Okay, so let's start. So first of all, congratulations, Ravindra. Okay, so very early success. Okay, an unexpected one. So ସେଥିପାଇଁ ବି and all credit goes to you. ମୁଁ ତ ଏମିତି ବାକିମାନଙ୍କୁ ବି ଗାଇଡ଼ କରିଥିଲି, ବାକିମାନଙ୍କୁ ବି କହିଥିଲି, ବଟ୍ ଫର୍ଚୁନେଟଲି ଅନଫର୍ଚୁନେଟଲି ବିକଜ ଅଫ୍ ସମ୍ ଇସ୍ୟୁଜ୍ କିଛି ଅସୁବିଧା ପାଇଁ ସେମାନେ କରିପାରିଲେନି, ବଟ୍ ୟୁ ହ୍ୟାଭ୍ ମେଡ୍ ଇଟ୍ ଆଣ୍ଡ କମ୍ପ୍ଲିଟ୍ କ୍ରେଡ଼ିଟ୍ ଗୋଜ୍ ଟୁ ୟୁ। ତମେ ଠିକ୍ ଭାବରେ ସବୁ ସଜେସନ୍ ଇମ୍ପ୍ଲିମେଣ୍ଟ କଲ, ଯାହା ବି ତମକୁ ଟେଷ୍ଟ ସିରିଜ୍ ମାନେ ମେନ୍ସରେ ଷ୍ଟାର୍ଟିଂ ଫ୍ରମ୍ ପ୍ରିଲିମ୍ସରେ ତୁମକୁ ଯେଉଁଟା ଯେମିତି କୁହାଗଲା ସେମିତି କଲ। ତମର କମ୍ଫର୍ଟ ଜୋନ୍ ଯୋଉଟାକି ତମେ ଆଇ ଥିଙ୍କ କେତେ 60 ଆଟେମ୍ପ୍ଟ କରୁଥିଲ ବୋଧେ ପ୍ରିଲିମ୍ସରେ, 60 ଆଟେମ୍ପ୍ଟ କରୁଥିଲ, ତାକୁ ତମେ ଇନକ୍ରିଜ୍ କଲ ଶୁଣିକି 70 80, ତାପରେ ତମର ମାର୍କ ସିଗ୍ନିଫିକାଣ୍ଟଲି ଇନକ୍ରିଜ୍ ହେଇଗଲା ପ୍ରିଲିମ୍ସରେ ଆଣ୍ଡ ୟୁ ୱେର୍ ଏବୁଲ୍ ଟୁ କ୍ଲିୟର ଦ ପ୍ରିଲିମ୍ସ। ସୋ ଦ୍ୟାଟ୍ସ ଅଲ୍। ସୋ ଫାଷ୍ଟ ଷ୍ଟାର୍ଟ କରିବା କି ତମର ଜର୍ଣ୍ଣି କେମିତି ଥିଲା, ତମେ କେଉଁ ସିଚୁଏସନରେ ପ୍ରିପାରେସନ୍ ଷ୍ଟାର୍ଟ କରିଥିଲ? ବିକଜ ମୁଁ ଜାଣିଛି ବଟ୍ ବାକି ସମସ୍ତେ ଜାଣିନାହାନ୍ତି। ବାକି ସମସ୍ତେ ଜାଣିଲେ ହୁଏତ ତାଙ୍କୁ ଲାଗିବ କି ସେମାନେ ଯେଉଁ ଅସୁବିଧାରେ ପ୍ରିପାରେସନ୍ କରୁଛନ୍ତି ବା ତାଙ୍କ ଲାଇଫରେ ଯେଉଁ ସବୁ ପ୍ରୋବ୍ଲେମ୍ ଅଛି ସେଇଟା ଟିକେ ଛୋଟ ଲାଗିଯିବ, ଆଉ ତାଙ୍କୁ ଆହୁରି ମୋଟିଭେଟ୍ ଫିଲ୍ ହେବ କି ଜଣେ ଯଦି ଅଧିକ ପ୍ରୋବ୍ଲେମରେ ରହିକି ଏତେ ସାରା ଜିନିଷ କରିପାରିଛି ତ ଡେଫିନେଟଲି ମୋ ପ୍ରୋବ୍ଲେମ୍ ତ କିଛି ନୁହଁ। ଆର୍ ୟୁ ଗେଟିଂ? ସୋ ମୁଁ ଚାହୁଁଛି କି ତମେ ତାଙ୍କୁ ଟିକେ କୁହ ତମେ କେଉଁ ସିଚୁଏସନରେ ପ୍ରିପାରେସନ୍ ଷ୍ଟାର୍ଟ କରୁଥିଲ, ତମର ଜବ୍ ପ୍ରୋଫାଇଲ୍ କେମିତି ଥିଲା, ତମେ ଯେଉଁଠି କାମ କରୁଥିଲ, ଯେଉଁ ଜବ୍ କରୁଥିଲ ସେଠି ଲୋକମାନଙ୍କର କ'ଣ କୁହାଯାଏ ସେ ଯେଉଁ ରବୈୟା, ସେଇ ବିହେଭିୟର, ତାଙ୍କର ଯେଉଁ ଥିଙ୍କିଂ ତମକୁ ନେଇକି ସେଇଟା କ'ଣ ଥିଲା, ଆଉ ହାଉ ୟୁ ଆକ୍ଚୁଆଲି ଆନ୍ସର। କ'ଣ ପାଇଁ ବେଳେବେଳେ କ'ଣ ହୁଏ ନା, ଯେଉଁ କୁହାଯାଏ ନା ଏକ୍ସନ୍ ସ୍ପିକ୍ସ ଲାଉଡର ଦେନ୍ ୱାର୍ଡ, ତ କେମିତି ଏଇ କେସ୍ରେ ସେଇଟା ଏକ୍ଜାକ୍ଟଲି ସେମିତି ହିଁ ହେଲା। ଲେଟ୍ ଅସ୍ ଲିସନ୍ ଫ୍ରମ୍ ୟୁ ଓନ୍ଲି। ଓକେ, ସୋ ଟେଲ୍ ମି କି କେଉଁ ସିଚୁଏସନରେ ତମେ ଷ୍ଟାର୍ଟ କରିଥିଲ ଫାଷ୍ଟ? ଆଜ୍ଞା ସାର୍, ମୋର ପ୍ରଥମ ନମସ୍କାର ଆପଣଙ୍କୁ। କାହିଁକିନା ସାର୍ ମତେ ଲାଗୁଛି ମୋର ଯଦି ପ୍ରିଲିମ୍ସ କ୍ଲିୟର ନ ହୋଇଥାନ୍ତା ହୁଏତ ମୁଁ ଏଇଠି ନ ପହଞ୍ଚି ପାରିଥାନ୍ତି। ସେଥିପାଇଁ ସାର୍ ମୁଁ ଆପଣଙ୍କ ପାଖରେ ସବୁଦିନ ପାଇଁ ସାର୍ ଚିରକୃତଜ୍ଞ। କାହିଁକିନା ମତେ ପ୍ରିଲିମ୍ସ ହିଁ ଆପଣ କ୍ଲିୟର କରିଦେଇଛନ୍ତି ସାର୍। କାହିଁକିନା ମୋର ଏବେ ବି ମନେ ଅଛି ସାର୍, ଏ ରାତି 12ଟା ଦିନ ମୁଁ ଏମିତି ସାର୍ ଖୋଜୁଥିଲି, ଗୋଟେ ସର୍ଟ ଆଉଟ କରୁ କରୁ ଆପଣଙ୍କର ଚ୍ୟାନେଲ ଆସିଗଲା। ତାପରେ ଆପଣଙ୍କର ଯୋଉ ଗୋଟେ 1-to-1 ମେଣ୍ଟରସିପ ହେଇଥିଲା ସାର୍, ସେଇଥିରେ ଆପଣ ମତେ ପଚାରିଲେ ରବୀନ୍ଦ୍ର ତମର ପ୍ରୋବ୍ଲେମ କଣ? ମୁଁ କହିଲି ସାର୍ ମୁଁ ପୂର୍ବ ଥର ଦେଇଥିଲି କିନ୍ତୁ 56ଟା ଆଟେମ୍ପ୍ଟ ନେଇଥିଲି। ଆପଣ କହିଲେ ରବୀନ୍ଦ୍ର ତମେ 56ଟା ଆକ୍ଚୁଆଲି ଆଟେମ୍ପ୍ଟ ନବାର ନଥିଲା, ମିନିମମ୍ 70+ ନବାର ଥିଲା। ସାର୍ ମୁଁ ତାପରେ ଆପଣଙ୍କର କଥାରେ, ତାପରେ ଯୋଉ ଆପଣଙ୍କର 10ଟା ଟେଷ୍ଟ ସାର୍ ଥିଲା, ସେ 10ଟା ଟେଷ୍ଟକୁ ମୁଁ ଧୀରେ ଧୀରେ ସାର୍ 80+ ଆଟେମ୍ପ୍ଟ ନେଲି। ତାପରେ ସାର୍ ପ୍ରତି ମାର୍କ ଗୁଡାକ ମୋର 95 98 100 ଏମିତି ରହିଲା। ମୁଁ ଆପଣଙ୍କୁ ସବୁବେଳେ ଜଣାଏ ଯେ ସାର୍ ମୋର ଏତିକି ରହୁଛି। ଆପଣ ବହୁତ ଖୁସି ହଉଥିଲେ, ହଁ ରବୀନ୍ଦ୍ର ଭଲ ମାର୍କ ଅଛି ତମର। ତାପରେ ଭଗବାନଙ୍କ ଆଶୀର୍ବାଦ ସାର୍, ଆପଣଙ୍କର ସେଇ ଗାଇଡାନ୍ସ ମତେ ପ୍ରଥମେ ଯାହା ହଉ ପ୍ରିଲିମ୍ସ କ୍ଲିୟର କରେଇ ନେଲା। ତାପରେ ସାର୍ ସେଇ ତ ମୁଁ ଆପଣଙ୍କୁ ଯେଦିନ ପ୍ରିଲିମ୍ସ ସାର୍ କ୍ଲିୟର କଲି, ଯେ ଆପଣଙ୍କୁ ଜଣେଇଥିଲି ସାର୍ ଏଇ ଯୁଦ୍ଧରେ ଆପଣ ମୋର କୃଷ୍ଣ, ମୁଁ ହଉଛି ସାର୍ ଅର୍ଜୁନ। କହିଲେ ମୁଁ ସାର୍ ଆପଣ ତାପରେ ମତେ ନେଇ ଯାଇଛନ୍ତି। ତାପରେ ମୁଁ ମେନ୍ସ ଟେଷ୍ଟ ସିରିଜ ଷ୍ଟାର୍ଟ କରିଥିଲି। ତାପରେ କିନ୍ତୁ ମେନ୍ସ ଟେଷ୍ଟ ସିରିଜର ସାର୍ ବି ଜାଣିଛନ୍ତି, ସମସ୍ତେ ମ୍ୟାଡାମ ମାନେ ବି ଯୋଉମାନେ ଏଠି ଅଛନ୍ତି ସମସ୍ତେ ଜାଣିଛନ୍ତି ଯେ କେମିତି ମୁଁ କେମିତି ଲେଖୁଥିଲି କ୍ଲାସରେ। ସାର୍ ମୋର ମନେ ଅଛି, ଆର୍ଟ କଲଚର ପ୍ରଥମ ଟେଷ୍ଟ ଥାଏ ସାର୍। ମୁଁ ପଚାରିଲି ସାର୍ ମୁଁ କେମିତି ଲେଖିଛି? ନା ରବୀନ୍ଦ୍ର ତମେ ପୁରା ଭେଗିବି ଆନ୍ସର ଲେଖିଛ। ମୁଁ ସେଟା କେବେ ଖରାପ ଭାବିନଥିଲି। ସାର୍ ମତେ କହିଥିଲେ, କିନ୍ତୁ ଗୋଟେ ଟିଚର ହିସାବରେ ମତେ ମତେ ଲାଗେ ହୁଏତ ସେଇ କଥା ନା ମତେ ଆଜି ସକ୍ସେସ ସାର୍ ଆଣିଦେଇଛି। କାହିଁକି ନା ଆପଣ ହୁଏତ ଯଦି ସେ କଥା ମତେ ନ କହିଥାନ୍ତେ ଅନ୍ୟ କାହାକୁ ଖରାପ ଲାଗିପାରେ, କିନ୍ତୁ ମୁଁ ସେଟାକୁ ଆକ୍ସେପ୍ଟ କରିଥିଲି କାରଣ ମୋର ଭୁଲ ସେଟା। ସେଇଟାକୁ ଯଦି ମୁଁ ନ ଧରିଥାନ୍ତି ସାର୍ କେମିତି ପହଞ୍ଚିଥାନ୍ତି ଏ ପାଖରେ। ଆଉ ଆପଣଙ୍କର ଗୋଟି ଗୋଟି କଥାକୁ ମୁଁ ଧୀରେ ଧୀରେ ଇମ୍ପ୍ଲିମେଣ୍ଟେସନ କରି କରି ସାର୍ ଗଲି। ଶେଷରେ 18 ନମ୍ବର ଟେଷ୍ଟରେ ସାର୍ ମୁଁ ଥିଲା ପଲିଟି ଟେଷ୍ଟ ଲେଖୁଥାଏ ଫୁଲଲେନ୍ଥ ଟେଷ୍ଟରେ, ଆପଣ ମତେ ଲେଖିଥିଲେ ଯେ ରବୀନ୍ଦ୍ର ୟୋର ଇମ୍ପ୍ରୁଭମେଣ୍ଟ ଇଜ ଫେନୋମେନାଲ। ମତେ 140 ଦେଇଥିଲେ ସାର୍ ପଲିଟିର, ମୋର ଏଇଟା ଭଲସେ ମନେ ଅଛି ସାର୍। ପ୍ରଥମେ ଭ୍ୟାକ୍ୟୁମ ଆନ୍ସର ରୁ ୟୋର ଇମ୍ପ୍ରୁଭମେଣ୍ଟ ଇଜ ଫେନୋମେନାଲ ଏ ୱାର୍ଡ ସାର୍ ପୁରା ମତେ ପୁରା ଚେଞ୍ଜ କରିଦେଇଥିଲା। ମୁଁ ସାର୍ ବହୁତ ସାର୍ ଇମ୍ପ୍ରୁଭମେଣ୍ଟ ଟ୍ରାଏ କରୁଥିଲି ଯେ ମୁଁ ଧୀରେ ଧୀରେ କେମିତି କରିମି। ଆପଣଙ୍କ ସହିତ ମୁଁ କଥା ହୁଏ, ମତେ ଯେତେବେଳେ ଡିପ୍ରେସନ ଲାଗେ ଆପଣଙ୍କ ସହିତ କଥା ହୁଏ। ଆପଣ କୁହନ୍ତି ଏଇଟା ନର୍ମାଲ କଥା ରବୀନ୍ଦ୍ର, ତମେ ଯେମିତି ପ୍ରୋବ୍ଲେମରେ ଅଛ ଏଇଟା ବି ନର୍ମାଲ, କିନ୍ତୁ ତମେ ପଢି ଚାଲ। ମୁଁ ସାର୍ ଏତିକି କିନ୍ତୁ ଟ୍ରାଏ କରୁଥିଲି ଆପଣଙ୍କ ସହିତ କଥା ଗୁଡା ସବୁ ମାନିବା ପାଇଁ। କାରଣ ମତେ ସାର୍ ମୁଁ ଏମିତି ଜାଗାରୁ ଆସିଛି ନା,
ଆମେ ପ୍ରୋବ୍ଲେମ କଣ ହୁଏ ସାର୍, ଆମେ ଟିଚର କୁ ନା ଟିକେ ଅବିଶ୍ୱାସ କରି ବସଉ, କିନ୍ତୁ ସେଇଟା ମୁଁ ଚାହେଁ ନା ଛୁଆ ମାନେ ଟିକେ ଜେନୁଇନ ଲୟାଲ ରୁହନ୍ତୁ ଟିଚର ପ୍ରତି, କାରଣ ଆଜିକାଲି ଯେଉଁମାନେ ପାଇ ଯାଉଛନ୍ତି ତାପରେ ଟିଚର ପ୍ରତି ଲୟାଲ ରହୁନାହାନ୍ତି, କିନ୍ତୁ ମୁଁ ସେମିତି ନୁହଁ ସାର୍। ମତେ ଲାଗେ ମୁଁ ଯଦି ସାର୍ ମାନଙ୍କ ପାଇଁ ପାଇଛି ନା, ସେ ସାରଙ୍କ ପ୍ରତି କେମିତି ଲୟାଲ ରହିବି, ମୁଁ ମିଛ କହିବିନି, ଏଇଟା ମୋ ଜୀବନରେ ମୁଁ ଶିଖିଛି, କାରଣ ମୁଁ ନିଜେ ବି ଗୋଟେ ଟିଚର ଥିଲି ସାର୍। ସାର୍ ମୋ ଜୀବନ ସାର୍ ଏମିତି, ମୋ ଜର୍ଣ୍ଣି ସାର୍ ଏମିତି ଷ୍ଟାର୍ଟ ହେଇଛି ସାର୍ ମୋର। ଆପଣ ମାନେ ୟୁଟ୍ୟୁବରେ ଦେଖୁଥିବେ, ମୋ ବାପା ଜଣେ ସାର୍ ଚାଷୀ, ତେଣୁ ମୋ ମା ବି ସାର୍ ବହୁତ ଗରିବ ଘରରୁ ସାର୍ ମୁଁ ଆସିଛି। କାହିଁକି ନା ଯେତେବେଳେ ଛୋଟ ବେଳୁ ସାର୍ ପାଠ ପଢିବା ନଥିଲା, ଆମ ଘରେ ସାର୍ କିଛି ନଥାଏ, ମୋ ମା ବି ସାର୍ କାମ କରୁଛନ୍ତି, ମୋ ବାପା ବି ସାର୍ କାମ କରିବାକୁ ଯାଇଛନ୍ତି, ମୁଁ ନିଜେ ବି ସାର୍ ମାଟି ଉଠେଇବାକୁ ଯାଇଛି, ଏମଜି ନରେଗାରେ ମୁଁ କାମ କରିଛି ସାର୍। 10ମ ଶ୍ରେଣୀ ପାଇଲା ପରେ ସାର୍ ପଇସା ନଥାଏ ପାଠ ପଢିବା ପାଇଁ, କଣ କରିବି ସାର୍ ସେଠୁ। ତାପରେ ଶ୍ରୀରାମ ରେସିଡେନ୍ସିଆଲ କଲେଜ ସାର୍ ମୁଁ ଯେତେବେଳେ ପଢିଲି, ସେତେବେଳେ ସାର୍ ଜଣେ, ସେତେବେଳେ ସମସ୍ତଙ୍କର ପଇସା ଥାଏ, କିନ୍ତୁ ମୋ ପାଖରେ ସେତିକି ପଇସା ନଥାଏ ଯେ ସାଇନ୍ସ ପଢିବା ପାଇଁ। କିନ୍ତୁ ସାର୍ ମୁଁ ସ୍କୁଲ ଟପର ଥିଲି, 524 ମାର୍କ ମୁଁ ରଖିଥିଲି, ସ୍କୁଲ ଟପର 2013 ମସିହାରେ ମୁଁ ଥିଲି। ତାପରେ ସେମାନେ ସାର୍ ମତେ 45,000 ବର୍ଷକୁ ଲେଖା 45,000 ନେଇଯାଇଥିଲେ ସ୍କଲାରସିପ ଦେଇକି, ସେମାନେ ମତେ ବହୁତ ସାହାଯ୍ୟ କରିଥିଲେ ସାର୍। କିନ୍ତୁ ସେଇ ସମର କୋର୍ସ ପରେ ବି ସାର୍ ଆମ ଘରେ ପଇସା ବି ନଥାଏ, ଆମେ ସମସ୍ତେ ପୁଣି, ମୁଁ ସାର୍ ଯାଇଛି ମୋ ବାପା ମାଙ୍କ ସହ ଯାଏ ମାଟି ଉଠେଇବାକୁ, ଏମଜି ନରେଗାରେ ପୋଖରୀ କାମ ଆସେ ସାର୍, ସେଠି ମାଟି ଉଠେଇଛି ସାର୍। ମୋ ମୁଣ୍ଡ ଯେତେବେଳେ ବିନ୍ଧେ, ମୁଁ ଛୋଟ ଛୁଆଟେ ଥିଲି, ମୋ ମା କହିବେ ପଳା ଟଏଲେଟ କହିକି ପଳେଇ ଯା, ତ ମୁଣ୍ଡ କିଛି ସମୟ ଇଏ ହେଇଯାଉ। ସେ ଖରାରେ ସାର୍ ମୁଁ କାମ କରିଛି, ସକାଳୁ 6ଟା ବେଳୁ ଯାଉ ଦିନ 1 ବେଳେ, ସେତେବେଳେ 130 ଟଙ୍କା ସାର୍ ମଜୁରୀ ଥାଏ। ତାପରେ ଏମିତି ସାର୍ ପ୍ରୋବ୍ଲେମ ହେଲା, ଆଉ ଦିନ ଥିଲା ସାର୍ ଲାଷ୍ଟ ମୋ ଭାଇ ମୋ ପାଇଁ ପାଠ ପଢା ଛାଡିଦେଲେ, କହିଲେ ମା ଯଦି ଜଣେ ଭଲ ପଢୁଛି, ଆମ ଘର ଜଣେ ଭଲସେ ପଢୁ। ଲାଷ୍ଟକୁ ସିଏ କମର୍ସ ପଢୁଥିଲେ, ମୋ ପାଇଁ ପାଠ ପଢିକି ବାହାରକୁ ପଳେଇଲେ। ଯାହା ହଉ ସାର୍, ସେଠୁ ଏମିତି ବି ମୋ ପାଖରେ 300 ସାର୍ ଦିନ ଥିଲା ସାର୍। ଗୋଟେ ଦିନ ଏମିତି ସମୟ ଆଇଛି +2 ଟାଇମରେ, ମୋ ପାଖରେ ସାର୍ 300 ଟଙ୍କା ନଥିଲା ଗୋଟେ ଡ୍ରେସଟେ କିଣିବା ପାଇଁ, ଗୋଟେ ଡ୍ରେସ କୋଟଟେ। ଜଣେ ସାଂସ୍କ୍ରିଟ ସାର୍ ବୋଲି ଜଣେ ଥିଲେ ମୋ ସ୍କୁଲର, 300 ଟଙ୍କା ମତେ ଦେଇଥିଲେ, କହିଲେ ରବୀନ୍ଦ୍ର ନେ ତୁ 300 ଟଙ୍କା ନେ ଡ୍ରେସଟେ କିଣି। ଏମିତି ସାର୍ ସିଚୁଏସନ ମୁଁ ପାସ୍ କରିଛି। ତାପରେ ସାର୍ +2 ପାସ୍ ହେଲା ପରେ ମୋ ବାପା କହିଲେ ମୁଁ ଆଉ ପଢେଇ ପାରିବିନି, କାହିଁକି ସାର୍ ଆମର ଅବସ୍ଥା ବହୁତ ଖରାପ ଥିଲା ସାର୍। ମୁଁ ସେଇଥିପାଇଁ ସାର୍ କଣ କଲି, ମୁଁ କହିଲି ନା ମତେ ପାଠ ପଢିବାର ଅଛି, ମୁଁ ସାର୍ ଟ୍ୟୁସନ ଷ୍ଟାର୍ଟ କଲି। ମୋର ଭଲ, ଯେହେତୁ ମୁଁ ଜ୍ଞାନ ଥିଲା ଭଗବାନ ଦେଇଥିଲେ ଯାହା ହଉ ଶୁଭ ଜ୍ଞାନ, ମୁଁ ଟ୍ୟୁସନ କଲି ଗାଁରେ। ତାପରେ ଟ୍ୟୁସନ କରିକି ମୋର ବହୁତ ଇଚ୍ଛା ଥିଲା ମୁଁ ଫିଜିକ୍ସ ଲାଇନରେ ଯିବି, ଫିଜିକ୍ସ ଅନର୍ସ ସାର୍ ପାଇଗଲି। ଫିଜିକ୍ସ ଅନର୍ସ ମୁଁ ବହୁତ ଖୁସି ଥିଲି, 80% ରଖିଲି +2 ରେ, ଫିଜିକ୍ସ ଅନର୍ସ ନେଇ ପଢିଲି ସ୍ୱର କଲେଜରେ। ତାପରେ ସାର୍ ମୁଁ ଟ୍ୟୁସନ କରି କରି ତାପରେ ବର୍ଷ କହିଲି ନା ସମସ୍ତଙ୍କ ଘର ଘର କାହିଁକି ବୁଲିବି, ଗୋଟେ କୋଚିଂ ସେଣ୍ଟର ସାର୍ ଖୋଲିଦେଲି, 8, 9, 10 ପଢେଇଲି। ସେଠୁ କିଛି କିଛି ପଇସା ମୁଁ ସଞ୍ଚୟ କରି ରଖିଲି, ନା ମୁଁ ପିଜି କରିବି ରେଭେନ୍ସାରେ। ପାଖାପାଖି 1 ଲାଖ ମୁଁ ରଖିଦେଇଥିଲି ସାର୍, ମୁଁ ପିଜି ପାଇଁ ହେଇଗଲା ରେଭେନ୍ସାରେ। ଏମିତି ବି ମୋର ଭଗବାନଙ୍କ ବିଶ୍ୱାସ ସାର୍, ମୋର ରେଭେନ୍ସାରେ ମୋର ହେଇଗଲା ପିଜି। ତାପରେ ପିଜି କଲି, ସେଠି ବି ସାର୍ ଭଗବାନଙ୍କର ଏମିତି ମୋ ଉପରେ ଥାଏ, ଡେ 1 ରୁ ମୁଁ ଯେଦିନ ରୁମ ଖୋଜୁଥାଏ ରହିବି ବୋଲି, ଜଣେ କହିଲେ କିଏ ଟ୍ୟୁସନ କରିବ। ମୁଁ ସାର୍ ଟ୍ୟୁସନ ପାଇଁ, ମୁଁ ତ ଏମିତି ଅନଉଥିଲି ମତେ କୋଉଠି ଟ୍ୟୁସନ ମିଳୁ, ଟ୍ୟୁସନ ମିଳିଲା ସାର୍। ଟ୍ୟୁସନ କରି ଚାଲିଲି, 2ଟା ଟ୍ୟୁସନ କଲି, 2,500, 2,500, 5,000। ତାପରେ ଧୀରେ ଧୀରେ ମୁଁ +2 ଟ୍ୟୁସନ କଲି, ଆଉ 9, 10 ପଢେଇଲିନି। ତାପରେ ମୁଁ +2 ଯେହେତୁ ରେଡି ହେଇଗଲି, ତାପରେ ମୁଁ ପର ପିଲା 5,000 ଲେଖା ନିଏ। ମୁଁ ସାର୍ ରେଭେନ୍ସାରେ ପିଜି ବି ପାସ୍ ଆଉଟ୍ କରିଦେଲି। ଇଭିନ୍ କରୋନା ସମୟରେ ସାର୍ ଯେତେବେଳେ ସମସ୍ତେ ଘର ଥାନ୍ତି, ମୁଁ ରେଭେନ୍ସାରେ ରହିଯାଇଥାଏ ହଷ୍ଟେଲରେ, ସେତିକାବେଳେ ବହୁତ ପଇସା ମାନେ ଇନକମ ବହୁତ କରିଥାଏ, ମାନେ ପଇସା ବହୁତ ହେଇଯାଇଥାଏ। ମୁଁ ଗ୍ରୁପ ଟ୍ୟୁସନ କରିକି ଟ୍ୟୁସନ କରିଥାଏ, କିନ୍ତୁ ମୋର ଫିଜିକ୍ସ ପ୍ରତି ବହୁତ ଇଣ୍ଟରେଷ୍ଟ ଥାଏ। ଆକ୍ଚୁଆଲି ରେଭେନ୍ସା ସାର୍ ମତେ ପ୍ଲାଟଫର୍ମ ଯୋଗେଇ ଦେଇଛି ସେଠି ସାର୍ ମାନଙ୍କ ଇଏରେ। ତାପରେ କ୍ଲିଣ୍ଟନ ସାହୁ ଯିଏ, ସିଏ ମୋ ବେଚ୍, ମାନେ ଆକ୍ଚୁଆଲି ସାର୍ ଏ ଲାଇନ କି ଆଣିବାରେ ସିଏ ହେଲା ମୋର ଗୁରୁ। ମୁଁ ତା ପାଖରେ ସବୁବେଳେ ଯେ ଏ ଲାଇନ କି ମତେ ସିଏ ନେଇ ଆସିଛି, ମାନେ ମୁଁ ତ ସବୁବେଳେ ଇଚ୍ଛା ଥିଲା ମୁଁ ଲେକ୍ଚରସିପ କରିବି। ଆଉ ଆମେ ସବୁ ପଢୁଥାଉ, ଆଉ କ୍ଲିଣ୍ଟନ କିନ୍ତୁ ସବୁଠୁ ଟ୍ୟାଲେଣ୍ଟେଡ ଫିଜିକ୍ସରେ, ସେ ହେଭି କନସେପଚୁଆଲ କ୍ଲିୟର। ମୁଁ ତା ଭଳିଆ ସାର୍, ମୁଁ ଜାଣିଛି ନା ମୋ ନିଜର ପୋଟେନସିଆଲ କେତେ, ମୁଁ ତା ଭଳିଆ ଫିଜିକ୍ସରେ ହେଇପାରିବିନି। କାରଣ ଆମେ ଯେତେବେଳେ ନର୍ମାଲ ଇଣ୍ଡିଆନ ଲେକ୍ଚର ଦେଖୁ ସାର୍, ସିଏ MIT ଷ୍ଟାନଫୋର୍ଡ ଲେକ୍ଚର ଦେଖେ ସାର୍। ସେ ଏମିତି ଲେବୁଲର ଛୁଆ, ସେ ବହୁତ ଟ୍ୟାଲେଣ୍ଟେଡ ସାର୍ ଫିଜିକ୍ସରେ। ତ ଗଲା ସାର୍ ସେ ସବୁ। ତାପରେ ସାର୍ ପିଜି ପାସ୍ ଆଉଟ୍ ହେଲା ପରେ ସାର୍ ମୁଁ ବିଏଡ୍ କରିବି ବୋଲି ଚାହିଁଥିଲି, ପ୍ରାଇଭେଟରେ କରିଥିଲି। ତାପରେ ମୋର ଜବ୍ ହେଇଗଲା ସାର୍, କିନ୍ତୁ ମୋ ଘର ପାଇଁ ମୁଁ ସେଟା ଦେଖିଲି, ମୁଁ ସାର୍ କିଛି ପଡୁନଥାଏ ସେ ଜବ୍ ପାଇଁ, ହୁଏତ ସେ ଭଗବାନଙ୍କ ଆଶୀର୍ବାଦ ଯେ। ତାପରେ ସାର୍ ଟ୍ୟୁସନ କଲି ଯେତେବେଳେ, ମାନେ ଜବ୍ ଟା ହେଇଗଲା, ଏମିତି ଟ୍ୟୁସନ କରୁ କରୁ ଯାଇ ଦେଇ ଆସିଛି ଏକ୍ସାମ ଟା। ସେଇ ସମୟରେ କରୋନା ଜଷ୍ଟ ପାର ହେଇଥାଏ, ତାପରେ ହେଇ ବି ଗଲା, rank 10ରେ ହେଇଗଲା। ମୁଁ କହିଲି ଯାହା ହଉ, କାରଣ ମୋ ଏକ୍ସାମ ଟା ଭଲ ଯାଇନଥିଲା ସାର୍, କାରଣ ମୁଁ 60ଟା କ୍ୱେଶ୍ଚନ କରିକି ପଳେଇ ଆସିଥିଲି, ବହୁତ ହାର୍ଡ ପଡିଥିଲା ଫିଜିକ୍ସରେ। ଯାଉ ହେଇଗଲା। ତାପରେ ମୁଁ ଏକ୍ସେପ୍ଟ କଲି, ନା ଭଗବାନ ଯୋଉ ଜବ୍ ଦେଇଛନ୍ତି, ମୁଁ ବି ଏଇଆ ଭାବେ ଯାହା ଦେଇଛନ୍ତି ତାକୁ ଏକ୍ସେପ୍ଟ କର, ଆଗକୁ ଚାଲ।
କାହିଁକି ନା ସାର୍ ତାପରେ ଏମିତି ସେଇ ସମୟରେ ସାର୍ ଏମିତି ଗୋଟେ ଆସିଥିଲା ଯାହା ଆମର ରେଗୁଲାରାଇଜେସନ ହେଇଗଲା ସେଇ ସମୟରେ ନବୀନ ପଟ୍ଟନାୟକ ସାର୍ଙ୍କ ସମୟରେ ରେଗୁଲାରାଇଜେସନ ହେଇଗଲା ମୁଁ ପାଖାପାଖି ଗ୍ରୁପ ବି ସେଥିରେ ପାଇଥିଲି ମୋ ଘର ବାଲାନ୍ସ ହେଇଗଲା ମୋ ଘର ଲୋକ ବି ଖୁସି ହେଲେ ସେମାନେ ସାର୍ ଏତେ ଜାଣିନାହାନ୍ତି କୋଉ ଜବ୍ କଲେ କଣ କିନ୍ତୁ ମୋ ବାପା କହିଲେ ଆମର ଆଉ କିଛି ଦରକାର ନାହିଁ ତୁ ପଢିଲେ ପଢ ନହେଲେ ନାହିଁ ମୁଁ ସାର୍ ତାପରେ ଏସଏସପି ପିଜିଟି ପାଇଁ ମୁଁ ଟ୍ରାଏ କରୁଥିଲି ଲେକ୍ଚରସିପ ପାଇଁ ହୁଁ ତାପରେ କ୍ଲିଣ୍ଟନ ସାର୍ ଯେତେବେଳେ ପାଇଲା ମୋର ସାର୍ ଟିକେ ଟିକେ ଆଉଟ ନଲେଜ ଥାଏ ଯେ ମାନେ ମୋର ଆଉ କ୍ଲିଣ୍ଟନ ସାର୍ କହିଲେ ରବି ତୁ ପାରିବୁ ଆ ଆଗକୁ ତାପରେ ସାର୍ ମୁଁ ଧୀରେ ଧୀରେ ସାର୍ ପଢି ଚାଲିଲି ଧୀରେ ଧୀରେ ମୋର ଷ୍ଟାର୍ଟ ହେଲା ସାର୍ ଏଇଠୁ କିନ୍ତୁ ସାର୍ ମୋର କେଉଁଝରରେ ପୋଷ୍ଟିଂ ହେଲା ମୁଁ କିନ୍ତୁ ଭାବେ ଯେ ଏବେ ଭାବୁଛି ଯେ ଭଗବାନ ମତେ କାହିଁକି କେଉଁଝରରେ ପୋଷ୍ଟିଂ କରିଥିଲେ କାହିଁକି ନା ସାର୍ କେଉଁଝରରେ ମୁଁ ପୋଷ୍ଟିଂ ଯଦି ନ ହୋଇଥାନ୍ତି ଯଦି ବାଲେଶ୍ୱର ଭଦ୍ରକରେ ହେଇଥାନ୍ତି ସାର୍ ମୁଁ ଏତେ ଫିଜିକ୍ସ ଟ୍ୟୁସନ କରୁଥାଏ ନା ମୁଁ ଏପଟେ ପୁରା ଟ୍ୟୁସନ ମାଷ୍ଟର ହେଇଯାଇଥାନ୍ତି ସାର୍ ଭଗବାନଙ୍କର ବୋଧେ ଇଚ୍ଛା ଥିଲା ମୁଁ ସିଭିଲ ସର୍ଭିସ ଲାଇନ ଆସେ କାରଣ କେଉଁଝରରେ ଏତେ ଟ୍ୟୁସନ ମିଳେନି ଟ୍ରାଇବାଲ ଏରିଆ କିନ୍ତୁ ମୋର ଫିଜିକ୍ସ ପଢିବାର ଏତେ ଇଚ୍ଛା ଥିଲା ମୁଁ ସେଟା ଲାବୋରେଟୋରୀ ଆସିଷ୍ଟାଣ୍ଟ ସାର୍ ପାଇଥିଲି ଗ୍ରୁପ ବି ରେ କିନ୍ତୁ ମୁଁ ସେଠି ଫ୍ରିରେ ନିଜେ ମୁଁ ପ୍ରିନ୍ସିପାଲ ସହ କଥାବାର୍ତ୍ତା କଲି ସାର୍ ମୁଁ +2 ପିଲାଙ୍କୁ ଫିଜିକ୍ସ ପଢେଇବି ସାର୍ କହିଲେ ବହୁତ ଭଲ କଥା ତମେ ପଢାଅ ମୁଁ ସାର୍ +2 ପିଲା ମୋର ଫ୍ରିରେ ଫିଜିକ୍ସ ପଢାଏ ମୁଁ ଯାଏ କ୍ଲାସ ନିଏ ସମସ୍ତେ ଖୁସି କିନ୍ତୁ ଠିକ ଅଛି ତ ଦିସ୍ ଇଜ ୟୁର ଜର୍ଣ୍ଣି ତମର ତ ଏଇଟା ହେଇଗଲା ଷ୍ଟୋରି ଏବେ ଆମେ ତିନିଟା ଫେଜ୍ରେ ଡିସ୍କସ୍ କରିବା ଫାର୍ଷ୍ଟ ଫେଜ୍ ହେଇଥିଲା ତମର ଷ୍ଟୋରି ଯୋଉଟା ଆଜ୍ଞା ସାର୍ ସରିଯାଇଛି ସେକେଣ୍ଡ ଫେଜ୍ ଆମେ ଡିସ୍କସ୍ କରିବା ତମର ପ୍ରିପାରେସନ୍ ରିଗାର୍ଡିଂ ଓକେ ପ୍ରିଲିମ୍ସ ମେନ୍ସ ଆଉ ହଁ ଇଣ୍ଟରଭ୍ୟୁ ସାର୍ ଇଣ୍ଟରଭ୍ୟୁ ତ କିଛି ମ୍ୟାଟର ଏତେ କରୁନି ବିକଜ ସେଇଟା ପରେ ଚଳିବ ବଟ୍ ଆମେ ବେସିକାଲି ପ୍ରିଲିମ୍ସ ମେନ୍ସ ଆଉ ଟିକେ ଫିଜିକ୍ସ ଅପସନାଲ ବିଷୟରେ ଡିସ୍କସ୍ କରିବା ସେକେଣ୍ଡ ଫେଜ୍ରେ ଆଉ ଥାର୍ଡ ଫେଜ୍ରେ ଆମେ ଆଜ୍ଞା ଡାଇରେକ୍ଟଲି ସାର୍ ପିଲାମାନଙ୍କଠୁ କ୍ୱେଶ୍ଚନ୍ ନେବା ଯୋଉଟା ବି ତାଙ୍କର ଡାଉଟ୍ସ ଅଛି ସେମାନେ ତମକୁ ଡାଇରେକ୍ଟଲି ପଚାରି ପାରିବେ ଠିକ୍ ଅଛି ଆଉ ସେମିତିରେ ବି କିଛି ପିଲା ମ୍ୟାକ୍ସିମମ୍ ପିଲାଙ୍କ ପାଖରେ ତମର କଣ୍ଟାକ୍ଟ ନମ୍ବର ବି ଥାଇପାରେ ତମର ମେ ବି ଟେଲିଗ୍ରାମ ଆଇଡି ଥାଇପାରେ ତାଙ୍କ ପାଖରେ ତ ସେମାନେ ସେମିତିରେ ବି ପଚାରି ପାରିବେ ପର୍ସନାଲି ବଟ୍ ଠିକ୍ ଅଛି ତ ଏବେ ମୁଭିଂ ଟୁ ଦ ସେକେଣ୍ଡ ଫେଜ୍ ଆଚ୍ଛା ତମର ପ୍ରିଲିମ୍ସ ମେନ୍ସ ତ ଷ୍ଟାର୍ଟ କରିବା ପ୍ରିଲିମ୍ସ ଟୁ ପ୍ରିଲିମ୍ସ ତମେ କେମିତି ପଢୁଥିଲ କ'ଣ କେମିତି କରୁଥିଲ ଟିକେ କୁହ ସୋ ଦ୍ୟାଟ୍ କି ବାକି ପିଲାମାନଙ୍କୁ ବି ହେଲ୍ପ ହବ ସାର୍ ମୁଁ ପ୍ରଥମ ଆରମ୍ଭ କରିବି ମୁଁ କହିବାକୁ ଏତିକି ଚାହୁଁଛି ସ୍ଵାଧୀନ ସାର୍କୁ ବିଶ୍ୱାସ ରଖନ୍ତୁ ପ୍ରଥମ ୱାର୍ଡ ମୋର ଛୁଆଙ୍କୁ ରହିବ ସ୍ଵାଧୀନ ସାର୍କୁ ବିଶ୍ୱାସ ରଖନ୍ତୁ ଆମର ପ୍ରଥମ ପ୍ରୋବ୍ଲେମ ହେଲା ଆମେ ଆମ ସାର୍ଙ୍କ ଉପରେ ବିଶ୍ୱାସ ଛାଡି ଦଉଛେ ଏଇଟା ବିଶ୍ୱାସ କାରଣ ମୁଁ ନିଜେ ଅଙ୍ଗେ ଲିଭେଇଛି ମୋର ପ୍ରିଲିମ୍ସ ହଉନଥିଲା ମତେ ମାନେ ସେ ଦିନ ମନେ ଅଛି ସାର୍ ରାତି 12ଟା ମୁଁ 1-to-1 ମେଣ୍ଟରସିପ କରୁଥିଲି ହୁଏତ ସେ ରାତି ସେଇ ଯୋଉ ପଦେ କଥା ନା ରବୀନ୍ଦ୍ର ତମେ 80 ଆଟେମ୍ପ୍ଟ କର ମୋ ଲାଇଫ ସାର୍ ଚେଞ୍ଜ କରିଦେଇଛି ନହେଲେ ସାର୍ ମୁଁ ସବୁବେଳେ ଡରୁଥିଲି ଯେ ଯେ କାହିଁକି ମୋର ହବନି ମାନେ ହଉନି ହୁଁ ସାର୍ ଧୀରେ ଧୀରେ ମୁଁ ଆଟେମ୍ପ୍ଟ ନେଲି ସାର୍ଙ୍କର 10ଟା ଟେଷ୍ଟକୁ ମୁଁ ଭଲସେ ଭାବରେ ଦେଇଛି ସାର୍ କହିଲେ ସେ 10ଟା ଟେଷ୍ଟ ଦିଅ ତାକୁ ବାରବାର ରିଭିଜନ କର ଆଉ ମୋ ରିଭିଜନ ଖାତା ବି ଆ ପୂର୍ବ ବର୍ଷ ସାର୍ ଦେଖି ତେଣୁ ସେଇଟା ସାର୍ ମୁଁ କେମିତି କରୁଥିଲେ ମୋର ପ୍ରିଲିମ୍ସ ସାର୍ ଷ୍ଟାର୍ଟ ଟିକେ ଜଷ୍ଟ ରବୀନ୍ଦ୍ର ତମର ଭଏସ୍ ଟିକେ ବ୍ରେକ୍ ହଉଛି ହଁ ସାର୍ ଟିକେ ଟିକେ ଗୋଟେ ମିନିଟ୍ ସାର୍ ଆଜ୍ଞା ସାର୍ ଏବେ ମୋ ସାଉଣ୍ଡ ଆସୁଛି ସାର୍ ହୁଁ ସାଉଣ୍ଡ କ୍ଲିୟର ଆସୁଛି ଆଜ୍ଞା ସାର୍ ସାର୍ ସେଠୁ ମୁଁ କଣ କଲି ଆପଣ ସାର୍ ଯୋଉତିକି ଟେଷ୍ଟ ସିରିଜ ଦଉଥିଲେ ଆମର ସାର୍ ମେନ୍ କାମ ରହିବ ନା ଯେତିକି ଟେଷ୍ଟ ସିରିଜ ଦଉଛେ ସାର୍ ଆମର ପ୍ରଥମେ ଟେଷ୍ଟ ଦେଲେ ସାର୍ ରିଭର୍ସ ଇଞ୍ଜିନିୟରିଂ ଯଦି ଆମେ ପ୍ରଥମେ ରିଭିଜନ କଲେ ଟେଷ୍ଟ ଦେଲେ ଟେଷ୍ଟ ଦେଲା ପରେ ସାର୍ ମୁଁ କଣ କରୁଥିଲି ମୋର ଯୋଉଠି ଲାକୁନା ଅଛି ନା ସେଇଟାକୁ ମୁଁ ସାର୍ ଲେଖିକି ରଖୁଥିଲି ଯୋଉ ଆପଣ କୁହନ୍ତି ସର୍ଟ ନୋଟ୍ସ ଗୋଟେ ଲେଖିଦିଅ କାରଣ ମୋର ଏଟା ମନେ ରହୁନି ତ ଏଇ ପ୍ରୋବ୍ଲେମଟା ରହୁଛି ମୁଁ ଏଟା ଲେଖିଥିଲି ଯାହା ଦ୍ୱାରା କି ନେକ୍ସଟ ଟେଷ୍ଟ ଦେଲା ବେଳକୁ ଯେମିତି ସେଇଟାକୁ ଯେମିତି ସେଇ କ୍ୱେଶ୍ଚନ ମୋର ଭୁଲ ନ ହଉ ସେଗୁଡାକ ପୁଣି ରିଭିଜନ କଲି ସେଗୁଡା ମଲ୍ଟିପୁଲ ଟାଇମ୍ସ ୱିଦିନ୍ ପିରିୟଡିକରେ ମାନେ ପିରିୟଡରେ ସେଇଟା କଣ କରିବେ ନା ରିଭିଜନ କରି କରି ସାର୍ ଗଲି ତାପରେ କଣ ହେଲା ସେଇ ଟେଷ୍ଟ ସାର୍ 10ଟା ଦେଲି ଏତେବେଳେ ମୋର ଭଲସେ ମନେ ଅଛି ସାର୍ ଆପଣ କଣ କରିଥାନ୍ତି ଠିକ 4 ଦିନ ନା 5 ଦିନ ଥିଲେ ରବୀନ୍ଦ୍ର ଭଲସେ ରିଭିଜନ କଲ 10ଟା ଟେଷ୍ଟ ମୁଁ କହିଲି ଆଜ୍ଞା ସାର୍ ଚାଲିଛି ସେଇ ଟେଷ୍ଟକୁ ସାର୍ ମୁଁ ପାଖ 5-ରୁ 6 ଥର ସାର୍ ରିଭିଜନ କରି ଗଲି କାରଣ ମୁଁ ସେଇ କ୍ୱେଶ୍ଚନ ପ୍ରିଣ୍ଟ ଆଉଟ କାଢିକି ମୁଁ ଟେଷ୍ଟ ଦିଏ ନା ସେ ଟେଷ୍ଟ ଉପରେ ସାର୍ ଲେଖି ଦେଇଥିଲି ଯାହା ଫଳରେ ସାର୍ ସବୁ ରିଭିଜନ ମୋର ସରି ଯାଇଥିଲା ଗୋଟେ କନଫିଡେନ୍ସର ସହ ମୁଁ ଯାଇଥିଲି ସାର୍ କଣ କରିବି ତାପରେ ଏକ୍ଜାମରେ ମୁଁ କରେଣ୍ଟ ଆଫେୟାର୍ସ ଗୁଡାକ ମୁଁ କରେଣ୍ଟ ଆପଣ କରେଣ୍ଟ ଆଫେୟାର୍ସ ବହୁତ ପଡିଥିଲା ଏକ୍ଜାମରେ ମୋର ଏବେ ବି ଗୋଟେ ମନେ ଅଛି ସାର୍ ଗୋଟେ ମତ୍ସ୍ୟ 600 ଗୋଟେ 6000 ଗୋଟେ ଏମିତି ଥିଲା ସେଇଟା ଏକ୍ଜାମରେ ପଡିଥିଲା
କିନ୍ତୁ ମୁଁ ସାର୍ ସେତେବେଳେ ଆଉ ଏତେ ଧ୍ୟାନ ଦେଇପାରିଲିନି, ମୁଁ ନା ଏଟା ହବନି ବୋଧେ, ଆଉ ସେଇଥିପାଇଁ ଭୁଲ କରିଥିଲି ସେଇଟା। କିନ୍ତୁ ସେଇ କ୍ୱେଶ୍ଚନ ସାର୍ ବହୁତ ସେଇ ଟାଇପ ର ହିଁ କ୍ୱେଶ୍ଚନ ଆସେ, କାରଣ ଆପଣଙ୍କର କ୍ୱେଶ୍ଚନ ଟିକେ ଷ୍ଟାଣ୍ଡାର୍ଡ ଥାଏ। ଅଲଗା ଇନଷ୍ଟିଚ୍ୟୁଟ ସିଙ୍ଗଲ ଲାଇନରେ ପଳେଇ ଆସେ, ଆମେ ସବୁ ଟେକ୍ସଟ ବୁକ ରେ ଟେଷ୍ଟ ଦଉ, କିନ୍ତୁ ଷ୍ଟେଟ ବୁକ ରେ ମତେ ପ୍ରୋବ୍ଲେମ ହୁଏ ଯେ ଏତେ ସହଜ କ୍ୱେଶ୍ଚନ ପରୀକ୍ଷାରେ ଆସେନି। ବହୁତ ଜଣ ଭାବନ୍ତି ମୁଁ ଟେକ୍ସଟ ବୁକ ରେ ଦେଇ ପଳେଇଯିବି, କିନ୍ତୁ ସେମିତି ଆସେନି ସାର୍। ବହୁତ ଜଣ ମୁଁ ଦେଖିଛି ଫଲୋ କରନ୍ତି। ତ ମୁଁ ଯୋଉ ଆପଣଙ୍କର ସେଇ ଟେଷ୍ଟ ଗୁଡା ସାର୍ ରିଭିଜନ କଲି ମଲ୍ଟିପୁଲ ଟାଇମ୍ସ। ଆପଣ ଯେ କଥା ମତେ କହିଥିଲେ ମୁଁ ତାକୁ, ଆପଣଙ୍କ ସହିତ ମୋର ସର୍ଟ ପ୍ରିଲିମ୍ସ ଟା ସର୍ଟ ରେ ବହୁତ ଥିଲା, ମାନେ ଆପଣ ବହୁତ ଲେଟ ରେ ସାର୍ ଜଏନ ହେଇଥିଲେ ସେଟା। ତ ସେଇଗୁଡା ସାର୍ ମତେ କାମ ଦେଇଥିଲା ସାର୍। ପ୍ରିଲିମ୍ସ ରେ ପୁରା ସେଇ 10ଟା ଟେଷ୍ଟ ମୋ ଲାଇଫ ଚେଞ୍ଜ କରିଦେଇଥିଲା। ହୁଏତ ଆପଣଙ୍କୁ ମୁଁ ଦେଖା ନ ହୋଇଥିଲେ ମେ ବି ଏଥର ସିଲେକ୍ସନ ତ ଆସିନଥାନ୍ତା ସାର୍। ନାଇଁ ନାଇଁ ରବୀନ୍ଦ୍ର, ଏଇଟା ତ ମାନେ ବହୁତ ବଡ଼ ଷ୍ଟେଟମେଣ୍ଟ ହେଇଗଲା। ମୋତେ ଏମିତି ପର୍ସନାଲି ଫିଲ୍ ହୁଏ କି ଆମେ ଟିକେ ନେଇଯାଉ ପିଲାମାନଙ୍କ କ୍ରେଡ଼ିଟ୍, ବଟ୍ ଆକ୍ଚୁଆଲି କହିବା ପାଇଁ ଗଲେ ପିଲାମାନଙ୍କର କ୍ରେଡ଼ିଟ୍ ମାନେ ଯେଉଁ ସିଲେକ୍ସନ୍ ଯେତିକି ଜଣ ବି ହେଇଛନ୍ତି ସେଇଟା ତାଙ୍କର ନିଜର କ୍ରେଡ଼ିଟ୍। କ'ଣ ପାଇଁ ଦେଖ, ମୁଁ ସବୁବେଳେ କହେ ନା କି ତମ ସହିତ ଆହୁରି ଗୁଡ଼ାଏ ଥିଲେ, ଆଉ ତମର ମନେ ଥିବ ସେତେବେଳେ ତ କିଛି ଜଣା ହିଁ ନଥିଲା, ତମେ ପ୍ରିଲିମ୍ସ କ୍ଲିୟର କରିବ କି ନାହିଁ ସେଇଟା ବି ଜଣା ନଥିଲା। ମୁଁ ତମେ ଯେଉଁ ଜିନିଷ ଯେଉଁ ପେପରରେ ଲେଖିଥିଲ ନା, କ୍ୱେଶ୍ଚିନ୍ ପେପରରେ ସବୁ ଜିନିଷ ସର୍ଟରେ, ସେଇ ଜିନିଷ ମୁଁ ଗ୍ରୁପରେ ପଠାଇ ଦେଇଥିଲି କି ଦେଖ ଏମିତି ସବୁ ଜିନିଷ କର ସୋ ଦ୍ୟାଟ୍ କି ତମେ କୁଇକଲି ରିଭାଇଜ କରିପାରିବ। କ'ଣ ପାଇଁ ଜଲ୍ଦି, ଏବେ ମୋ ଆଗରେ ଲକ୍ଷ୍ମୀକାନ୍ତ ପୁରା ଅଛି ନା, ତ ମୁଁ ଏକ୍ଜାମ୍ ଆଗରୁ ଲକ୍ଷ୍ମୀକାନ୍ତ ରିଭାଇଜ କରିପାରିବିନି। ବଟ୍ ୱାନ୍ସ ମୁଁ ଟେଷ୍ଟ ଯାକ ଟେଷ୍ଟ ଗୁଡ଼ା ଦେଇକି ଯଦି ସେଇ ଟେଷ୍ଟ ଉପରେ ହିଁ ଟିକେ ଟିକେ ଲେଖିଦେଇଛି, ମୋତେ ସେଇଟା ରିଭିଜନ କରିବା ପାଇଁ 2 ଘଣ୍ଟା ଲାଗିବନି। ପୁରା ଏଇଟା ତ 10ଟା ଟେଷ୍ଟ କହୁଛି, ମୁଁ କହୁଛି 25-30ଟା ଟେଷ୍ଟ ରିଭିଜନ ହେଇଯିବ 2-3 ଘଣ୍ଟା ଲାଗିବନି। କ'ଣ ପାଇଁ, ତମେ ଜାଣିଛ ଏଇ ଟେଷ୍ଟ ଏଇ ଟେଷ୍ଟ ଦେଇଥିଲ, ଏଇ କ୍ୱେଶ୍ଚିନ୍ ସଲ୍ଭ କରିଥିଲ। ତ ସେଇ ଜିନିଷ ମୁଁ ବାର ବାର କହିକି ଆସିଛି, ଯୋଉଟାକି ଏଇଥର ବହୁତ ଜଣ କରିଛନ୍ତି, ଡେଫିନେଟଲି ଆହୁରି ଆଗକୁ କରିବେ। ଏଇ ଜିନିଷ ଗୋଟେ ଆଜ୍ଞା ସାର୍, ପ୍ରେସିଡେଣ୍ଟ ସେଟ୍ କରିବ। ଆପଣ ସାର୍ ଯୋଉ ଟେଷ୍ଟ ଗୁଡା କୁହନ୍ତି, ଗୋଟେ କଥା କହିଥିଲେ ଯେ ତମର ସର୍ଟନୋଟ୍ସ ଏମିତି ହବା ଦରକାର ନା, ଲାଷ୍ଟ ଟାଇମରେ ରିଭିଜନ ଏମିତି ହେଇଥିବା ଦରକାର ଯେମିତି ଖାଲି ଉଲ୍ଟଉଥିବ ଏମିତି, ମାନେ ରିଭିଜନ ଟା ଏମିତି ଉଲ୍ଟା ହବାର ଯେମିତି ଥାଏ, ମାନେ ରିଭିଜନ ଏଇ ଭଳିଆ ଲେବୁଲରେ ହେଇଯିବା ଦରକାର ଏକ୍ସାମ ଟାଇମ ବେଳକୁ। ଓକେ, ମୋର ମନେ ଅଛି ସାର୍, ମୁଁ ସାର୍ ୟା ଇମ୍ପ୍ଲିମେଣ୍ଟ କରିଥିଲି ସାର୍ ସେଇ କଥା। ଆଚ୍ଛା। ସୋ କମିଂ ଟୁ ମେନ୍ସ, ତ ମେନ୍ସରେ ଆମେ ଜିଏସ୍ ପାର୍ଟକୁ ଯିବା ଫାଷ୍ଟ, ଆଉ ତାପରେ ଅପସନାଲ ପାର୍ଟକୁ ଯିବା। ବହୁତ କମ୍ ପିଲା ନିଅନ୍ତି ଫିଜିକ୍ସ, ଡରିକି ଫିଜିକ୍ସ ନିଅନ୍ତିନି। ଯାହାର ବ୍ୟାକଗ୍ରାଉଣ୍ଡ ଥାଏ, ତମର ତ ପିଜି ଥିଲା, ତମେ ବେଟର କରୁଥିଲ ଫିଜିକ୍ସ ସେଥିପାଇଁ ନେଇଥିଲ। ବଟ୍ ଠିକ୍ ଅଛି, ଲେଟ୍ ଅସ୍ କମ୍ ଟୁ ଦ ଜିଏସ୍ ପାର୍ଟ। ଜିଏସ୍ ପାର୍ଟ ତ ସମସ୍ତଙ୍କ ପାଇଁ ସମାନ ନା। ଆଉ ଏସେ ପାର୍ଟ, ତମର ସବୁଠୁ ବଡ଼ ଡର ଥିଲା ଏସେ। ଆଉ ଏସେ ପରେ, ଏସେ ଦେଇକି ଆସିଲା ପରେ ତମେ ଗୋଟେ ମେସେଜ ମୋତେ କରିଥିଲ କି ସାର୍ ଗଡ଼ବଡ଼ କରିଦେଇଛି, ଏସେ ତ ଯୋଉଟା ଆମେ ପଢ଼ିଥିଲେ ଆସିଛି, ଯୋଉଟା କ୍ୱେଶ୍ଚିନ୍ ଦିଆହେଇଛି ବଟ୍ ମୁଁ ଗଡ଼ବଡ଼ କରିଦେଇଛି, ଏଇ ଜିନିଷ କହିଥିଲ ତମେ। ତମର ମନେ ପଡୁଛି ନା? ତ ତମେ ତମର ମେନ୍ସର ସେଇ ପ୍ରିପାରେସନ୍ ସାର୍ ବିଷୟରେ ସାର୍ କୁହ। ମନେ ଅଛି, ମନେ ଅଛି। ଜିଏସ୍ ଆଜ୍ଞା ର ସାର୍। ପ୍ରିପାରେସନ୍ ସାର୍ ବିଷୟରେ କହ ପିଲାମାନଙ୍କୁ। ମେଥ୍ସ ପାଇଁ ମୋର କମ୍ପ୍ଲିଟଲି ରିଲାଏ ତ ମୋର କିଛି ନଥିଲା। ଓଏସ୍ ଏକାଡେମୀର ଟେଷ୍ଟ ହେଇଛି, ତା ଆଗରୁ ମୁଁ ଆଡଭାନ୍ସ ବୁକ୍ କରିଥିଲି। ସାର୍ ମୋ ପାଇଁ ଗୋଟେ ସିଟ୍ ରଖିଦେଇଥିବେ। ସାର୍ କହିଲେ ଠିକ ଅଛି ରବୀନ୍ଦ୍ର, ମୁଁ ଗୋଟେ ସିଟ୍ ରଖିଦେବି ହେଲା, କାର୍ଡ ସରିଯିବ ବୋଲି ମୁଁ ଡରରେ ଥିଲି। ତେଣୁ ମେନ୍ସ ଦେଲି ସାର୍। ମେନ୍ସ ର ମୁଁ ସାର୍ କିଛି, କାରଣ ମୋର ପ୍ରଥମରେ ମେନ୍ସ ପାଖରେ ଏତେ ମେଟେରିଆଲ ନଥାଏ। ମୁଁ କରିଥିଲି ତା ପୂର୍ବ ବର୍ଷ ମେନ୍ସ ପ୍ରିପାରେସନ, ଏତେ କରିନଥିଲି। ଏନ୍ସାର ଏନ୍ସାର ଗୁଡାକ କଣ ହୁଏ ନା, ଏନ୍ସାର ମୁଁ ବହୁତ ଭେଗ୍ୟୁ ଲେଖିଥିଲି। ଫାଷ୍ଟ ଗୋଟେ ଏନ୍ସାର ତ ବହୁତ ଖରାପ ଯାଇଥିଲା, ଟେଷ୍ଟ ଦେଇଥିଲି। ସେତେବେଳେ ପେନ୍ ବି, ପେନ୍ ବହୁତ ମ୍ୟାଟର କରେ। ସେଗୁଡାକ ମୁଁ 3 ଟଙ୍କିଆ ପେନ୍ ଲେଖୁଥିଲି, ସେଗୁଡା ପୁରା କାଳି ବୁହେ କିଛି ସମୟ ପରେ। ତାପରେ ସାର୍ ମୁଁ ପ୍ରଥମେ ଟେଷ୍ଟଟା 2 ଘଣ୍ଟା ଦେଇଥିଲି। ଆପଣ ତାପରେ ମତେ କଲ୍ କଲେ, ରବୀନ୍ଦ୍ର ଏକ୍ସାମ ର ପ୍ରଥମ 2ଟା ଟେଷ୍ଟ ଠିକ ଅଛି, ତାପରେ ଧୀରେ ଧୀରେ ଚେଞ୍ଜ କରିବ, କାହିଁକି ନା ତମେ ଯଦି ସ୍ପିଡ ନ ଧରିବ ଆକ୍ଚୁଆଲ ଏକ୍ସାମ ରେ ଧରି ପାରିବ ନାହିଁ। ତେଣୁ ସାର୍ ଆପଣ ଯୋଉ ଟେଷ୍ଟ ଆସେ ନା, ମୁଁ ଆପଣଙ୍କ ସହିତ ପ୍ରାୟ ସାର୍ କଣ୍ଟାକ୍ଟ ସେତେବେଳେ ଥାଏ। ମୁଁ ଯେହେତୁ ଆପଣ ସାର୍ କଲରେ ବିଜି ଥାନ୍ତି, ମୁଁ ମେସେଜ କରେ। ଏଇଟା ହିଁ ଠିକ ଅଛି, କାହିଁକି ନା ସାର୍ ବହୁତ ଜଣ ଗାଇଡାନ୍ସ ଦଉଛନ୍ତି। ମେସେଜ କରିଦେଲେ ସାର୍ଙ୍କର ଏତିକି ଭଲ ଲାଗେ ଯେ ସାର୍ ସପୋର୍ଟିଭ ବହୁତ। ଅଲଗା କିଛି ଜଣ ତ କଲ୍ ଉଠାନ୍ତିନି, ସାର୍ ଯାହା ମେସେଜ ରିପ୍ଲାଏ ଟେ ଦିଅନ୍ତି, ହଁ ରବୀନ୍ଦ୍ର ଠିକ ଅଛି, ଏଇଆ କର। ସାର୍ ପୁଣି ଫ୍ରି ହେଇକି କଲ୍ କରନ୍ତି। ଏବେ ବି ମୋ ସମୟ ଅଛି, ସାର୍ ଦିନେ ତାଙ୍କ ଘର ବଲାଙ୍ଗୀର ଯାଉଥିଲେ, ରାତିରେ ବସ ରେ ମୋ ସହିତ ଘଣ୍ଟେ, ସାର୍ ଯେତେବେଳେ ଖାଆନ୍ତି ମୋ ସହିତ କଥା ହୁଅନ୍ତି। ମୋର ଏମିତି ମନେ ଅଛି, ସାର୍ ଟାଇମ କାଢି କଥା ହଉଥିଲେ। ଏତିକି ଭଲ ଲାଗୁଥାଏ। ଦିନେ ବସ ରେ ସାର୍ ଯାଉଥାନ୍ତି, ସେଇ ସମୟରେ ମୋ ସହ କଥା ହେଇଯାଉଥାନ୍ତି ବସ ରେ, ବଲାଙ୍ଗୀର ଯାଉଥିଲେ। ତ ମେନ୍ସ ରେ କଣ କଲି, ସାର୍ ଯେ କଥା ଗୁଡାକ ଦେଲେ, ତାଙ୍କ ମୋ ତ ଓଡିଶା ପାର୍ଟ ଏତେ ନଥାଏ। ମୁଁ ଚାର୍ଟ ଜିପିଟି ମେନଲି ଫଲୋ କରିଥାଏ। ସେଇ ଯୋଉ ମେଟେରିଆଲ ଗୁଡା ସାର୍ ଦେଲେ, ଯୋଉ ତାପରେ ଟେଷ୍ଟ ପରେ ସେଗୁଡା ଦେଲେ, ମୁଁ ସେଗୁଡାକ ଟିକେ ଟିକେ ନୋଟ ଡାଉନ କଲି। କାହିଁକି ନା ମୁଁ ଦେଖିଲି ମୋର ଓଡିଶା ପାର୍ଟ ଭଲସେ କରିବାର ଅଛି। ଆଉ ଓଡିଶାର ମୁଁ ଗୋଟିଏ ଏଇଥର ଦେଖିଲି, ଯେହେତୁ GS1 ରେ ସାର୍ ବହୁତ ଓଡିଶା ସେ ଫୋକସ କରିଥିଲା। ମୁଁ ଯେହେତୁ ପୁରା ଓଡିଶା ପାର୍ଟ, ମୋର କିନ୍ତୁ କିଛି ପ୍ରୋବ୍ଲେମ ହେଇନି, କାରଣ ମୁଁ ଓଡିଶା ପାର୍ଟ ସାର୍ ଆପଣଙ୍କଠୁ ପୁରା ପ୍ରିପେୟାର ଥିଲି। ମୁଁ ଓଡିଶା ପାର୍ଟ ସାର୍ ସବୁ ଲେଖିଛି, କାହିଁକିନା ଓଡିଶା ପାର୍ଟ ବହୁତ କ୍ୱେଶ୍ଚନ ଏଥର GS ବାଲା ସାର୍ ପକେଇ ଦେଇଥିଲା, ଥୁଇ ଦେଇଥିଲା ଓଡିଶା ପାର୍ଟ।
GS1 ରେ ତେଣୁ ମୁଁ ସବୁ ଯେହେତୁ ନୋଟ୍ ସାର୍ କରି ଚାଲିଥିଲି ତ ମତେ ଓଡିଶା GS1 2 ମତେ ଏତେ କିଛି ପ୍ରୋବ୍ଲେମ କରିନଥିଲା ପ୍ରାୟ ସବୁ ମୁଁ ଟେଷ୍ଟ ଯେତେବେଳେ ଲେଖିଥିଲି ନା ସେ କ୍ୱେଶ୍ଚନ ମୋର ଏବେ ବି ମନେ ସାର୍ GS2 ମୁଁ 10 ମିନିଟ୍ ପୂର୍ବରୁ ସାରି ବସିଯାଇଥିଲି କାରଣ GS2 ମୁଁ ଏଇ ଲେବୁଲର ଲେଖିଥିଲି ପୁରା ଡାଇରେକ୍ଟ କ୍ୱେଶ୍ଚନ ଥିଲା ଆପଣଙ୍କ ଟେଷ୍ଟ ସିରିଜରୁ ବହୁତ ଗୁଡେ କ୍ୱେଶ୍ଚନ ସାର୍ ପଡି ଯାଇଥିଲା ଏଇ ସାର୍ ଯୋଉ ଆପଣ ମୋର ମନେ ରଖିବାର ଅଛି ସାର୍ ମାନେ ଯୋଉ ଫିଡବ୍ୟାକ୍ ଦଉଛନ୍ତି ତାର ଉପରେ କାମ କରିବାର ଅଛି ଯେ ଏଇ ପଏଣ୍ଟରେ ପ୍ରୋବ୍ଲେମ ରହୁଛି ଏଇ ଉପରେ ଆମକୁ ଇଏ କରିବାର ଅଛି ଆଉ ଗୋଟେ ନୋଟ୍ସ ବନେଇବାର ଅଛି କାରଣ ଲାଷ୍ଟ କୁ ସାର୍ ଯୋଉ କହିଥିଲେ 100 ରୁ 200 ପେଜର ନୋଟ ଗୋଟେ ହେଇଥିବା ଦରକାର ଯେମିତି 250 ପେଜେସ୍ ବି ହଉ କିଛି ଅସୁବିଧା ନାହିଁ ସେଇଟା ଆପଣଙ୍କ ତର ରେଡି ହବା ଦରକାର କାହିଁକି ନା ମୁଁ ନିଜେ ବି ଫିଲ୍ କରୁଛି ମୋର ଗୋଟେ ଗୋଟେ ନୋଟ୍ସ ନଥାଏ କାରଣ ଆଜି GS1 GS2 ଅଛି ସେଦିନ ଆମେ ଦେଇକି ଆସିଲା ପରେ ଏତେ ଥକା ଲାଗେ ନା ଆମେ ଶୋଇଯାଉ ଆଉ ଗୋଟେ ଦିନ ଆମର ଥାଏ ଆଉ ଯଦି ଆମ କତର ସେଇଭଳିଆ ନୋଟ୍ସ ନଥିବ ମାନେ ବହୁତ ଅଳ୍ପ ପେଜର ଆମେ ରିଭିଜନ କରିକି ଯାଇପାରିବା ନାହିଁ GS ତେଣୁ ମୁଁ ଟେଷ୍ଟ ସିରିଜ ଗୁଡାକ ଭଲସେ ସାର୍ ଯାହା ଦେଇଥିଲେ ମୁଁ ସେଟା ରିଭିଜନ କରେ ସେଇଗୁଡାକ ମୁଁ ବହୁତ ଟାଇମ ରିଭିଜନ କରେ ମାନେ ମୁଁ ଇଣ୍ଟରଭାଲରେ ମଝିରେ ମଝିରେ ରିଭିଜନ କରିବାର ଅଛି ଟିକେ ନିଜକୁ ଇଫର୍ଟ ଦବାର ଅଛି ମୁଁ ସତ କହୁଛି ଏଠି ମୁଁ ବେଶୀ ସମୟ ପଢିନଥିଲି କାରଣ ମୋର ଟାଇମ ନଥିଲା ମୁଁ ସେଇ ଟ୍ରାଏ କରୁଥିଲି 6 ଘଣ୍ଟା ପଢିବା ପାଇଁ କିନ୍ତୁ ସେ 6 ଘଣ୍ଟା ମୋବାଇଲ କଲେଜରୁ ଆସେ ମୋବାଇଲ ଟା ସୁଇଚ ଅଫ୍ କରିଦିଏ ନହେଲେ ଏୟାରପ୍ଲେନ ମୋଡ ଅନ୍ କରେ ପାଠ ପଢି ଚାଲେ ଆଉ ଗୋଟେ ଫରେଷ୍ଟ ଆପ୍ ଥିଲା ଡକ୍ଟର ଶିବିନ ଚୌଧୁରୀ ସାର୍ କହିଥିଲେ ମୁଁ ସେଇ ଫରେଷ୍ଟ ଆପ୍ ଟାକୁ ଫଲୋ କରେ ପାଠ ପଢିବାକୁ ବସିବି ଅନ୍ କରିବି ପାଠ ପଢିବାକୁ ଉଠିବି ବନ୍ଦ କରିଦିଏ ମୁଁ ସବୁବେଳେ ସେ ଟ୍ରାକ୍ ଟା ଚେକ୍ କରୁଥିଲି ଯେ ମୋର 360 ରୁ ଉପରକୁ ଯିବା ଦରକାର 360 ରୁ ତଳକୁ ଆସିବା ଦରକାର ନାହିଁ ସେ ଗ୍ରାଫ ଟା ସବୁବେଳେ ଟ୍ରାଏ କରୁଥିଲି ଯେ 6 ଘଣ୍ଟା ପଢିବି କିନ୍ତୁ ଡେଲି ପଢିବି ଛାଡିବାର ନାହିଁ ଡାଉନ ଫେଜ୍ ତ ଆସିବ ଡାଉନ ଫେଜ୍ ବେଳେ ମାନେ ସାର୍ ମୁଁ ଛୁଆ କାଗର କହିବିନି ଆକ୍ଚୁଆଲି ମତେ ଡାଉନ ଫେଜ୍ ବେଳେ ଏଇ ସବୁ କଥା ଆସେ କିନ୍ତୁ ମୁଁ ସାର୍ ସବୁବେଳେ ଦେଖୁଥିଲି ଆକ୍ଚୁଆଲି ମତେ ଗୋଟେ ଗୀତ ଭଲ ଲାଗେ ସେଇ ଠୁକରା କେ ମେରା ପ୍ୟାର ମେରା ଇଲ୍ତ କାମ ଦେଖେକି ସେଇ ଗୀତଟା ସାର୍ ମୁଁ ସବୁବେଳେ ଦେଖୁଥାଏ ସେଇ ଗୀତଟା ସାର୍ ମୁଁ ସବୁବେଳେ ଦେଖୁଥାଏ ମାନେ କାହିଁକି କେଜାଣି ସେଇ ଗୀତଟା ଭଲ ଲାଗେ ସାର୍ ମାନେ ସେଇ ଗୀତଟା ମତେ ବହୁତ ମୋଟିଭେସନ ଦେଇଦିଏ ଯାହା ମୁଁ ଏମିତି ପଢିବାର ଅଛି ମତେ ମାନେ ରିୟାଲିଟି ସାର୍ କିଛି ମାନେ ସେମିତି ଇଏ ନାହିଁ ମୁଁ କିନ୍ତୁ ସାର୍ ସେଇ ଗୀତଟା ଦେଖୁଥାଏ ମତେ ସବୁବେଳେ ଯେ ବହୁତ ମୋଟିଭେସନ ଲାଗେ ମାନେ କହୁଛି ସାର୍ ଆକ୍ଚୁଆଲି ମୁଁ ବହୁତ ଦେଖେ ସେଟା ଆଉ ସାର୍ କୋଉଟା ଆହୁରି ମତେ ଯେତେବେଳେ ଖରାପ ଲାଗେ ମାନେ ଦୁଃଖ ଲାଗେ ମାନେ 12th ଫେଲ ଯୋଉ ନା ସାର୍ ଆମର ଯୋଉ ମନୋଜ ସାର୍ ଯେତେବେଳେ ପାଠ ପଢୁଥାନ୍ତି ପୁରା ମୁଣ୍ଡ ବୁଡେଇକି ଆଣି ପୁରା ପାଠ ପଢିକି ଲେଖୁଥାନ୍ତି ଏମ ସାର୍ ସେଗୁଡା ମୁଁ ଦେଖେ ଯେ ଯିଏ କଷ୍ଟ କରିଛି ସେ ପାଇବ ନିଶ୍ଚିତ ଏଇ ଜିନିଷଟା ମଝିରେ ମଝିରେ ଦରକାର ଆମକୁ କିଛି ସମୟ ପାଇଁ ସାଟିସ୍ଫାକ୍ସନ ଦିଏ କିନ୍ତୁ ମତେ ବହୁତ ମୋଟିଭେସନ କରେ ମୁଁ ଯୋଉଗୁଡା ଆକ୍ଚୁଆଲି ଫିଲ୍ କରୁଛି ସାର୍ ମୁଁ ସେଗୁଡା ଜେନ୍ୟୁନଲି କହୁଛି ଯେ ଏଇଗୁଡାକ ମତେ ମୋଟିଭେସନ ଦେଇଛି ସେଇ ଟାଇମରେ ସାରଙ୍କ ଟେଷ୍ଟ ମୁଁ ଦେଇ ଚାଲିଲି ମତେ ସାର୍ କହିଲେ ରବୀନ୍ଦ୍ର ତମେ 27ଟା ଟେଷ୍ଟ 20ଟା ପାଖାପାଖି ଦିଅ ମୁଁ ଦେଲି ଟେଷ୍ଟ ଦେଲି ମୁଁ ଟେଷ୍ଟ ବନ୍ଦ କଲିନି ମୁଁ ଟେଷ୍ଟ ଦେଲି କାରଣ ମୋର ଟ୍ରଷ୍ଟ ଥିଲା ଯେ ମୁଁ ଟେଷ୍ଟ ଦେବି ମୁଁ ଖରାପ ଲେଖିବି ସାର୍ ଗୋଟେ କଥା କହିଥିଲେ ତମେ ଯେତେ ଝାଳ ବୋହିବାର ଅଛି ଏଇଠି ବୁହାଅ ଯେତେ ଖରାପ ଲେଖିବାର ଅଛି ଏଇଠି ଲେଖାଅ କାରଣ ଏଠି ତମେ ଦେଖିବ ମୁଁ ଦେଖିବି ଆକ୍ଚୁଆଲ ଏକ୍ସାମରେ ଯେମିତି ଏଇଟା ନ ହଉ ଯାହା ହଉ ସାର୍ ସେଇଗୁଡାକ ମତେ ସାର୍ ବହୁତ ହେଲ୍ପ କରୁଛି ଏସେ କଥା ମୁଁ କହୁଛି ଏସେ ସାରଙ୍କ ଟେଷ୍ଟ ଗୋଟେ ପଡିଥିଲା ଏନଭାରମେଣ୍ଟାଲ ସଷ୍ଟେନେବିଲିଟି ଗୋଟେ ଡିଜାଷ୍ଟର ରିଲେଟେଡ କରିକି ଯେ ଆମ କାମ ହିଁ କେମିତି ବାଲାନ୍ସିଂ କରିବା ଏନଭାରମେଣ୍ଟାଲ ପ୍ରୋଟେକ୍ସନ ୱିଥ ଡେଭଲପମେଣ୍ଟ ସେଇଟା ପଡିଥିଲା ଆମର ନର୍ମାଲ କମ୍ପଲସରୀ ପେପରରେ ମୁଁ ଆସିକି ସାରଙ୍କୁ ମେସେଜ କରିଦେଲି ସାର୍ ଡାଇରେକ୍ଟ ଆମର ଏଇଟା ମୁଁ ଲେଖିଛି ଏଇଟା ମୁଁ ଆପଣଙ୍କୁ ଲେଖିକି ପଠେଇଥିଲି କିନ୍ତୁ ଏସେ ଦିନ କଣ ହେଲା ଫିଲୋସଫିକାଲ ଏସେ ପଡିଥିଲା ମୁଁ ଲେଖିଥିଲି ମାନେ ଲେଖିକି ଆସିଛି ମଲ୍ଟି ଡାଇମେନସନାଲ ମୁଁ ଲେଖିଥିଲି ମୁଁ କଣ କଲି ସାର୍ ଏସେଟାକୁ ମୋର ତ ଏଠି ଦିଟା ବିଷୟ ଟେଷ୍ଟ ଦେଇଥିଲି ମୋର ମନେ ଅଛି 50 50 100 ଥିଲା ଦିଟା ଟେଷ୍ଟ ଲେଖିଥିଲି ସେଠି କିନ୍ତୁ ସାର୍ କହିଥିଲେ ଦେଖିବ ରବୀନ୍ଦ୍ର ଏ ମାର୍କ ନିଶ୍ଚିତ ବଢିବ କିଛି ଅସୁବିଧା ନାହିଁ ମୋର ବଢିଥିବ ନିଶ୍ଚିତ ମୁଁ ଜାଣିଛି ମୁଁ କଣ କଲି ଯେତେବେଳେ ଏମିତି ଏସେ ପଢିଛି ମୁଁ ତାକୁ ଷ୍ଟୋରି କଲି ଦିଟା ଷ୍ଟୋରି ମୁଁ ଦିଟା ଟେଷ୍ଟ ଏସେ ଲେଖିଥିଲି ଜେଣ୍ଡର ଇଜ ସୋସିଆଲ କନଷ୍ଟ୍ରକ୍ଟ ଇନଜଷ୍ଟିସ ଏନୱେୟାର ଇଜ ଥ୍ରେଟ ଟୁ ଜଷ୍ଟିସ ଏଭ୍ରିୱେୟାର ମୋ କଥା କିନ୍ତୁ ସାର୍ କଣ ଥିଲା ଆପଣ ଯୋଉ GS3 ର ଗୁଡାଏ ଡାଟା ଆଉ ସବୁ ଆପଣଙ୍କର ଯୋଉ ଦିଅନ୍ତି ନା ସବୁ ଗଭର୍ଣ୍ଣମେଣ୍ଟ ସ୍କିମ୍ସ ଓଡିଶା ସ୍କିମ୍ସ ସେଗୁଡା ସବୁ ରଖିବା ଦରକାର ବହୁତ ଦରକାର ଏଗୁଡାକ ଆବଶ୍ୟକ କଣ ଧର ମୁଁ ଯେକୌଣସି ଗୋଟେ ଆର୍ଗୁମେଣ୍ଟ ଲେଖୁଛି ସାର୍ ଏସେରେ ଖାଲି ଲେଖିଦେଲେ ହବନି ସାର୍ ମୁଁ ତାକୁ କଣ କରିଥିଲି ତା ସହିତ ଏଇ କମିଟିର ରିପୋର୍ଟ ଦେଇଥିଲି ମନେକର ସପୋଜ ମୁଁ ଲେଖିଲି ଓମେନ ର ଗୋଟେ ଇନଜଷ୍ଟିସ ହଉଛି ଇକୋନୋମିକ ଇନଜଷ୍ଟିସ କିନ୍ତୁ ସେଇଟା ସେ ଯିଏ ଦେଖୁଛନ୍ତି ଏକ୍ସାମିନର ସେ କେମିତି ଜାଣିବେ ଇନଜଷ୍ଟିସ ହଉଛି ଯେ ଆକର୍ଡିଂ ଟୁ ଲେବର ଫୋର୍ସ ପାର୍ଟିସିପେସନ ସର୍ଭେ ଏତିକି ପରସେଣ୍ଟ ଓମେନ ଏବେ ବି ଯୋଗ ଦଉଛନ୍ତି କାରଣ ସିଏ ଜାଣିଲେ ଯେ ଛୁଆଟା ସେ ଡାଟାକୁ ଭ୍ୟାଲିଡ କରିବା ପାଇଁ ଆକ୍ଚୁଆଲି ପ୍ରୁଫଟା ଦେଇଛି ସେଇଭଳିଆ ସାର୍ ମୁଁ ଡାଟା କିଛି କିଛି ଦଉଥିଲି ଲାଷ୍ଟରେ କଣ ହଉଥିଲା କିଛି କିଛି କମିଟି
ସୁପ୍ରିମକୋର୍ଟ ଜଜମେଣ୍ଟ ବି ସାର୍ ମୁଁ ଏଣ୍ଟ୍ରି କରେଇଛି, ପ୍ଲସ୍ ଲାଷ୍ଟ ଗଭର୍ଣ୍ଣମେଣ୍ଟ ସ୍କିମ୍ସ ପ୍ଲସ୍ ଏଥିକ୍ସ ସାର୍, ଏଗୁଡାକ ମୁଁ ସବୁ ପୁରା ଜିଏସ୍ କୁ ସେଠି କଭର କରୁଥାଏ। ସୁପ୍ରିମକୋର୍ଟ ଜଜମେଣ୍ଟ ବି ଦେଲେ ମାର୍କ ଉଠିବ, ସବୁର ଦବା ଦରକାର। କାରଣ ଖାଲି ସମସ୍ତେ ଏସେ ଲେଖିବେ, ସେଇ ଏସେ ଭିତରେ କିଛି ତ ଗୋଟେ ମାନେ ରହିବା ଦରକାର ନା, ଯେ ଭ୍ୟାଲିଡ କିଛିଟା ଗୋଟେ ଛୁଆକୁ ଆଟ୍ରାକ୍ଟ, ମଲ୍ଟି ଡାଇମେନ୍ସନାଲ ମୁଁ ଲେଖିଥିଲି। ଯେତେବେଳେ ମୁଁ ଦେଖିଲି ଏଇଟା, ମୁଁ ମଲ୍ଟି ଡାଇମେନ୍ସନାଲ ଲେଖିଥିଲି। ମୁଁ ଆକ୍ଚୁଆଲି ସାର୍ ଟପର୍ସ କପି ପଢିଛି ଇପିଏସ୍ ରୁ। ରାଓ ଆଇଏଏସ୍ ର ସେତେବେଳେ, ଏବେ ବନ୍ଦ କରିଦେଲାଣି ରାଓ ଆଇଏଏସ୍। ରାଓ ଆଇଏଏସ୍ ରେ ସାର୍ ପଛପଟର ଆଗରୁ ମାସକୁ ମାସ 4ଟା ଆସୁଥାଏ, କିନ୍ତୁ ଆଉ ଏବେ ଆସୁନି। କିନ୍ତୁ ସେଇଟା ମୁଁ ପଢୁଥାଏ, ମତେ ଗାଇଡ କରିଛନ୍ତି, ମାନେ କ୍ଲିଣ୍ଟନ ସାହୁ କହିଥାଏ ରାଓ ଆଇଏଏସ୍ ଟା ପଢ, ସେଇଠୁ ତୁ ଏସେ ର ଖୋରକ ପାଇଯିବୁ କେମିତି ଲେଖିବୁ। କିନ୍ତୁ ଯାହା ବି ହଉ ମୁଁ ଲେଖିକି ଆସିଥିଲି, କିନ୍ତୁ ସାଟିସ୍ଫାଏ ମୁଁ ନଥିଲି ଯେ ମୁଁ ଏସେ ଭଲସେ ଲେଖିଛି ବୋଲି। ତାପରେ ସାର୍ ଆସି କଲ୍ କଲି, ସାର୍ ମୁଁ ଏସେ ଲେଖିଛି ସାର୍, ମୋର ଭଲ ହେଇନି। ସାର୍ କହିଲେ ରବୀନ୍ଦ୍ର ତମକୁ ସମସ୍ତଙ୍କୁ ଲାଗେ ଏମିତି ଭଲ ହେଇନି, କିନ୍ତୁ ଦେଖିବ ତମେ ଯେତିକି ଭାବୁଥିବ ତାଠୁ ଭଲ ମାର୍କ ଆସିବ ପରୀକ୍ଷାରେ। ଏଇ କଥାଟା ମୋର ଏବେ ବି ମନେ ଅଛି। ଆଚ୍ଛା ରବୀନ୍ଦ୍ର, ଏସେ ଭଲ ହେଇଥିଲା। ଆଚ୍ଛା ରବୀନ୍ଦ୍ର, ଗୋଟେ କ୍ୱେଶ୍ଚିନ୍ ତମକୁ। ଆମ ପିଲାମାନେ ସବୁ ବହୁତ ଏବେ ଏବେ ଯେତିକି ଶୁଣ, ଯେଉଁମାନେ ଏଇ ଶିକ୍ଷାବର୍ଷରେ ଆସିଛନ୍ତି, ଏଇ ମାନେ ଆମର ଏକାଡେମିକ୍ ଇୟର୍ରେ ଆସିଛନ୍ତି, ସେମାନଙ୍କ ମନରେ ଓଡ଼ିଶା ପାର୍ଟକୁ ନେଇକି ବହୁତ ଡାଉଟ୍। ପ୍ରିଲିମ୍ସରେ ବି, ଏବେ ତ ପ୍ରିଲିମ୍ସ ଅଛି ନା, ଏବେ ତ ପ୍ରିଲିମ୍ସରେ ବହୁତ ଡାଉଟ୍, ଆଉ ମେନ୍ସରେ ବି। ତ ମୋତେ ଫାଷ୍ଟ କୁହ କି ପ୍ରିଲିମ୍ସରେ ଓଡ଼ିଶା ପାର୍ଟ ତମେ କେମିତି ପ୍ରିପେୟାର କରୁଥିଲ? କେତେଟା ଓଡ଼ିଶା ପାର୍ଟ, ଓଡ଼ିଶା ସାର୍ ହିଷ୍ଟ୍ରି ପାଇଁ କେତେଟା ବହି ପଢିଥିଲ, ଓଡ଼ିଶା ଇକୋନୋମି ପାଇଁ କେତେଟା ବହି ପଢିଥିଲ? ସେଇଟା କୁହ କୁହ। ସାର୍ ବୁଝିଲି। ସାର୍ ପ୍ରୋବ୍ଲେମ କଣ ହଉଛି, ଆମେ ସବୁବେଳେ ସେଇ, ମୁଁ କହିଥିଲି ଆପଣଙ୍କ ସହିତ କଥା ହେଇଥିଲି, କହିଲେ ରବୀନ୍ଦ୍ର ସେ नो ଇୟର ଷ୍ଟେଟ୍ ଆୱାର୍ଡ ଓଡ଼ିଶା ପଢିଦିଅ। ମୁଁ ସାର୍ ସେଇଟାକୁ ପଢିକି ଯାଇଥିଲି। ଓଡ଼ିଶା ହିଷ୍ଟ୍ରି ସାର୍ ପ୍ରୋବ୍ଲେମ ହୁଏ କଣ, ସେ ନର୍ମାଲ ଟିକେ କ୍ୱେଶ୍ଚନ ପକାଏ, ଆଉ ଯୋଉଟା ଆସେ ସେଇ ଗୋଟେ ଦିଟା କ୍ୱେଶ୍ଚନ ଆମେ ଛାଡିଦେଲେ ସାର୍ ସିଲେକ୍ସନ ଅଟକିବନି ସେଠି। ସିଲେକ୍ସନ ଅଟକିବ ପଲିଟି କ୍ୱେଶ୍ଚନ ନ କରି ପାଇଲେ, ସିଲେକ୍ସନ ଅଟକିବ ଏନଭାରମେଣ୍ଟାଲ କ୍ୱେଶ୍ଚନ ନ କରି ପାଇଲେ। ଆଉ ଓଡ଼ିଶା ହିଷ୍ଟ୍ରି ସାର୍ ଏତେ ଡିପ୍ ଲେବୁଲର କେତେଟା ବହି ପଢିବୁ, ସେ ହରିହର ଦାସ, ସେ ମାନସ ରଞ୍ଜନ ପଣ୍ଡା, ଏତେ ବହି ସାର୍ ପଢିବୁ ନା ପଲିଟି ଟିକେ ପଢିବୁ ତା ଅପେକ୍ଷା। ସେଇଥିପାଇଁ ସାର୍ ମୁଁ କଣ କଲି, ମୁଁ ଜୋଗ୍ରାଫି ଟା ଫୋକସ ଦେଇଥିଲି। କାରଣ ଜୋଗ୍ରାଫି ଟା ଟିକେ ବୁଝି ହଉଥାଏ, କାରଣ ଜୋଗ୍ରାଫି ଟା ନର୍ମାଲ ଥାଏ, ଗୋଟେ କମନ ସେନ୍ସ ୟୁଜ କରିବି କରିହବ। ଆଉ ଯଦି ହାର୍ଡ ଆସିଲା ସାର୍ ସେଟା ସମସ୍ତଙ୍କ ପାଇଁ। ଆଉ ଓଡ଼ିଶା ହିଷ୍ଟ୍ରି ପଛରେ ସାର୍ ମୁଁ ଏତେ ଧ୍ୟାନ ଦେଇନଥିଲି। नो ଏବାଉଟ ୟୁର ଷ୍ଟେଟ୍ ସାର୍ ପଢି ଦେଇଥିଲି, ସେତିକି ଯାହା ଆସିଲା ଆସିଲା, ନହେଲେ ସାର୍ ଛାଡି ଦେଇଥିଲି ମୁଁ। ଆଉ ସେ ବହି ଦେଇ ଗୋଟେ ପଢିଥିଲା ଉପେନ୍ଦ୍ର ଭଞ୍ଜ ବହି ଦେଇ ସେଗୁଡା ସେଟା ଛୋଟ ବେଳୁ ସାର୍ ପଢିଥିଲି, ମାରିଦେଇ ପଳେଇ ଆସିଥିଲି। ଆଚ୍ଛା ଓଡ଼ିଶା ହିଷ୍ଟ୍ରି ପାଇଁ ସାର୍ ବେଶୀ, କିନ୍ତୁ ସାର୍ ଆର୍ଟ କଲଚର ଆକ୍ଚୁଆଲି ମେନ୍ସ ଆସିବ ସାର୍, ସେତେବେଳେ ଓଡ଼ିଶା ଉପରେ ଟିକେ ଫୋକସ କରିବା। ଓଡ଼ିଶା ଜୋଗ୍ରାଫି ହଉ, ଓଡ଼ିଶା ହିଷ୍ଟ୍ରି ହଉ ସାର୍, ବହୁତ କାମ ଦେଇଥିଲା। କାରଣ ମୁଁ ସେଗୁଡା ସବୁ ପଢିଥିଲି, ଟେଷ୍ଟ ସିରିଜରୁ ସେଗୁଡା ମିଳିଥାଏ। ସାର୍ ଟେଷ୍ଟ ସିରିଜ ଲେଖିବ ସେତେବେଳେ, ମୁଁ ତ 20ଟା ଲେଖିଛି, ମୁଁ ସଜେଷ୍ଟ କରିବି ଯେ 27ଟା ମିଶି ଲେଖ। ଆଉ ସେ 27ଟା ମିଶି ରିଭିଜନ କରିକି ଯାଉଛ ନା, ମାନେ ବହୁତ ବେନିଫିଟ ମିଳିଯିବ, ବହୁତ କ୍ୱେଶ୍ଚନ ସେଠି ମିଳିଯାଏ। ଆଉ ମେନ୍ସ କ୍ୱେଶ୍ଚନ ନ ଆସିଲେ ବି ସେତିକି ସାର୍ ଯେତିକି ଥାଏ କଣ୍ଟେଣ୍ଟ, ତାକେ ବି ମିଶେଇକି ସାର୍ ଆନ୍ସର ଲେଖି ହବ। ଏତିକି ମୋର। ଆଉ ଏଇଟା ଗୋଟେ ଯେ ମୁଁ ଶିକ୍ଷା ପାଇଛି, ପେପର ଇନକମ୍ପ୍ଲିଟ କରିବନି କେବେ। ପେପର ସାର୍ ମୁଁ ସବୁର, ମୋର ହାତ ସାର୍ ଏତେ ସ୍ପିଡ ଯାଇଥିଲା, ମୁଁ ପାଇଲଟ V5 ୟୁଜ କରୁଥିଲି। ମୁଁ ପ୍ରଥମ ପେନ୍ ୟୁଜ କଲା ପରେ ମତେ କ୍ଲିଣ୍ଟନ ସାହୁ ମୋ ଖାତା ଦେଖିଲା, କହିଲା ଏ ପେନ୍ କଣ ଲେଖୁଛୁ, ଚେଞ୍ଜ କର। ପାଇଲଟ ପେନ୍ କିଣିକି ଆଣିବି ଯା, 65 ଟଙ୍କିଆ, ତାକୁ ଲେଖିବା ପ୍ରାକ୍ଟିସ କର। ବହୁତ କାମ ଦେଇଥିଲା। କାହିଁକି ନା ସାର୍ କାଟରେଜରେ ବହୁତ, ମାନେ ସେ ଯୋଉ ଯେତେବେଳେ ଆମେ ଆକ୍ଚୁଆଲ ମେନ୍ ସାର୍ ଲେଖୁନା, ସେତେବେଳେ ଏତେ ପ୍ରେସର ଥାଏ ସାର୍, ଏଠି ଏକ୍ଜାମ ଦେବା ଘର କତର ଆଉ ସେଠି ଦବା ଭିତରେ ସାର୍ ବହୁତ ଡିଫରେନ୍ସ ମୁଁ ନିଜେ ଫିଲ୍ କରୁଛି। କାରଣ ସେଟା ହାତ ଥରେ ଷ୍ଟାର୍ଟ ହବ ଯେତିକି ନା ଶେଷ ହୁଏ, ମୁଁ ଖାଲି ପ୍ରଭୁକୁ ଡାକୁଥାଏ, ହେ ପ୍ରଭୁ ମୋ କଲମ ନ ଅଟକୁ, ମୋ କଲମ ଚାଲିଥାଉ। ସେଇଟା ସାର୍ ମୁଁ ପୁରା ଏନସିଓର କରିଥିଲି। ପେପର କମ୍ପ୍ଲିଟ, ଯଦି ଗୋଟେ ବି କ୍ୱେଶ୍ଚନ ଛାଡିକି ଆସୁଛ, ତାହେଲେ ଜାଣୁଛ ତମେ ସିଲେକ୍ସନରୁ କଟିବା, ମେନ୍ସରୁ କଟିବା ସିଓର। ମୁଁ ସାର୍ କେବଳ ଫିଜିକ୍ସ ଛାଡିକି ମୁଁ ଆଉ କୋଉ ଜିଏସ ର କ୍ୱେଶ୍ଚନ ଛାଡି ନଥିଲି। ମାନେ ମୋର ଠିକ ଠାକ ଥିଲା। ଜିଏସ୍ ମେନ୍ସ ପାଇଁ ସାର୍ ଯେତିକି ମେଟେରିଆଲ ଦେବେ ବହୁତ କାଫି ହେଇଯିବ, କାରଣ ବହୁତ କଣ୍ଟେଣ୍ଟ ତା ଭିତରେ ଭରିକି ଥାଏ। ଏତେ କଣ୍ଟେଣ୍ଟ ଥାଏ ସେଠି ତ ଜାଗା ନଥାଏ, କାରଣ ଆପଣଙ୍କୁ ତ ବହୁତ କିଛି ଲେଖିବାକୁ ପଡିବ। ଆଉ ସାରଙ୍କ ଯୋଉ ଆର୍ଥର ଏତେ ଏତେ ଗୋଟେ ଚାଖଡେ ଚାଖଡେ ଏନ୍ସାର ଦେଇଥାଏ, ମୁଁ ସାରଙ୍କୁ ଦିନେ ଫୋନ କଲି, ମୁଁ ସାର୍ ଏଗୁଡା ଏତେ ଲେଖା ଦେଇଛନ୍ତି, ତ 5-6 ପେଜ ଲେଖା ହଉଛି। ସାର୍ କହିଲେ ରବୀନ୍ଦ୍ର ସେସବୁ ତ ମୁଁ ଦେଇଛି କାହିଁକିନା ସବୁ ଜିନିଷ କଣ ତମର ମନେ ରହିବ, ଯେତିକି ମନେ ରହିବ ସେଠି ଲେଖିବ। ସେଇଆ ହେଇଥିଲା ସାର୍। ଯାହା ବି ହଉ ମେନ୍ ସାର୍ ବହୁତ ଭଲ ଯାଇଥିଲା, ବହୁତ ଭଲ କହିପାରିବିନି GS3, କାହିଁକି GS3 ମତେ 5ଟା କ୍ୱେଶ୍ଚନ ଆସିଥାଏ। କିନ୍ତୁ ଏତିକି କଥା ମୁଁ ମାଇଣ୍ଡରେ ମନେ ରଖିବାର ଅଛି ଯେ ଆମର ପ୍ରିଲିମ୍ସ ର ଯୋଉ ଗେନ୍ ଆମେ କରୁଛେ ନଲେଜ, କେବେ ୱେଷ୍ଟ ଯିବନି। କାହିଁକି ନା ସେତେବେଳେ ଏଇ ଯୋଉ ଫେକ୍ଚୁଆଲ ଡାଟା ବା କମିଟି ବା ଜଜମେଣ୍ଟ ସବୁ ତମେ ଯେତେବେଳେ ଲେଖୁଛ ପଏଣ୍ଟ ଗୁଡାକ ଆମେ ଲେଖିବା ସାର୍, ତାର କଣ କରିବା ସେଇଠି ଇନପୁଟ ଦବାର ଅଛି ଆମକୁ।
କାହିଁକି ନା ସୁପ୍ରିମକୋର୍ଟ ଜଜମେଣ୍ଟ ପଚାରିଥିଲା ଏ ବର୍ଷ ପଚାରିଥିଲା ସୁପ୍ରିମକୋର୍ଟ ଜଜମେଣ୍ଟ ବି ଡାଇରେକ୍ଟ ଗୋଟେ କ୍ୱେଶ୍ଚନ ମୋର ମନେ ଅଛି। ତେଣୁ ସେଇଗୁଡାକ ସବୁ ସେଠି ୟୁଜ ହବ। ଗୋଟେ ଏକ୍ସାମ୍ପଲ ଦଉଛି ସାର୍, ଗୋଟେ ଓଡିଶା ବଜେଟ ସାର୍ ପଢିଥିଲା, ଷ୍ଟ୍ରକ୍ଚର ଅଫ ଓଡିଶା ବଜେଟ। ତ ସାର୍ ମୁଁ ଆଉ ପଢି ନାହିଁ ଯେ ବଜେଟ, କିନ୍ତୁ ମୁଁ ପ୍ରିଲିମ୍ସ ଟାଇମରେ ମୋର ମନେ ଅଛି ଯେ ରେଭିନ୍ୟୁ ରିସିପ୍ଟ, କ୍ୟାପିଟାଲ ରିସିପ୍ଟ, ରେଭିନ୍ୟୁ କ୍ୟାପିଟାଲ ଏକ୍ସପେଣ୍ଡିଚର, ରେଭିନ୍ୟୁ ଏକ୍ସପେଣ୍ଡିଚର, ପୁରା ଗୋଟେ ଷ୍ଟ୍ରକ୍ଚର ବନେଇଦେଲି। କିନ୍ତୁ ମୋ ଡାଟା ମନେ ଥାଏ ଯେ ଓଡିଶା ବଜେଟ ଏ ବର୍ଷ ଏତିକି ହେଇଥିଲା, ଏଠିକି ଏତିକି ଯିବ, ଇନଫ୍ରାଷ୍ଟ୍ରକ୍ଚର। ତାପରେ ଗୋଟେ କମନ ସେନ୍ସ ୟୁଜ କଲି କେମିତି ହେଇଥିବ, ବଜେଟର ଏଇ ଭାଗ ଏତିକି ଯାଏ, ଏଇ ଭାଗ ଏତିକି ଯାଏ, ସିଆଡିକି ଲେଖିପାରିବ। କିନ୍ତୁ ମୁଁ ଷ୍ଟ୍ରକ୍ଚର ଟା ପୁରା ବନେଇ ଦେଇଥିଲି ସେଇ ପ୍ରିଲିମ୍ସ। ମାନେ ପାଠ ପଢା କିଛି କିଛି କାମ ଦିଏ ସାର୍ ସେଠିକି, ଆମକୁ ଲାଗେନି ସିନା କିନ୍ତୁ କାମ ଦିଏ ସାର୍, କେବେ ଲସ୍ ଯିବନି। ଆଚ୍ଛା, ତାହେଲେ ତମେ ମେନ୍ସ ପାଇଁ ଓଡ଼ିଶା କିଛି ଆଉ ପଢିନଥିଲ? କୋଉ ବୁକ୍ ପଢିଥିଲ କି ଓଡ଼ିଶା ପାର୍ଟ ମେନ୍ସ ପାଇଁ? ସାର୍ କିଛି ନଥିଲା ମୋ ପାଖରେ, ସେଇ ଯୋଉ ଆପଣ ଦେଇଥିଲେ ସେଇ ଟେଷ୍ଟ ସିରିଜ ଯୋଉଟା ମୁଁ ଲାଷ୍ଟ ଟାଇମରେ ପଢି ପକେଇଥିଲି। ତାକୁ ଆଉ ସାର୍ ମୋ ପାଖରେ କିଛି ଆଉ କୋଉ ଓଡିଶା ବହି ସାର୍ ସେତିକି ତ କାଫି ଥିଲା। ଯେ ଆର୍ଟ କଲଚର ପ୍ରାୟତଃ ଆପଣ ସବୁ କଭର କରିଦେଇଥିଲେ। ଆଉ ବହୁତ ଲାଷ୍ଟକୁ ତ ଭୂଇଁଆ ଅପରାଇଜିଂ ଇଏ ଅପରାଇଜିଂ ଆଉ ତ ବହୁତ ଦେଇଥିଲେ, ମୁଁ ଆଉ ପଢିନଥିଲି ସାର୍। ଯେତିକି ଦେଇଥିଲେ ତ ସେଗୁଡାକ ଡାଇରେକ୍ଟ କ୍ୱେଶ୍ଚନ, ହଁ ଏମିତି ଟିକେ ବୁଲେଇକି ପକେ, କିନ୍ତୁ କ୍ୱେଶ୍ଚନ ତ ସେଇଆ ଡିମାଣ୍ଡ କରୁଛି ନା। ମୁଁ ଆଉ ସାର୍ ମେନ୍ସର କିଛି ଓଡିଶା ପାଇଁ ସାର୍ କିଛି ପଢିନଥିଲି, ତାକେ ହିଁ ପଢିଥିଲି। ଆଉ କିଛି କିଛି ଗୋଟେ ପଢିଥିଲା ରିଜନାଲ ଡେଭଲପମେଣ୍ଟ ଅଫ ଓଡିଶା। ଏଟା ମୁଁ ନିଜେ ଭାବିଥିଲି ମତେ କେମିତି ଲେଖିବାର ଅଛି, ଯେ ନର୍ଦର୍ନ ଓଡିଶା, ସଦର୍ନ ଓଡିଶା, ସେଣ୍ଟ୍ରାଲ ଓଡିଶା, ଏମିତି ଭାଗ କରିକି କୋଉଠି କଣ ପ୍ରୋବ୍ଲେମ ଅଛି ଲେଖିଦେଇକି ଏକ୍ସାମ୍ପଲ ଦେଇଥିଲି। ଏମିତି କରିକି ଲେଖିଥିଲି ସାର୍। ମୁଁ ଆଉ କିଛି ଏକ୍ସଟ୍ରା ସାର୍ ଓଡିଶା ପାଇଁ ପଢୁନଥିଲି। ଆପଣଙ୍କ ଇଏ ହିଁ ଫଲୋ କରିଥିଲି। ଆଉ ଆପଣଙ୍କୁ ମୁଁ ଥରେ ଫୋନ କରିକି ସାର୍ ବି କହିଥିଲି, ସାର୍ ଏତେ କଣ ଡାଟା ଦଉଛନ୍ତି ସାର୍ ମନେ ରହିବନି। ସାର୍ କହିଲେ ରବୀନ୍ଦ୍ର ଥାଉ ସେଗୁଡାକ, ଛୁଆ ମାନଙ୍କୁ ପରେ ଯେମିତି ପରେ କେବେ କମ୍ପ୍ଲେନ ନ କରନ୍ତୁ, ମୁଁ କାହିଁକି କଣ୍ଟେଣ୍ଟ ର ଅଭାବ କଲି। ଏବେ ବି ମୋର ମନେ ଅଛି ସେ ୱାର୍ଡ। ତେଣୁ ବହୁତ ସାର୍ ସେଠି କାଫି ଥିଲା। ଡେଫିନେଟଲି କାଫି ଅଛି। ଆଉ ପ୍ରିଲିମ୍ସ ପାଇଁ ବି ମୁଁ ଯେତିକି ଜିନିଷ ଦିଏ, ମୁଁ ସବୁବେଳେ ଏଇଟା ଚେଷ୍ଟା କରେ କି ଆରେ ତମକୁ ଓଭରବର୍ଡନ୍ କରିବିନି। ମୁଁ ବି ଏକ୍ଜାମ ଦେଇଛି, ମୁଁ ଜାଣିଛି ତମେ କେତେ ଜିନିଷ ରିଭିଜନ କରିପାରିବ। ଏବେ ତମେ 5,000 ମାଗିବ କ୍ୱେଶ୍ଚିନ୍ କରେଣ୍ଟ ଆଫେୟାର୍ସର, 5,000ରୁ 50ଟା କ୍ୱେଶ୍ଚିନ୍ ରିଭାଇଜ କରିକି ଯାଇପାରିବନି ତମେ। ତାଠୁ ଭଲ 500 କ୍ୱେଶ୍ଚିନ୍ ସାର୍ 10 ଥର କରେଣ୍ଟ ପଢିକି ଆଫେୟାର ଯାଅ। ସାର୍ ଗୋଟେ କଥା, କରେଣ୍ଟ ଆଫେୟାର ସିଲେକ୍ସନ ସାର୍ କରେନି। ଆମେ ଭାବୁ କରେଣ୍ଟ ଆଫେୟାର ଯୋଉ ନାହିଁ ଦି ଦିନିଆ କଥା, ଆମ୍ବାସେଡର କିଏ ଇଏ କିଏ, ସେଇଟା ସିଲେକ୍ସନ ଡିଟରମାଇନ କରିବନି ଏକ୍ଜାକ୍ଟଲି। ସାର୍। କାହିଁକି ନା କାହିଁକିନା ସେଇ 4-5ଟା ଛାଡିଦେଲେ କଣ ଆମେ ସିଲେକ୍ସନ ନେଇଯିବା କି? ସିଲେକ୍ସନ ତ ମେନ୍ ତମେ ଯଦି, କାରଣ ମୋ ପଛପଟର ଯୋଉ ଛୁଆକୁ ଆସୁଛି ଦି ଚାରିଟା ଛୁଆକୁ, ଯଦି ମତେ ନ ଆସି ତାହେଲେ ସିଲେକ୍ସନ ସେଇଠି ଅଟକିବ। ପଲିଟି ଅଟକେଇବ ସିଲେକ୍ସନ। ଆଉ ତମେ ପଲିଟିରୁ ଯଦି ସାର୍ ଆମେ 10ଟାରୁ ଯଦି 5ଟା ଭୁଲ କରିଦେଇକି ମୁଁ ଆସିବି, ଆଉ ସିଲେକ୍ସନ ଯଦି କହିବି ମୋର କାହିଁକି ହେଲାନି ସାର୍, ସେଟା କେବେ ହବ କି? ଆଉ ଯଦି କରେଣ୍ଟ ଆଫେୟାର୍ସ ଏମିତି ପଡୁଛି, କରେଣ୍ଟ ଆଫେୟାର ଗୋଟେ ଭାଷ୍ଟ, କେତେ ପଢିବି ସାର୍? ନର୍ମାଲ କିଛିଟା ପଢିପାରିବି। ତେଣୁ କରେଣ୍ଟ ଆଫେୟାର୍ସ ଉପରେ ପୁରା ରିଲେ କରିକି ଷ୍ଟାଟିକ ସବଜେକ୍ଟ ଯଦି ମୁଁ ଭୁଲିଯିବି ସାର୍, ସେଟା ମୋ ଯେ ଟିକେ ୱାଇଜ ଡିସିସନ ନୁହଁ। କରେଣ୍ଟ ଆଫେୟାର୍ସ କୁ ଦିଅନ୍ତୁ 80:20 କରିଦିଅନ୍ତୁ କରେଣ୍ଟ ଆଫେୟାର୍ସ ପାଇଁ। ମୁଁ ସାର୍ ଆକ୍ଚୁଆଲି ସତ କଥା ଆର ବର୍ଷ କରେଣ୍ଟ ଆଫେୟାର୍ସ କିଛି ଏତେ ପଢିନଥିଲି, ଖାଲି ଆପଣ ଟେଷ୍ଟ ସିରିଜ ଯୋଉଟା ପଢିଥିଲି। ଆଉ କିଛି କିଛି ଏମିତି ପଡେ ନା ସାର୍, ସେଠି ଟିକେ ଲଜିକ ଲେଖେଇ କରି ହୁଏ, ମାନେ ଟେଷ୍ଟ ଏକ୍ଜାକ୍ଟଲି। ଦେଇଦେଇ ସେଟା। ଆଉ ସାର୍ କଣ ହୁଏ ଆକ୍ଚୁଆଲି, ଆମେ ଯେତେବେଳେ ବାର ବାର ଟେଷ୍ଟ ଦଉନା, ମତେ ଏମିତି ବେଳେ ବେଳେ ଇନଟ୍ୟୁସନ ପାୱାର ଏସି ହେଇଥିଲା, ଏଇ ଅପସନ ଟା ହବନି, ଏଇଭଳିଆ ଗୋଟେ ଗୋଟେ ଆସି ଯାଇଥିଲା ସାର୍ କିଛିଟା। ଏମିତି ହିଁ ହେଇଯାଇଥିଲା ସେଇଟା। କିନ୍ତୁ ମୁଁ ଟିକେ ରାଇଟ ଗାଇଡାନ୍ସ, ଆକ୍ଚୁଆଲି ସାର୍ ଆମେ କଣ କରୁ ନା, ଆମେ ଯଦି ମାନେ ପରିଶ୍ରମ ଟା ରାଇଟ ଡାଇରେକ୍ସନ ମତେ ଲାଗେ ନା, ସେ ପରିଶ୍ରମ ଟା ରାଇଟ ଡାଇରେକ୍ସନ ଯଦି କରିବି ତାହେଲେ ମୁଁ ପହଞ୍ଚି ପାରିବି। ଖାଲି ଯାହା ବି ପଢୁ ରାଇଟ ଡାଇରେକ୍ସନ ଯଦି ନାହିଁ ନା ସାର୍, ସମସ୍ତେ ପଢୁଛନ୍ତି ସାର୍, ସମସ୍ତେ ପଢୁଛନ୍ତି। ଆମେ ଯୋଉମାନେ ବି ମେନ୍ସ ରୁ ସିଲେକ୍ଟ ହେଇଥିଲୁ ସାର୍, ବା ପ୍ରିଲିମ୍ସ ବି କ୍ୱାଲିଫାଇ କରିଥିଲୁ, ସମସ୍ତେ ସାର୍ ପଢୁଥିଲେ। କିନ୍ତୁ କଥା ହେଲା, ଯୋଉ ପରିଶ୍ରମ ଟା କରୁଛ ରାଇଟ ଡାଇରେକ୍ସନ ନ କର, ଆଉ ସେଇଟାକୁ କିଏ ଜଣେଇ ପାରିବ? ଯିଏ ଆକ୍ଚୁଆଲି ଏକ୍ଜାମ ଦେଇଛି, ସିଏ ସେଇ ଜିନିଷକୁ ଫେସ୍ କରିକି ଆଇଛି। ଏତିକି ମତେ ଲାଗେ ସାର୍। ଠିକ୍ ଅଛି ରବୀନ୍ଦ୍ର, ତାହେଲେ ଏବେ ଥାର୍ଡ ଫେଜ୍ ହେଲା ଷ୍ଟୁଡେଣ୍ଟ ମାନଙ୍କର। ତ ଷ୍ଟୁଡେଣ୍ଟ ମାନେ କ'ଣ କ୍ୱେଶ୍ଚିନ୍ ପଚାରିବେ, ଷ୍ଟୁଡେଣ୍ଟ ମାନଙ୍କ ମନରେ କ'ଣ ସବୁ ଡାଉଟ୍ ଅଛି, ତାକୁ ଟିକେ କ୍ଲିୟର କର। ଓକେ, ତ ଜଣେ ଜଣେ କରି ଅନମ୍ୟୁଟ୍ କର ଆଣ୍ଡ ୟୁ କ୍ୟାନ୍ ସାର୍ ଆସ୍କ ଗୋଟେ କ୍ୱେଶ୍ଚିନ୍ କଥା ଡାଇରେକ୍ଟ। କହିବି, ଗୋଟେ ହଁ, କଥା କୁହ କହିବି କୁହ। ସମସ୍ତଙ୍କୁ ଗୋଟେ କଥା କହିବି। ଦେଖନ୍ତୁ, ମୁଁ ଫିଜିକ୍ସ ଅପସନାଲ ନେଇଥିଲି, ସମସ୍ତଙ୍କୁ କେବେ ସଜେଷ୍ଟ କରିବିନି ଫିଜିକ୍ସ ଅପସନାଲ। ବହୁତ ବିଶ୍ୱାସ କରିବେନି, ମୁଁ 60 ମାର୍କ ଫିଜିକ୍ସ ଛାଡିଛି। ମୁଁ ସାରଙ୍କୁ ଆସି କହିଛି, ସାର୍ ମୁଁ ଫିଜିକ୍ସ ମାର୍କ 60 ଛାଡିଛି। ଯଦି ମୁଁ ଫିଜିକ୍ସ ସେଇ 60 ମାର୍କ କରିଥାନ୍ତି, ହୁଏତ ମୋର ଆଜି 50 ତଳେ ଥାନ୍ତା। ମୁଁ ଭଲସେ ଜାଣିଛି, କାରଣ ମୁଁ ଫିଜିକ୍ସ ମାର୍କ 60 ମାର୍କ ମୁଁ ଛାଡିଛି। ଯଦି ହ୍ୟୁମାନିଟିଜ ମୁଁ ନେଇଥାନ୍ତି, ମୁଁ ଇଣ୍ଟରଭ୍ୟୁକୁ ବି ସିଲେକ୍ଟ ହେଇଥାନ୍ତିନି। ଏଇଟା ପୁରା ସତ କଥା। ଆଉ ମୁଁ ସଜେଷ୍ଟ କରିବି ଯେ ଫିଜିକ୍ସ ଯଦି ମାନେ ଭଲସେ ଯଦି ଷ୍ଟ୍ରଙ୍ଗ ନାହ, ନିଅନି। ଯଦି ଫିଜିକ୍ସ ଯୋଉମାନେ ଯଦି କେହି ନବାକୁ ଚାହୁଁଥିବେ, ଭାବୁଥିବେ ସାର୍ ଫିଜିକ୍ସ ନେଇ ପାଇଛନ୍ତି ମାନେ ଆମେ ନେଇଯିବୁ, ନାଇଁ ନାଇଁ,
ଆକ୍ଚୁଆଲି ସାର୍ ପ୍ରୋବ୍ଲେମ କଣ ହଉଥିଲା, ଯେହେତୁ ମୁଁ ୱାର୍କିଂ ପ୍ରୋଫେସନାଲ ଥିଲି, ମୋ ୱାର୍କ ସହିତ ଏଟା ମ୍ୟାନେଜେବୁଲ, ମୁଁ ଦେଖିଲି କଣ, ମତେ ଯେହେତୁ ସେମାନେ ବେଳେ ବେଳେ ଅପୋଜ କରୁଥିଲେ, ମୁଁ କହିଲି ଦେଖନ୍ତୁ ମୁଁ ଯଦି ଫିଜିକ୍ସ ଅପସନାଲ ରହୁଛି, ମୁଁ ଯଦି ଫିଜିକ୍ସ ପଢିବି ସେଠି ଏତେ କେହି ଲୋକ କେହି କିଛି କହିପାରିବେନି ମତେ, କାରଣ ମତେ କହିବେ କଣ, ମୁଁ ଦେଖିଲି ମୁଁ ଫିଜିକ୍ସ ପଢୁଛି ନା, ମତେ କେହି କିଛି କହିପାରିବେନି। ତାପରେ ମତେ ଟିକେ ଭଲ ଲାଗିଥିଲା ଫିଜିକ୍ସ, ଟିକେ ମତେ ପଢିବାକୁ ଭଲ ଲାଗେ, ମୁଁ ସେଇଥିପାଇଁ ଫିଜିକ୍ସ, ଆଉ ମୋର ଅଲରେଡି ନୋଟ୍ସ ଥିଲା, କାରଣ ମୋ ଏମଏସସି ନୋଟ୍ସ ଥିଲା, ମୁଁ ସେଇଥିପାଇଁ ଟିକେ, କାରଣ ମୁଁ ଛୁଆଙ୍କୁ ପ୍ଲସ ଟୁ ଛୁଆଙ୍କୁ ପଢଉଥିଲି, ମତେ ଟିକେ ଟଚରେ ସବୁବେଳେ ମୁଁ ଫିଜିକ୍ସ ରାତି ପାଇଲେ ରାତି ଯାଏ ମୁଁ ସେ ଫିଜିକ୍ସ କଥାରେ ହିଁ ରହୁଥିଲି, ତେଣୁ ମତେ ଏତେ ଇଏ କରିନି, କିନ୍ତୁ ତଥାପି ମୁଁ 60 ମାର୍କ ଛାଡିଥିଲି, କାହିଁକି ନା ସେମାନେ ଗେଟ୍ କ୍ୱେଶ୍ଚନ ଆଣି ଟିପି ଦେଇଥିଲେ, ଯାହାକି ମତେ ଗୋଟେ ସିନା ଷ୍ଟେପ ଆଗକୁ ଆସିଲେ ମୁଁ ଯିବି, ପୁରା 10 ମାର୍କିଆ ଗୋଟେ ଗୋଟେ କ୍ୱେଶ୍ଚନ ସାର୍ ମୁଁ ପେଜ ଛାଡିଛି। କିନ୍ତୁ ଆପଣ ମାନେ ମାନେ ଶୁଣିକି ଆଶ୍ଚର୍ଯ୍ୟ ହେବେ ସାର୍, ମୁଁ ଯେତେବେଳେ ଫିଜିକ୍ସ ଫାର୍ଷ୍ଟ ପେପର ଦେଇକି ଆଇଲି, ହୋଟେଲର ଖାଉଥାଏ, ମୁଁ କ୍ଲିଣ୍ଟନ ସାର୍ଙ୍କୁ ଫୋନ କରି, ଭାଇ ମୁଁ ଆଉ ଏକ୍ସାମ ଦେବିନି, ମୁଁ ପଳଉଛି, ଏ ବର୍ଷ ମୋର ଆଉ ହବନି। ମତେ କ୍ଲିଣ୍ଟନ ସାର୍ କହିଲା, ରବି ଭାବନି ସେମିତି, ଭାଇ ଏକ୍ସାମ ଦେ ଯାଇକି, ତାହେଲେ ତ ତାପରେ ସାର୍ ଏମିତି ଭଗବାନ କହିଲେ, 250 ରୁ 250 ମାର୍କ ମତେ ଫିଜିକ୍ସ ଆସୁଥାଏ, ପୁରା ମୁଁ ଖୁସି ହେଇକି ଲେଖିଦେଲି। ଏଇଠୁ ଗୋଟେ କଥା ମୁଁ ଶିକ୍ଷା କରିଥିଲି ଯେ ସାର୍, ଯଦି କ୍ୱେଶ୍ଚନ ହାର୍ଡ ଆସୁଛି ମେନ୍ସ ରେ, ଯେମିତି GS3 ଆସିଥିଲା, କେବେ ଡରି ଯିବାର ନାହିଁ, ସେଇଠି ଟିକେ କାମ ରହିଯିବାର ଅଛି, କାରଣ ମତେ ବି 3 4ଟା କ୍ୱେଶ୍ଚନ ଅପେକ୍ଷା ବେଶୀ ଆସୁନଥିଲା, ମୁଁ ତାପରେ ଚୁପ ରହିଲି, ସବୁବେଳେ ଭଗବାନ ଡାକିଲି, ସବୁଆଡେ ଅନେଇଲି, ସବୁ ଛୁଆ ସେମିତି ଅନଉଛନ୍ତି, ମୁଁ ଦେଖିଲି ଅବସ୍ଥା ସମସ୍ତଙ୍କ ସମାନ, ତେଣୁ ବର୍ତ୍ତମାନ ଚାଲନ୍ତୁ ଆମେ ଆଗକୁ ମାଡି ଚାଲିବା। ତାପରେ ଧୀରେ ଧୀରେ ଏଇ ଯୋଉ କାମନେସ ଟା ସାର୍ ମେ ବି ମତେ ଟିକେ ଏକ୍ସେଲ କରିଦେଇଛି। କିନ୍ତୁ ଫିଜିକ୍ସ ର ପ୍ରୋବ୍ଲେମ କଣ ହେଲା, ଯେତେବେଳେ ମୁଁ କ୍ୱେଶ୍ଚନ ଦେଖିଦେଲି, ଆମର 8 ମାର୍କିଆ 7 ମାର୍କିଆ ଏମିତି ଭାଙ୍ଗିକି ପକେଇଥିଲା, ଟିକେ ସେଇ ବର୍ଷ ପ୍ରୋବ୍ଲେମ ପଡିଗଲା, ମୁଁ ଟିକେ ଡରିଗଲି, ସେ ଯୋଉ ଡରିକି ଯୋଉ 20 ମିନିଟ ମୁଁ ନଷ୍ଟ କରିଦେଲି, ଯାହା ଫଳରେ ଲାଷ୍ଟ ଟାଇମରେ ମୋର ଆସୁଥିବା କ୍ୱେଶ୍ଚନ ବି ମୁଁ ଭଲସେ ଲେଖିପାଇଲିନି। ସେଇଟା କେବେ କରିବେନି ଆଜ୍ଞା କେହି, କ୍ୱେଶ୍ଚନ କଷ୍ଟ ଆସୁଛି, ଆପଣ କାମଲି ଯୋଉ ପଢିଛନ୍ତି ନା, ନିଜ ପାଠ ଉପରେ ବିଶ୍ୱାସ ରଖିବେ, ନିଶ୍ଚିତ ଆଜ୍ଞା ଲେଖିକି ଆସିବେ, ଆପଣ ଡରିଯିବେ। ଇଭିନ ପ୍ରିଲିମ୍ସ ରେ ବି ମୁଁ କହୁଛି, ପ୍ରିଲିମ୍ସ ରେ ଯଦି କ୍ୱେଶ୍ଚନ ଆସୁଛି, ସମସ୍ତଙ୍କ ପାଇଁ କଷ୍ଟ, ଟିକେ କାମ ରହିଯିବେ, 10ଟା କ୍ୱେଶ୍ଚନ କି 15ଟା ଇଭିନ 20ଟା କ୍ୱେଶ୍ଚନ ଯଦି ପ୍ରଥମେ ନ ଆସିଛି, ଭାଙ୍ଗି ପଡିବାର ନାହିଁ, ଲାଷ୍ଟ ଆଡିକି ପଳେଇ ଯିବେ, ବା ମଝିରୁ ଯୋଉଟା ଆଗେ ଆସୁଛି ସେଇଟା କରିବେ, କେବେ ମାନେ ନର୍ଭସ ହେଲେ ମାନେ ଜାଣିଥାନ୍ତୁ ସରିଗଲା, ଯଦି ନର୍ଭସ ମୁଁ ହେଲି ମୋରି ଭଳିଆ ଫିଜିକ୍ସ ର ପ୍ରୋବ୍ଲେମରେ ପଡିବେ, ତେଣୁ ସେଇ କଥା ଟିକେ ମନେ ରଖିବେ। ତାପରେ ଆପଣ ସାର୍ ମାନେ ମୁଁ ଜାଣିଛନ୍ତି ନା, ଆଫ୍ଟର ଏକ୍ସାମ ଦେଇକି ଆସିଲା ପରେ ମୁଁ ବସ ରେ ଫେରୁଥାଏ, ମୁଁ କ୍ଲିଣ୍ଟନ ସାର୍ କହିଲି, କ୍ଲିଣ୍ଟନ ମୁଁ ଆଉ ଭାଇ ଫିଜିକ୍ସ ଦେବିନି, ମୁଁ ଏଇଥର ସୋସିଓଲୋଜି ଅପସନାଲ କୁ ସିଫ୍ଟ କରୁଛି, ଏ ବର୍ଷ ଫର୍ମ ପକେଇ ନଥିଲି, ଫର୍ମ ବି ସାର୍ ଆପ୍ଲାଏ କରିନଥିଲି, ମୁଁ କହିଲି ନା ମୁଁ ସୋସିଓଲୋଜି ଅପସନାଲ ହିଁ ପାଠ ପଢିବି। ସେଠୁ ଭାଇ ମତେ କହିଲେ, ତାହେଲେ ତୁ କହୁଛୁ ଯୋଉମାନେ ପେପର କମ୍ପ୍ଲିଟ କରିକି ଆସୁଛନ୍ତି ସବୁ ସିଲେକ୍ଟ ହଉଛନ୍ତି, ଯୋଉମାନେ ପେପର କମ୍ପ୍ଲିଟ କରିକି ଆସୁନାହାନ୍ତି ସିଲେକ୍ଟ ହଉନାହାନ୍ତି। କହିଲେ ମୁଁ ତ ମୋ ବେଚ୍ ରେ, କହିଲା ସିଏ ତା ବେଚ୍ ରେ ସିଏ ବି 70 ମାର୍କ ଛାଡିଥିଲା, କହିଲା ମୁଁ ତ 70 ମାର୍କ ଫିଜିକ୍ସ ଛାଡିଥିଲି, ମୋର ରାଙ୍କ ଆସିଲା, ତାର ଫିଜିକ୍ସ ଅପସନାଲ 317, ରାଙ୍କ 35, ଆଉ ତାର ଯୋଉମାନେ ପେପର କମ୍ପ୍ଲିଟ କରିଥିଲେ ତାଙ୍କର ସିଲେକ୍ଟ ବି ହେଇନି। ତେଣୁ ଆମ କଥା ମୁଁ କହୁଛି, ଫିଜିକ୍ସ କଥା, ସମସ୍ତ କଥା ଆଜ୍ଞା କହୁନି, ହ୍ୟୁମାନିଟିଜ ସେମିତି କରିବେନି, ହ୍ୟୁମାନିଟିଜ ସେମିତି ଜମା କରିବେନି ଯେ ମୁଁ ସିଲେକ୍ସନ ହେଇଯିବି। ମାନେ ତାପରେ ସାର୍ ଗୋଟେ ଆଶୀର୍ବାଦ ଥାଏ ଯୋଉ ମତେ କାମ ଦେଇଛି ସାର୍, ସେଇଟା ଗଡ ଗ୍ରେସ, ମୁଁ ନିଜେ ଫିଲ୍ କରୁଛି ସାର୍। କ୍ୱେଶ୍ଚନ ସାର୍ ପଚାରନ୍ତୁ ଏବେ ସମସ୍ତେ। ଓକେ, କାହାର କ୍वेश्चंस ଅଛି ସେ ଅନମ୍यूट କର ଆଉ ପଚାର। ଓକେ, ୟୁ ଆର୍ ଫ୍ରି ଟୁ ଅନମ୍यूट yourself and ask question directly to him. हाय सर। ଆଜ୍ଞା ନମସ୍କାର, କୁହନ୍ତୁ। नमस्कार सर। सर कॉन्ग्रेचुलेशन। ଥ୍ୟାଙ୍କ ୟୁ ମ୍ୟାଡାମ, ଥ୍ୟାଙ୍କ ୟୁ। सर ମୁଁ ତ ଆପଣଙ୍କୁ ଜାଣିଛି କି ମେନ୍ ଟେଷ୍ଟ ସିରିଜ ରେ ଆପଣ ଥିଲେ, ମୁଁ ବି ତ ଆଜ୍ଞା ଥିଲି ମ୍ୟାଡାମ, ସାର୍। ମୁଁ ଆଜ୍ଞା ମ୍ୟାଡାମ, ଆପଣ ମ୍ୟାଡାମ ସାର୍ ଭଲ ଆକ୍ଚୁଆଲି ସାରଙ୍କ ମେଣ୍ଟର, ଭଲ ମେଣ୍ଟର କତରେ ଅଛନ୍ତି, ବିଶ୍ୱାସ ରଖନ୍ତୁ ସାରଙ୍କ ଉପରେ ହେଇଯିବ ମ୍ୟାଡାମ, ଏ ବର୍ଷ ହେଇଯିବ, ଭଲ ମେଣ୍ଟରଙ୍କ ସାଙ୍ଗରେ ଅଛନ୍ତି, ଏଇଟା ମୋ ଉପରେ ବିଶ୍ୱାସ ରଖନ୍ତୁ, ସାର୍ ବହୁତ ଭଲ ମେଣ୍ଟର, ସାର୍ ବହୁତ ଭଲ ଲୋକ, ବହୁତ ଭଲ ଲୋକ ସାର୍। ये सर ମୁଁ ବି ବିଲିଭ କରେ, କାରଣ ମୁଁ ବି ଯଦି ମତେ ଲାଗୁଛି କି ପ୍ରିଭିୟସଲି ଯଦି ପ୍ରିଲିମ୍ସ ଟାଇମ ରେ ଯଦି ମୁଁ ଥାନ୍ତି ଗାଇଡାନ୍ସ ରେ, शायद ବି ମୋର ଆଜି ଗୋଟେ ରାଙ୍କ ଥାନ୍ତା, बट अनफॉर्चुनेटली ଆଜ୍ଞା ନଥିଲି। ଆଜ୍ଞା ମେନ୍ସ ରେ ଗାଇଡାନ୍ସ ରେ ଆସିଲି, ଆଜ୍ଞା ମେନ୍ସ ରେ ରିୟଲାଇଜ କଲି କି ମେନ୍ସ ରେ ବି ମୁଁ ବି ଟିକେ ଆନ୍ସର ରାଇଟିଂ ବହୁତ ଲେଖିବା ପାଇଁ ଟ୍ରାଏ କରେ, ବଟ୍ ଯେତେବେଳେ ପ୍ରିଲିମ୍ସ କ୍ଲିୟର ହେଲାନି, ଅପସେଟ ହେଇଗଲି, and ତାପରେ ଆନ୍ସର ରାଇଟିଂ ଲେଖିଲିନି, ତ ସେଟା ତାପରେ ଟିକେ ପ୍ରୋବ୍ଲେମ ହେଲା, ବଟ୍ ଟ୍ରାଏ କଲି କି ନାଇଁ ସାରଙ୍କ ଗାଇଡାନ୍ସ ରେ ରହିବି, and
ଏବେ ବି ବହୁତ ସାରା କନଫିଡେନ୍ସ, ଯେମିତି କି ତୁମର ପ୍ରୋବ୍ଲେମ ଥିଲା କି ତୁମେ ଆଟେମ୍ପ୍ଟ ବହୁତ ନଉନଥିଲ, ବଟ୍ ମୁଁ ଆଟେମ୍ପ୍ଟ ନିଏ, ମୁଁ 75-80+ ଆଟେମ୍ପ୍ଟ ନିଏ, କିନ୍ତୁ ଗୋଟେ ମିଷ୍ଟେକ୍ ହୁଏ, ସିଲି ମିଷ୍ଟେକ୍। ସବୁବେଳେ ମୁଁ ବି ସାର୍ଙ୍କୁ ସବୁବେଳେ କୁହେ କି ସାର୍ ମୁଁ ସିଲି ମିଷ୍ଟେକ୍ କରୁଛି, ସାର୍ ସବୁବେଳେ କହିବେ କି ସେଇଗୁଡ଼ିକ ଆଭଏଡ୍ କରିବା ପାଇଁ ଟ୍ରାଏ କର, କି ଧରିନିଅ ଗୋଟେ ଫାର୍ଷ୍ଟ ପେପରରେ ସିଲି ମିଷ୍ଟେକ୍ କଲ, ଦେନ୍ ସେକେଣ୍ଡ ପେପରରେ ଯେମିତି ସେଇ ମିଷ୍ଟେକ୍ କରିବନି। ତ ମୁଁ ବି ଟ୍ରାଏ କରି 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 ଏବେ ବହୁତ ସାରା ମିଷ୍ଟେକ୍ କମ୍ପ୍ଲିଟ୍ କରିସାରିଲାଣି କି ସେତିକି ମିଷ୍ଟେକ୍ କରିବିନି। ଆଣ୍ଡ ସବୁଠୁ ବଡ଼ ମିଷ୍ଟେକ୍ ଥିଲା ମୋର କି ଯୋଉ ନଟ୍ କରେକ୍ଟ ବାଲା, ଆଣ୍ଡ ପ୍ରିଭିୟସଲି ପ୍ରିଲିମ୍ସ କ୍ଲିୟର ନ ହବାର କାରଣ ହଉଛି ସେଇଟା କି 5ଟା ନଟ୍ କରେକ୍ଟ ବାଲା ମୁଁ ସେଠି ଆନ୍ସର କରିଛି, କରେକ୍ଟ ବାଲା ଆନ୍ସରରେ ଟିକ୍ ମାରିଛି ଯୋଉଟା କରେକ୍ଟ ଆନ୍ସର ବି କହିଛି କରେକ୍ଟ ବାଲାରେ, କିନ୍ତୁ ନଟ୍ କରେକ୍ଟ ଭଲସେ ପଢିନି। ତ ସେମିତି ରିଜନ ହେଇଛି, ଆଣ୍ଡ ଆଇ ହୋପ୍ କି ଏ ବର୍ଷ ଆଉ ସେମିତି କିଛି ହବନି, ଆଣ୍ଡ କନଫିଡେଣ୍ଟ ଅଛି ହବନି, କାହିଁକି ନା ସାର୍ଙ୍କ ଗାଇଡାନ୍ସ ବହୁତ ବେଟର କାମ ଦେଇଛି, ଏବେ ଏତେ କନଫିଡେଣ୍ଟ ଫିଲ୍ ହଉଛି। ଥ୍ୟାଙ୍କ ୟୁ ସାର୍ କି ଆପଣଙ୍କ ଯୋଗୁ ଆକ୍ଚୁଆଲି ମତେ ଏ ଷ୍ଟେଜରେ ବି ମୁଁ କେବେ କନଫିଡେଣ୍ଟ ଫିଲ୍ କରିପାରେନି ପ୍ରିଭିୟସଲି ଏକ୍ସାମରେ, ତାପରେ ସବୁବେଳେ ଡର ଲାଗେ କି କଣ କରିବି କଣ ନାହିଁ। ବଟ୍ ଏବେ ସବୁ ଟେଷ୍ଟ ମୁଁ ଆଟେଣ୍ଡ କରିଛି, ସବୁ ଟେଷ୍ଟକୁ ରିଭାଇଜ, ହଁ କିଛି ରିଭାଇଜ କରିପାରୁନି, ବଟ୍ ଯୋଉଟା ଏଫଏଲ୍ଟି ଗୁଡାକ ତାକୁ ଟିକେ ଭଲସେ ରିଭାଇଜ କରିଛି। ମୋର ଏବେ ପ୍ରିଲିମ୍ସ ରିଗାର୍ଡିଂ ତ କିଛି ଡାଉଟ୍ସ ନାହିଁ, ଯେହେତୁ ସାର୍ ଯେତିକି ଦେଇଛନ୍ତି ଦ୍ୟାଟ୍ସ ଏନଫ୍, ସେଟା ଏନଫ୍ ହେଇଯିବ। ମୋର ବାସ୍ ଗୋଟେ ଡାଉଟ୍ସ ଥିଲା, ମୁଁ ସେଥିପାଇଁ ଏଇଟା ଜଏନ୍ କରିବାର, ସେଇଟା ହଉଛି ବଡ଼ ରିଜନ କି ମୁଁ ଜାଣିଛି ଆପଣ ଫିଜିକ୍ସ ନେଇଥିଲେ ଅପସନାଲ, ଆଣ୍ଡ ମୁଁ ବି ନେଇଛି ଆଜ୍ଞା ଆକ୍ଚୁଆଲି ମ୍ୟାଥମେଟିକ୍ସ। ତ ସେଇଟା ଟିକେ ଆଜ୍ଞା ମତେ ଟିକେ ପଚାରିବାର ଥିଲା କି ଫିଜିକ୍ସ କୁ ବାଲାନ୍ସ କେମିତି କରୁଥିଲେ, ଲାଇକ୍ ଓବିୟସଲି ହ୍ୟୁମାନିଟି ତ ଆମର ନୁହେଁ, ଏଟା ଗୋଟେ ଆଉଟସାଇଡ ଗୋଟେ, ଆକୁ ଗୋଟେ ଏକ୍ସଟ୍ରା ଟାଇମ ଦବାକୁ ପଡେ ଆପେ। ତ ମେନ୍ସ ଟାଇମରେ ଜିଏସ୍ କୁ କେତେ ଟାଇମ ଆଣ୍ଡ ଅପସନାଲ କୁ କେତେ ଟାଇମ, ଏମିତି ଡିଭାଇଡ କେମିତି କରୁଥିଲେ, ମାନେ ସେଇଟା ବି ଟିକେ ପ୍ରୋବ୍ଲେମେଟିକ ହବ ମେନ୍ସ ଟାଇମରେ ଆଇ नो। ତ ସେଇ ଗୋଟିକ ଜାଣିବାର ଥିଲା କି ଫିଜିକ୍ସ କୁ କେମିତି ଡିଭାଇଡ କରୁଥିଲେ ଜିଏସ୍ ସବଜେକ୍ଟକୁ। ମ୍ୟାଡାମ ଆପଣ ଫୁଲ ଟାଇମ ଦଉଛନ୍ତି ମାନେ ଦେଇପାରିବେ ଆପଣ, କାରଣ ମୁଁ ପୁଣି ଭାବନ୍ତୁ 6 ଘଣ୍ଟା ପଢୁଥିଲି, ବେଶୀ ପଢି ପାରୁଥିଲି, ମୁଁ ଜବ୍ ସହିତ ଥିଲି, ମାନେ ମୋ ସିଚୁଏସନ ଏଇଆ ଥିଲା। Yes sir, yes ତେଣୁ sir. ତେଣୁ ମୋର ଟିକେ କଣ ହଉଥିଲା, ମୁଁ ସକାଳୁ ସମୟଟା ମୁଁ ଗୋଟେ କଥା ମାନିଥିଲି, ମୋ ସାଙ୍ଗ ବି କହୁଥିଲା, ସାର୍ ବି ସେଇ ସମୟରେ ମତେ କହିଲେ, ମାନେ ସେ ଗୋଟେ ଭଲ କଥା ମତେ କହିଥିଲେ ଯେ ରବୀନ୍ଦ୍ର ତମେ କ୍ଲିଣ୍ଟନକୁ ଫଲୋ କର, ତମେ କାମ କରୁଛ ୱାର୍କିଂ ପ୍ରଫେସନାଲ ତ ଠିକ ଅଛି, ତମେ ଗୋଟେ କାମ କର, କ୍ଲିଣ୍ଟନ ଯେ ଭଳିଆ କାମ କରୁଛି, କଣ ଆସୁଛି କାମ କରିକି ଶୋଇଯାଉଛି, ରାତିରୁ ଉଠିକି ପଡୁଛି, ତମେ ତାକୁ ଭଳିଆ ଫଲୋ କର। ମୁଁ ତାକୁ ହିଁ ଫଲୋ କରିଚାଲିଲି। ମୁଁ କଣ କଲି, ସକାଳୁ ସମୟଟା ବେଶୀ ପଢିବାକୁ ଟ୍ରାଏ କଲି। ସେ ସାର୍ ଯେଟା କହିଥିଲେ ଏଇଟା ମୋ ସବୁବେଳେ କାମ ଦେଲା ଲାଷ୍ଟ ଟାଇମରେ, କାରଣ ଆମେ ଯେତେବେଳେ ସକାଳୁ ଉଠିକି ପାଠ ପଢୁ, ମୁଁ କଣ କଲି, ସକାଳୁ ମୁଁ ଜିଏସ୍ କୁ ଟାଇମ ଦଉଥିଲି, ସକାଳୁ ଜିଏସ୍ ପଢିଦେଇ କଲେଜ ପଳେଇଯାଏ। ମୁଁ ମାଇଣ୍ଡରେ ରଖିଥିଲି କଲେଜରୁ ପରେ ଯେତେ ରାତି ଯାଏ ମୁଁ ପାଠ ପଢେ, ମୋର ରହିଲା କଣ, ମୁଁ ରାତି ଟିକେ 4:30, ଏଇ ତ ମତେ ମେସ୍ ଟାଇମରେ ନିଦ ହିଁ ହଉନଥିଲା, ମାନେ ମତେ ନିଦ ହିଁ ହୁଏନି ସେ ଟାଇମରେ, ମୋର ଏତେ ଷ୍ଟ୍ରେସ୍ ଥାଏ। ମତେ ବେଳେ ବେଳେ ମୁଁ ଶୁଏ 5-6 ଘଣ୍ଟା, 5 ଘଣ୍ଟା 6 ଘଣ୍ଟା ଶୁଏ, ସବୁବେଳେ ଟ୍ରାଏ କରୁଥିଲି 6 ଘଣ୍ଟାରୁ ଅଧିକା ଶୋଇବିନି, ସେଇଟା ଟିକେ ଟ୍ରାଏ କରୁଥିଲି, କାରଣ ମୋର ସମୟ ସର୍ଟେଜ ଥିଲା। ସକାଳୁ ଉଠି ପୁରା ଜିଏସ୍ ପଢେ, ରାତିରେ ଯେତେବେଳେ ଯାଏ ସେଠିକି, ମାନେ ଯେତେବେଳେ ଲାଇବ୍ରେରୀ ପଳେଇଯାଏ, ତାପରେ କଲେଜ ବି ଟିକେ ସମୟ ପାଇଲେ ମୁଁ ଟିକେ ଟିକେ ଟ୍ରାଏ କରୁଥିଲି ଫିଜିକ୍ସ ପଢିବି, ଆଉ ଆସିଲା ପରେ ଆଫ୍ଟରନୁନ ଟା ପୁରା ଫିଜିକ୍ସ ଦଉଥିଲି, ମାନେ ଆଫ୍ଟରନୁନ ମାନେ 6ଟା ପରେ ମୁଁ ଫିଜିକ୍ସ ହିଁ ପଢୁଥିଲି। ପୁଣି ତା ଭିତରେ କୋଉଦିନ ଯଦି ଫିଜିକ୍ସ ନ ପଢି ପାଇଲି, ମାନେ ସେମିତି କିଛି ଅସୁବିଧା ହଉନଥିଲା, କାରଣ ମ୍ୟାଡାମ କଣ ହେଇଛି ନା, ମୁଁ ଟିକେ +3 ପିଲାଙ୍କୁ ବି ଫିଜିକ୍ସ ପଢେଇ ଦେଇଥିଲି, ତ ସେଗୁଡା ମୁଁ ଟଚରେ ଥିଲା। ଏମିତି ପୁରା ରିଭିଜନ କରିବେ ଆପଣ ମ୍ୟାଥମେଟିକ୍ସ, କାରଣ ମୋ ସହିତ ବି ମ୍ୟାଡାମ ଜଣେ ଲାଇବ୍ରେରୀରେ ମୁଁ ପଢୁଥିଲୁ ବି ଆମେ, ମ୍ୟାଥମେଟିକ୍ସ ସିଏ ଟିଉସନ ବି ମ୍ୟାଥମେଟିକ୍ସ। କରିଥିଲି, 2 ବର୍ଷ ପୂର୍ବରୁ କରଉଥିଲି ବି, ସେଇ +3 ପିଲାଙ୍କୁ କରଉଥିଲି କିଛି ଦିନ, ତ ସେଇଟା ଟିକେ ଟଚ୍ଅପ୍ ଅଛି, ମ୍ୟାଥରେ ଟଚ୍ଅପ୍ ଅଛି, ମୁଁ ସେଟା ଜାଣିଛି କି ମ୍ୟାଥ ଅଛି କିଛିଟା ସବଜେକ୍ଟରେ ନାହିଁ, ବଟ୍ ଯୋଉ ସିମ୍ପଲ ସବଜେକ୍ଟ କିଛି ଅଛି ସେଟାରେ ଟଚ୍ଅପ୍ ଅଛି ମୋର। ମୁଁ ସେଇଟା ଖାଲି ମ୍ୟାନେଜମେଣ୍ଟ, ଯେମିତି କି ଆପଣ କହିଲେ କି ଶୋଇବାଟା କମ କରିଦବା ପାଇଁ, ଯେମିତି ଏବେ ପ୍ରିଲିମ୍ସରେ ବି ସେୟା ହଉଛି କି ବେଶୀ ନିଦ ଲାଗୁନି, ରାତି ଅଧରେ ବି ନିଦ ଭାଙ୍ଗି ଯାଉଛି, ଏଇ ଟାଇପର ଫିଲ୍ କିନ୍ତୁ ହଉଛି, ଶୋଇଯିବେ ତ ମ୍ୟାଡାମ, ସେଟା 6 ଘଣ୍ଟା ଶୋଇବେ, 6 ଘଣ୍ଟା ଶୋଇବେ ମ୍ୟାଡାମ, ମାଇଣ୍ଡ ଷ୍ଟାବିଲିଟି ବହୁତ ଦରକାର, 6 ଘଣ୍ଟା ଶୋଇବେ, ଆପଣ ଫୁଲ ଟାଇମ ଦଉଛନ୍ତି, ଯଦି 10 ଘଣ୍ଟା ବି ପଢିବେ ନା ମ୍ୟାଡାମ ରିଗୋରସଲି ଡେଲି, କାଫି, ଆମକୁ 8 ଘଣ୍ଟା ବି କାଫି, ଆମକୁ ଲାଗେ ଆମେ ବହୁତ ସମୟ ପଢିପାରିବା, କିନ୍ତୁ ହୁଏନି ସେମିତି। ଆଉ ଆଇନଷ୍ଟାଇନ ଜାଣିଛନ୍ତି ନା, ଆଇନଷ୍ଟାଇନ ଦିନକୁ ବହୁତ ସମୟ ଶୁଅନ୍ତି, 14 ଘଣ୍ଟା ଶୁଅନ୍ତି ସିଏ, କିନ୍ତୁ ତାଙ୍କ ମାଇଣ୍ଡ ପୁରା, ଆଇନଷ୍ଟାଇନ ମୁଁ ଗୋଟେ ଶୁଣିଥିଲି, ଆଇନଷ୍ଟାଇନ ବହୁତ ଶୁଅନ୍ତି, କିନ୍ତୁ ଆମେ ତ ଆଇନଷ୍ଟାଇନ ଭଳିଆ ନୁହଁ ନା, କିନ୍ତୁ ତା ମାନେ ବହୁତ ଶୋଇବା, ମାନେ ମୋ ଲାଇବ୍ରେରୀରେ ମ୍ୟାଡାମ ଜଣେ ମ୍ୟାଥମେଟିକ୍ସ ଅପସନାଲ ଦେଇଥିଲେ, ମୋର ମନେ ଅଛି, ଆମେ 4 ଜଣ ପ୍ରିଲିମ୍ ସିଲେକ୍ଟ ହେଇଥିଲୁ, ସେ ମ୍ୟାଥମେଟିକ୍ସ ଅପସନାଲ ଦେଇଥିଲେ କିନ୍ତୁ ସିଲେକ୍ଟ ହେଇନଥିଲେ, କିନ୍ତୁ ଯିଏ ରାଙ୍କ 5 ସଂଗ୍ରାମ ପ୍ରଧାନ, ସେ ମ୍ୟାଥମେଟିକ୍ସ ଅପସନାଲ ଛୁଆ, ସେ ସିଲେକ୍ଟ ହେଇଥିଲେ, ୟେସ୍ ରାଙ୍କ ସାର୍, 5 ଯିଏ ଅଛନ୍ତି। ୟେସ୍ ମ୍ୟାଥମେଟିକ୍ସ ସାର୍, ମ୍ୟାଡାମ ୟେସ୍ ସାର୍। ଏମିତି କହିଲେ ଆପଣ ବାର ବାର କ୍ୱେଶ୍ଚନ ବହୁତ ପ୍ରାକ୍ଟିସ କରିବେ, ମ୍ୟାଥମେଟିକ୍ସ ର ହୁଁ ହୁଁ। ବହୁତ କ୍ୱେଶ୍ଚନ, କାରଣ ଆପଣଙ୍କର ଡିଫରେନ୍ସିଆଲ ଇକ୍ୱେସନ ପାର୍ଟ ସହଜ ହେଇଯିବ,
କିନ୍ତୁ ଯେତେବେଳେ ଆପଣ ସେ ନ୍ୟୁମେରିକାଲ ଆନାଲିସିସ୍ ଲିନିୟର ଆଲଜେବ୍ରା ଆସିବ ନା ସେଇଟା ଟିକେ ଆପଣଙ୍କୁ ଟିକେ ହଇରାଣ କରିବ କାରଣ ମୁଁ ସେଗୁଡା ପଢିଛି ନା ସେ ଗ୍ରୁପ ଥିଓରି ସେମି ଗ୍ରୁପ୍ସ ମୋର ବିଏସସି ରେ ମୋର ଫିଜିକ୍ସ ଅପେକ୍ଷା ମେଥୋଡିକ୍ସ ଭଲ ହଉଥାଏ ମୁଁ ମେଥୋଡିକ୍ସ ପାସ୍ ରଖିଥିଲି ନା ସେଇପାଇଁ ଆପଣ ସେଇ ଯୋଉ ଥିଓରିଟିକାଲ ପାର୍ଟଟା ନା ସେଇଟା ଟିକେ ବେଶୀ ଦେଖିବେ ଟାଇମ ଆଜ୍ଞା ମ୍ୟାଡାମ ଭାଙ୍ଗି ଦେବେ 4 ଘଣ୍ଟା ପାଖାପାଖି ଦେବେ ଡେଲି ଅପସନାଲ ପାଖାପାଖି 4 ଘଣ୍ଟା ଦେବେ ଜିଏସ୍ 4 ଘଣ୍ଟା ଦେବେ କାରଣ ଅପସନାଲ ମନେ ରଖିବେ ଅପସନାଲ ମୁଁ ଯେତିକି ଶୁଣିଛି ଏ ବର୍ଷ କତରୁ ଏଇ ବର୍ଷ ପାଖରୁ ଜିଏସ୍ ହିଁ ଆପଣଙ୍କର ସିଲେକ୍ସନ ଡିଟରମାଇନ କରିବ ଅପସନାଲ ର ଗୋଟେ ରେସନାଲାଇଜେସନ ହେଇଯାଇଛି ଏଇଟା ମନେ ରଖନ୍ତୁ ଅପସନାଲ ଆଉ ମନ ଇଚ୍ଛା ମାର୍କ ଦିଆଯାଉ ନାହିଁ ଅରୁଣ ଷଡଙ୍ଗୀ ସାର୍ ଆସିବା ପାଖରୁ ଜଣେ ସାର୍ ବି କହିଥିଲେ ଇଭିନ୍ ଆମର ଜଣେ ଯିଏ ମାନେ ଖାତା ଦେଖନ୍ତି ମୁଁ ଶୁଣିଛି ଏବେ ଏଇଥର ତାକୁ କ୍ଲିୟରଲି ଇନଷ୍ଟ୍ରକ୍ସନ ଦିଆହେଇଛି ଯେ ଜିଏସ୍ ମାନେ ଯୋଉ ଦେଇ ଦଉଥିଲେ 280 ଗୋଟେ ଗୋଟେ ପେପରରେ ଯୋଉ ମାନେ 400 ପାଖାପାଖି ଧରି ହଉଥିଲା ସେମିତି ଆଉ ହଉନାହିଁ ତେଣୁ ଜିଏସ୍ ରହିବ ଆପଣଙ୍କୁ ହାଇଏଷ୍ଟ ପୁରା 350 ଦିଆଯିବ ତାଠୁ ଅଧିକା ଦିଆଯିବନି ଏଇଟା ମୁଁ ଶୁଣିଛି ଯେ ଗୋଟେ ଗୋଟେ ବେଚ୍ କିନ୍ତୁ 400 ବି ଦେଇ ଦଉଥିଲେ ଆପଣ ଯିଏ ଓକେ ବାଲାନ୍ସ କରିକି ଚାଲିବେ ଥ୍ୟାଙ୍କ ୟୁ ସାର୍ ଆଜ୍ଞା ଆଜ୍ଞା ମ୍ୟାଡାମ ନମସ୍କାର Anyone else? Please feel free to ask him. ଆଜ୍ଞା ପଚାରନ୍ତୁ ଆଜ୍ଞା ମୁଁ ତ ଚାହେଁ କାରଣ ମୁଁ ଯେ ସୁବିଧା ଅସୁବିଧା ହେଇଛି ମୁଁ ଚାହେଁ ଯେ ମତେ ପିଲା ପଚାରନ୍ତୁ ମୁଁ ଯେମିତି ଅନ୍ୟ ଜଣଙ୍କର ସାହାଯ୍ୟରେ ଆସିପାରେ ସାରଙ୍କ ସାହାଯ୍ୟ ପାଇଁ ମୁଁ ଆଜି ଏଠି ତେଣୁ ମୋ ଦ୍ଵାରା ସାହାଯ୍ୟ ଯଦି ଆଉ କାହା ପାଖରେ ପହଞ୍ଚି ପାରିଲା ଅନ୍ୟ ଜଣେ ଯଦି ସିଲେକ୍ସନ ନେଇପାରିଲେ ସେଇଟା ମୋ ପାଇଁ ବହୁତ ବଡ କଥା ତେଣୁ ଯାହାର ଆଜ୍ଞା ଯାହା ପ୍ରୋବ୍ଲେମ ଅଛି ମୁଁ ବହୁତ free, ମୁଁ ଆଜ୍ଞା ଆରାମସେ ପଚାରି ପାରିବେ ମୁଁ ଯେ ପାଇ ଯାଇଛି ବୋଲି ବହୁତ କିଛି କରିଦେଇଛି ସେମିତି କେବେ ନାହିଁ ଆଜ୍ଞା ସେ ଭଗବାନଙ୍କ ଆଶୀର୍ବାଦ ସାର୍ ମାନଙ୍କର ଆଶୀର୍ବାଦ ଯେ ଆମେ ପାଇ ଯାଇଛୁ ବହୁତ ବଡ ଏଚିଭ କରିଦେଇଛୁ ସେମିତି କିଛି ନୁହଁ ଆମେ ବି ଗୋଟେ ନର୍ମାଲ ହ୍ୟୁମାନ ବିଙ୍ଗ ମୁଁ ଭାବେ ତେଣୁ ଆରାମସେ ପଚାରନ୍ତୁ ଆଜ୍ଞା ଯାହାର ଯାହାଟା ଡାଉଟ ଅଛି କାରଣ ମୁଁ ସେ ପ୍ରେସର ଦେଇକି ଗତି କରୁଛି ଆପଣ ମାନେ ମତେ ପଚାରି ପାରିବେ ହ୍ୟାଲୋ Hello, sir, ଆଜ୍ଞା ମ୍ୟାଡାମ congratulations. ନମସ୍କାର କୁହନ୍ତୁ ଆଜ୍ଞା Namaskar, namaskar again. ଆଜ୍ଞା ମ୍ୟାଡାମ ଥ୍ୟାଙ୍କ ୟୁ Uh, prelims ର last stage ରେ ଆପଣଙ୍କ strategy କଣ ଥିଲା ମାନେ ଆପଣ କେମିତି maintain କରୁଥିଲେ ଆପଣଙ୍କ daily routine? ମାନେ prelims ପୂର୍ବରୁ ଯୋଉ last stage ଅଛି ଆମେ ସେଥିରେ କିଛି ପଢୁନଥିଲି ନୂଆ ସାର୍ ଯାହା ଟେଷ୍ଟ ଦେଇଥିଲେ 10ଟା ଟେଷ୍ଟ ବସିକି ରିଭିଜନ ବାରମ୍ବାର କରୁଥିଲି ଆଉ କିଛି ବି ଏକ୍ସଟ୍ରା ପଢୁନଥିଲି ମୁଁ ଯେତିକି ଟାଇମ ଆଜ୍ଞା ଲେଖିବାକୁ ତାକେ ହିଁ ପଢୁଥିଲି କାରଣ ଆପଣ ଏକ୍ସାମରେ ଯେତେ ରିଭିଜନ କରିବେ ନା ସେଇଟା ଇମ୍ପୋର୍ଟାଣ୍ଟ କାରଣ ନୋଟ୍ସ ଜମା ଧରିବେନି ସେଇ ସେତେବେଳେ 10ଟା ଟେଷ୍ଟ ହିଁ ମୋ ହାତରେ ଥିଲା ଆଉ ସେ 10ଟା ଟେଷ୍ଟରେ ମୁଁ କଣ କରିଥିଲି ମ୍ୟାଡାମ ପ୍ରତି ଅପସନକୁ ମୁଁ ଆନାଲିସିସ କରିଥିଲି ଆଉ ଖାଲି ଆନ୍ସର ଟାକୁ ମୁଁ ଆନାଲିସିସ କରିନଥିଲି ମୋର ଆର ବର୍ଷ ଇଏ ଦେଖିବେ ପ୍ରତି ଅପସନ ଟା କାହିଁକି ଭୁଲ କାହିଁକି ଠିକ ମୁଁ ସେଇଟା ଲେଖିଥିଲି ସେ 4ଟା ପଏଣ୍ଟ ପୁରା ମେଚୁରିଟି ବାହାରି ପଡୁଥିଲା ଯାହାଦ୍ୱାରା କି ସେଟା ରିଭିଜନ ତେଣୁ ସେତିକି ରିଭିଜନ କରୁଥିଲି ସେ 10ଟା ଟେଷ୍ଟକୁ ହିଁ ରିଭିଜନ କରୁଥିଲି ଆଜ୍ଞା ଆପଣ ଯେତିକି ଟେଷ୍ଟ କରିଛନ୍ତି ନା 35ଟା ପାଖରେ ଟେଷ୍ଟ ସେଇ ସମସ୍ତଙ୍କୁ ସେତିକି ଟ୍ରାଏ କରନ୍ତୁ ନା ସେତିକି ବହୁତ ଥେମ୍ କଭର କରିଯାଇଥିବ ଏତେ କଭର କରିଯାଇଥିବ ଯେ ଆପଣ ସେ କ୍ୱେଶ୍ଚନ କରି କରି ଏତେ ରିଭିଜନ କରି ଯାଇଥିବେ ଯେ ଅଲଗା କ୍ୱେଶ୍ଚନକୁ ଏଲିମିନେଟ Hello, am I audible? yes sir. Okay, I think ତାଙ୍କର ଆଜ୍ଞା ଟିକେ ସାର୍ ନେଟୱାର୍କ ଶୁଭ ଇସ୍ୟୁ ଅଛି ସୋ ସେ ଏଇଟା ତମେ ବୁଝିଲ ନା ପ୍ରଜ୍ଞା ସେ କଣ କହିବା ପାଇଁ ଚାହୁଁଥିଲେ ଆଜ୍ଞା sir last କୁ ଶୁଭିଲାନି ଟିକେ ଖାଲି ବାସ୍ ହଁ ବାସ୍ ସେ ଏଇଟା କହିବା ପାଇଁ ଚାହୁଁଥିଲେ କି ତମେ ଏତିକି ଭଲକି ସେଇ ଟେଷ୍ଟ ଗୁଡ଼ା ସଲ୍ଭ କର ଆଉ ତାର ଅପସନ୍ସ ଗୁଡ଼ାଏ ନଟ୍ ଓନ୍ଲି ଦ ଟେଷ୍ଟ ବଟ୍ ଅଲସୋ ଅପସନ୍ସ ଯଦି ଅପସନ୍ସ ଗୁଡ଼ା ତମେ କାହିଁକି ଭୁଲ ହେଲା କାହିଁକି ଠିକ୍ ହେଲା ଯଦି ଭୁଲ ହେଇଛି ଠିକ୍ଟା କ'ଣ ଏତିକି ଯଦି ଆନାଲିସିସ୍ କରିଦେଲ ତ ପ୍ରିଲିମ୍ସରେ ତମକୁ ଏତିକି ଜିନିଷ ଯେଉଁ ବି ଅପସନ୍ସ ଆସିବ ସେଇଟା ଇଜିଲି ଏଲିମିନେଟ୍ କରିପାରିବ ସୋ ଦ୍ୟାଟ୍ସ ହ୍ୱାଟ୍ ହି ୱାଜ୍ ଟ୍ରାଇଙ୍ଗ ଟୁ କନଭେ ଓକେ ସୋ ସେଇଟା ହିଁ କହିବା ପାଇଁ ଚାହୁଁଥିଲେ ଆଜ୍ଞା sir. ସୋ ଆଇ ହୋପ୍ ୟୁ ଅଣ୍ଡରଷ୍ଟାଣ୍ଡ ନାଉ ଆଜ୍ଞା sir. Thank you sir. ଓକେ ରବୀନ୍ଦ୍ର ଟିକେ ତାଙ୍କ ଗାଁରେ ଅଛନ୍ତି ଆଜ୍ଞା ତ ତାଙ୍କ ଘରେ ଅଛନ୍ତି ଆଉ ରବୀନ୍ଦ୍ର କହିବା ପାଇଁ ଭୁଲିଗଲେ ତାଙ୍କ ଗାଁକୁ ରାସ୍ତା ବି ନାହିଁ ତ ଇଣ୍ଟରନେଟ୍ ଟିକେ ଅଧେ ରାସ୍ତାରେ ଅଟକି ଯାଉଛି ତାର ବର୍ଷା ଫର୍ଷା ବି ହେଇଯାଇଛି ନା ସତ ଏବେ ବି ବର୍ଷା ହେଇଛି
କାଦ ହେଇଯାଇଛି ସାର୍ ରାସ୍ତା ଦେଖିବେ ଲୋକ ଯାଇପାରୁନାହାନ୍ତି ଏବେ ବି କାଦ ଅଛି ସେ ରାସ୍ତାରେ ସାର୍ ବର୍ଷା ହେଇକି ଗଲା ସାର୍ ସିଦ୍ଧାର୍ଥ ସାର୍ ପଚାରୁଥିଲେ ଟିକେ ପଚାରିବେ ବୋଧେ ଏନିୱାନ୍ ଏଲ୍ସ ଆଉ କାହାର କିଛି କ୍ୱେଶ୍ଚନ୍ ପଚାରିବାର ଅଛି ଏମିତି ଭାବନି କି ଏବେ କ୍ୱେଶ୍ଚନ୍ ନ ପଚାରି ପାରିଲେ ଆଉ କେବେ ପଚାରି ପାରିବନି ହି ୱିଲ୍ ବି ଅଲୱେଜ ଆଭେଲେବଲ୍ हेलो ୟା ଆସ୍କ ସିଦ୍ଧାର୍ଥ ମୋ ପାଖରେ ସବୁବେଳେ ଅଛି ସବୁ ଛୁଆଙ୍କ ପାଇଁ ଅଛି ଆଜ୍ଞା ଆଜ୍ଞା फर्स्ट ऑफ ऑल कांग्रेचुलेशन सिलेक्शन भाई ମୁଁ ଗଲା ଥର ପ୍ରିଲିମ୍ସ ଦେଇଥିଲି କିନ୍ତୁ ମତେ ଲାଗୁଛି ମୋର ମାନେ ବହୁତ କମ ମାର୍କ ହିଁ ରହିଗଲା ସାର୍ ମାତ୍ର ଧନ୍ୟବାଦ 2-3 ମାର୍କସ ପାଇଁ ରହିଗଲା ମୋ ପ୍ରିଲିମ୍ସ ମୋର 85 ପ୍ଲସ୍ ମାର୍କ ଥିଲା ପ୍ରିଲିମ୍ସରେ କିନ୍ତୁ ଲାଗୁଛି ମୁଁ ବହୁତ କମ ମାର୍କ ରହିଗଲି ତ ସେଥିପାଇଁ ପ୍ରିଲିମ୍ସ ଟିକେ ଲୋ କନଫିଡେନ୍ସ ଅଛି ଏବେ ବି ତ ସେ କନଫିଡେନ୍ସ କେମିତି ବୁଷ୍ଟ କରିବି ଏବେ ସେଇଟା ଭାବୁଛି ସାର୍ ମୋର ପ୍ରଥମ କଥା ସାର୍ ପ୍ରଥମ କଥା ଆପଣ ନିଜକୁ କନଫିଡେନ୍ସ ଦିଅନ୍ତୁ ନିଜ ମେଣ୍ଟର ମୁଁ ସାର୍ ଏଇଟା କରିଛି ନା ମୁଁ ନିଜେ ମେଣ୍ଟର ଉପରେ ବିଶ୍ୱାସ ରଖନ୍ତୁ ଆଉ ନିଜେ ଯୋଉଟା ପଢିଛନ୍ତି ନା ନିଜ ସୋର୍ସ ଉପରେ ବିଶ୍ୱାସ ରଖନ୍ତୁ ମୁଁ ପଢିଛି ସାର୍ ଏତିକି ମନରେ ସବୁବେଳେ ଆଣୁଥିବେ ମୋ ଯେତେବେଳେ ମୁଁ ଗୋଟେ କଥା କହିବି ମତେ ବି ଡର ଲାଗୁଛି ମୁଁ କିନ୍ତୁ 3 ଇଡିୟଟ୍ସ ନା ଅଲ୍ ଇଜ୍ ୱେଲ୍ ଅଲ୍ ଇଜ୍ ୱେଲ୍ ଅଲ୍ ଇଜ୍ ୱେଲ୍ ଏମିତି କହିକି ମୁଁ ଇଣ୍ଟରଭ୍ୟୁକୁ ଯାଇଛି ଏଇ ଯୋଉ ଆମ ଛାତ୍ର ଧଡ଼କନ ଥିଲା ନା ଇଏ ବହୁତ ଆକ୍ଚୁଆଲି ନା ସବୁବେଳେ ଡରାଇ ଥାଏ ଯେତେବେଳେ ଏଇ ଜିନିଷଟା ଆମକୁ ନିଜେ ହେଇଥିଲେ ସାର୍ ଭାଙ୍ଗି ପଡନ୍ତୁନି କେବେ ସାର୍ ଆଉ ଆମେ ଯଦି ସାର୍ ନିଜକୁ ନିଜେ ଭାଙ୍ଗି ପଡିବ ସାର୍ ଅଟୋମେଟିକ ଏକ୍ସାମ ଖରାପ ହେଇଯିବ ନା ନିଜକୁ ଆମେ ପାରିବିନି ନିଜେ ହବନି ସାର୍ ଆଉ ଆମକୁ କିଏ ଉଠେଇବେ ସାର୍ ଟିକେ ପ୍ରୋବ୍ଲେମ ହଉଛି ନା ସାର୍ ଟିକେ ମାନେ ଈଶ୍ୱର ଭଗବାନଙ୍କୁ ଡାକନ୍ତୁ ଆଉ ନିଜ ପରିଶ୍ରମ ଉପରେ ସାର୍ ବିଶ୍ୱାସ କରନ୍ତୁ ନିଶ୍ଚିତ ସାର୍ ହବ ନିଶ୍ଚିତ ଯଦି ଆପଣ ପରିଶ୍ରମ ଭଲସେ କରୁଛନ୍ତି ସାର୍ ଏଇ ଜିନିଷକୁ ନିଜର ବିଶ୍ୱାସ କରନ୍ତୁ ମୁଁ ଯେତିକି ପଢିଛି ତାକୁ ଭଲସେ ରିଭାଇଜ କରିବି ଏକ୍ସାମକୁ କନଫିଡେଣ୍ଟରେ ହିଁ ଯିବି ସାର୍ କନଫିଡେନ୍ସ ବହୁତ ମ୍ୟାଟର କରେ ସାର୍ ଏକ୍ସାମରେ ସେଇ 2 ଘଣ୍ଟା ନା ସାର୍ ବି କୁହନ୍ତି ତମେ ଭାବନି ଯେ ଇଭିନ୍ ମେନ୍ସ କଥା କହିଥିଲେ ତମେ ଭାବନି ଯେ ଏ ଏକ୍ସାମ ହେଲା 50% ନଲେଜ ଆଉ 50% ହେଲା ଆମର ଦ୍ୱାରା ସାର୍ ଏ ବର୍ଷ ଆପଣ ମାନେ ସବୁ GS3 GS4 କ୍ୱେଶ୍ଚନ ଦେଖିଥିବେ ବହୁତ କଥାଟା କେହି ବି ଏମିତି ଏକ୍ସପେକ୍ଟ କରୁନଥିଲେ କିନ୍ତୁ ସେଇ ଜାଗାରେ ଆମର କଣଟା କାମ ରହିଲା ମୋର କନଫିଡେନ୍ସ କାରଣ ମୁଁ ଥିଲି ଯେ ମୁଁ ଯାହା ବି ଆସୁ ମୁଁ କନଫିଡେନ୍ସ ଥିଲି ଦେଖିବି ଯଦି ଭାବୁଥିଲା ମୁଁ ସେମିତି ନର୍ଭସ ହେଇଯାନ୍ତି ସାର୍ ହୁଏତ ସାର୍ ଏତିକି ଆପଣଙ୍କୁ କହିବି ଯେ କନଫିଡେନ୍ସ ବଜାୟ ରଖନ୍ତୁ ଆପଣ ନିଜର ଲେବର ଯୋଉଟା କରିଛନ୍ତି ଏତେ ଦିନ ହେଲା ସେଇଟାକୁ ବଜାୟ ରଖନ୍ତୁ ନିଶ୍ଚିତ ସାର୍ ଆପଣଙ୍କର ପରୀକ୍ଷା ସାର୍ ଆପଣଙ୍କର ଭିତରେ ହେଇଯିବ ବିଶ୍ୱାସ କରନ୍ତୁ ସାର୍ ହେଇଯିବ ସାର୍ ଏତିକି ବିଶ୍ୱାସ ରଖନ୍ତୁ ନିଜ ମନୋବଳଟାକୁ ସବୁବେଳେ ବଢେଇକି ରଖନ୍ତୁ ନିଜକୁ ଡାଇନ୍ ଫିଲ୍ କରନ୍ତୁ ମଲ୍ଟିପୁଲ ଟାଇମ୍ସ ରିଭିଜନ କରନ୍ତୁ ଏତିକି କହିବି ଆଉ ନିଜ କନଫିଡେନ୍ସକୁ ବଜାୟ ରଖନ୍ତୁ थैंक यू एडवर्ड थैंक यू ଆଜ୍ଞା ଆଜ୍ଞା ସାର୍ ଧନ୍ୟବାଦ ଓକେ ଆଇ ଥିଙ୍କ ସେତିକି ହିଁ କ୍ୱେଶ୍ଚନ୍ସ ଅଛି ଆଉ କାହାର କ୍ୱେଶ୍ଚନ୍ସ ନାହିଁ ସୋ ଠିକ୍ ଅଛି ରବୀନ୍ଦ୍ର ବହୁତ ବହୁତ ଧନ୍ୟବାଦ ରିଏଲି ଆଇ ଏମ୍ ଥ୍ୟାଙ୍କଫୁଲ୍ ଟୁ ୟୁ କି ତମେ ଆସିକି ଟିକେ ପିଲାମାନଙ୍କୁ ଗାଇଡ଼ କଲ ଦେର୍ ଆର୍ ସୋ ମେନି ଷ୍ଟୁଡେଣ୍ଟ ଯେଉଁମାନେ କି ଏଇଟା ଭାବୁଥିଲେ କି କୁଆଡ଼େ ତମେ କେଉଁ ଗୋଟେ ସ୍ପେଶିଆଲ କେଉଁଠୁ ଗୋଟେ ଅଲଗା କେଉଁଠୁ ପଢ଼ିକି ଆସିଛ କିଛି ଗୋଟେ ଏକ୍ସଟ୍ରା କିଛି କରିଛ ସୋ ଇଟ୍ସ ନଟ୍ ଇଟ୍ସ ଦ ସେମ୍ ଥିଙ୍ଗ ନିଜ ଏଫର୍ଟ ଉପରେ ତମେ ବିଶ୍ୱାସ କଲ ଟିକେ ଭଗବାନଙ୍କ ଉପରେ ବିଶ୍ୱାସ କଲ ତ ଡେଫିନେଟଲି ଜିନିଷ ଗୁଡ଼ା ଠିକ୍ ଠାକ୍ ହେଲା ଆଗରେ ଆପଣ ସବୁବେଳେ ଗୋଟେ କଥା କହୁଥିଲେ ଇଭିନ୍ ଆପଣ ଗୋଟେ କଥା କହୁଥିଲେ ଯେ ସବୁବେଳେ କଣ ଗୋଟେ କରିବ ଆମକୁ ସବୁବେଳେ କହୁଥିଲେ ସବୁବେଳେ ଯିଏ ପଜିଟିଭ ଭାବେ ନା ତା ସବୁବେଳେ ଗୋଟେ ପଜିଟିଭ ହେଇଯାଏ ନେଗେଟିଭ ସବୁବେଳେ ଭାବୁଥିବ ଖରାପ ହେଇଯାଏ ଏକ୍ସାମ ଯାଏ ମୋ ମା ସବୁବେଳେ ସାର୍ ରେଜଲ୍ଟ ବାହାରିଲା ପୂର୍ବରୁ ମତେ କହୁଥାନ୍ତି ତ ହବ ଦେଖିବୁ ମୋର ବିଶ୍ୱାସ ଅଛି ତୋର ହବ ମୁଁ କିନ୍ତୁ ମନରେ ଭାବୁଥାଏ ମୁଁ ସବୁବେଳେ କହୁଥାଏ ମୋର ହବ ବୋଲି କିନ୍ତୁ ମନରେ ଟିକେ ଡର ଥାଏ ରେକମେଣ୍ଡେସନ ଲେଟର ନେବା ଆସିବା ଯାଏ କିନ୍ତୁ ସାର୍ ଏଇ ଯୋଉ ପଜିଟିଭ ମାନିଫେଷ୍ଟ ଶେଷରେ ଆପଣ ସବୁବେଳେ କହୁଥାନ୍ତି ଯେ ସବୁବେଳେ ପଜିଟିଭ ଭାବ ପଜିଟିଭ ଟା ସବୁବେଳେ ପଜିଟିଭ ହବ ମାନେ କିଛି ଜାଗାରେ ଇଏ ହେଇପାରେ କିନ୍ତୁ ମୋ କ୍ଷେତ୍ରରେ ସାର୍ ତ କାମ ଦେଇଛି ମୁଁ ସବୁବେଳେ ପଜିଟିଭ ଥିଲି ଯେ ମୋର ହବ 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 ମୁଁ ଏମିତି ସବୁବେଳେ ମନକୁ ମାନେ ତେଣୁ ପଜିଟିଭ ରହିବା ସବୁବେଳେ କାରଣ ପଜିଟିଭରେ ପୁରା ସାର୍ କହିଛନ୍ତି ଟେକ୍ସ ପଡୁଛି କି ପଜିଟିଭ GST ନିଆ ହଉନି ନା ତ କାହିଁକି ପଜିଟିଭ ଭାବିବାନି ଠିକ୍ କଥା
हेलो Yeah. हेलो ଆଜ୍ଞା ମ୍ୟାଡାମ ନମସ୍କାର। ନମସ୍କାର हेलो ମ୍ୟାଡାମ ସାର୍ ନମସ୍କାର। ନମସ୍କାର ସାର୍ ଆଜ୍ଞା ମ୍ୟାଡାମ ମୋର ଆକ୍ଚୁଆଲି ଟିକେ ନମସ୍କାର। ଏଥର ସାର୍ ମୋର ଏଥର ଇଣ୍ଟରଭ୍ୟୁ କ୍ୱାଲିଫାଏ ମାନେ appear କରିଥିଲି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ଯାଇଥିଲି କିନ୍ତୁ ଫାଇନାଲ ଲିଷ୍ଟରେ ରାଙ୍କ ଆସିଲାନି। ତ ମୋର ଗୋଟେ କ୍ୱେଶ୍ଚନ ଥିଲା ସାର୍ ମେନ୍ସରେ ମାନେ କେମିତି କଣ ଗୋଟେ ଆନ୍ସରରେ କଣ କଣ ରହିବା ଦରକାର ମାନେ ସେଠି କେମିତି ମାର୍କ ଇନକ୍ରିଜ କରିହବ ମାନେ ତା କ୍ୱାଲିଟିଟା କେମିତି ବଢେଇ ପାରିବ ସେଟା କ୍ୱେଶ୍ଚନଟା ଥିଲା ସାର୍। ଆଜ୍ଞା ମ୍ୟାଡାମ ମ୍ୟାଡାମ ମୁଁ ମେନ୍ସରେ ଆପଣ ମୋ ଖାତା ମ୍ୟାଡାମ ସାର୍ ମୁଁ କହିଛି ସାର୍ କିଛି କିଛି ପିଲା ମତେ ମେସେଜ କରୁଛନ୍ତି ଆପଣ ବିଶ୍ୱାସ କରିବେନି ମତେ ଛୁଆ ମେସେଜ କରୁଛନ୍ତି ଆପଣ ସତ କହୁଛନ୍ତି ତ ଆପଣ ସାରଙ୍କ କତିରୁ କୋଚିଂ ନେଇଛନ୍ତି ବୋଲି କି ସାରଙ୍କ କତିରୁ ଟେଷ୍ଟ ଲେଖିଛ ବୋଲି ଯେ କିଛି କିଛି କୋଚିଂ ସେଣ୍ଟର ଏମିତି ହଇରାଣ କରନ୍ତି ମତେ ମୁଁ ସାରଙ୍କୁ କହିଛି ମୁଁ ସାରଙ୍କୁ ସେଇଥିପାଇଁ କହିଲି ସାର୍ ଆପଣଙ୍କ ଖାତା ଅପଲୋଡ କରିଦିଅନ୍ତୁ ଆପଣ ମ୍ୟାଡାମ ମୋ ପ୍ରଥମ ଖାତା ଦେଖିବେ ମୋ 18 ନମ୍ବର ଖାତା ଦେଖିବେ ମୁଁ ଆଙ୍କ ଉପରେ ସାରଙ୍କ ଉପରେ ବିଶ୍ୱାସ କରିଥିଲି ଏତିକି ମ୍ୟାଡାମ ରଖି ମୁଁ ମ୍ୟାଡାମ କଣ କରୁଥିଲି ହିଷ୍ଟ୍ରି ଯେତିକି ସବୁ ବଂଶ ପଡିଥିଲା ମୁଁ ସବୁ ଗୋଟେ ଗୋଟେ ଡାଇଗ୍ରାମ କାଟିଥିଲି ଯେ ଭାରତ ମାନଚିତ୍ର କାଟିଲି ସୋମବଂଶ ବା ଯୋଉ ବଂଶ ଥିଲା ସେ କୋଉ ଏରିଆର ଥିଲେ ସେ ଓଡିଶା ଶୁଣିଥିଲା ମ୍ୟାଡାମ କିନ୍ତୁ ମତେ ନଦୀ ସବୁଆଡେ ମୁଁ ସେଠି ତ ଓଡିଶା ଚିତ୍ର କାଟିଥିଲି ମୋର ପ୍ରଥମରୁ ଓଡିଶା ଚିତ୍ର ହିଁ ହୁଏନି ଭାରତ ମାନଚିତ୍ର ବି ମୋର ହଉନଥିଲା ମୁଁ ଡେଲି ସକାଳୁ ଉଠିକି 5 ମିନିଟ ଭାରତ ମାନଚିତ୍ର ଓଡିଶା ମାନଚିତ୍ର 5 ମିନିଟ କାଟେ ଡେଲି ଗୋଟେ ସମାଜ ଖାତା ପୁରା ଖାତା ଗୋଟେ କମ୍ପ୍ଲିଟ କରିଛି ଖାଲି ମାନଚିତ୍ର କାଟିବି ମୋର ଚିତ୍ର ଏତେ ଭଲ ହୁଏନି ତେଣୁ ସେ ଓଡିଶା ଚିତ୍ର ଗୋଟେ କାଟିଥିଲି କାଟିକି ସବୁ ନଦୀ କୋଉ ଦର୍ଶେଇ ଏଇଗୁଡା ଟିକେ ଆଉ ଡାଟା ଦେବେ ଏଇଟା ଟିକେ ମୁଁ ନିଜେ ଫିଲ୍ କରୁଛି ମୋ ସେକ୍ସନ ବଡ କାରଣ ଏଇ ଡାଟା ଗଭର୍ଣ୍ଣମେଣ୍ଟ ସ୍କିମ୍ ସୁପ୍ରିମକୋର୍ଟ ଜଜମେଣ୍ଟ ସାର୍ ଯୋଉ ଗଭର୍ଣ୍ଣମେଣ୍ଟ ସ୍କିମ୍ ଗୋଟେ ଦେଇ ଦେଇଥିଲେ ଲାଷ୍ଟକୁ ଗୋଟେ ପିଡିଏଫ ଦେଇ ଦେଇଥିଲେ ଆଉ ଗୋଟେ ଦେଇଥିଲେ ସୁପ୍ରିମକୋର୍ଟ ଜଜମେଣ୍ଟ ମୁଁ ପୁରା ସେଗୁଡା ମୁହଁରେ ପୁରା ରଖିଥିଲି ପାଖାପାଖି 100ଟା ସୁପ୍ରିମକୋର୍ଟ ଜଜମେଣ୍ଟ ମୁଁ ମୁହଁରେ ରଖିଥିଲି ସେଇଭଳିଆ ରଖିକି ଯାଇଥିଲି କାହିଁକି ନା ଗୋଟେ ଗଭର୍ଣ୍ଣମେଣ୍ଟ ନା ଜଣେ କିମ୍ବା 5 ମାର୍କ ପାଉଛି ନା 15ରୁ କି 7 ମାର୍କ ଆପଣ ଯଦି ଗୋଟେ ସୁପ୍ରିମକୋର୍ଟ ଜଜମେଣ୍ଟ ବା ଗୋଟେ ଡାଟା ଦଉଛନ୍ତି ମ୍ୟାଡାମ ନିଶ୍ଚିତ ଆପଣ ନ ପାଇବେ ସେଠି ଏଇଠି ମନେ ରଖିଥାନ୍ତୁ କାହିଁକି ନା ଆପଣ ସେଟ କରୁଛନ୍ତି ସେଠି ସମସ୍ତେ ସେଟା ଗୋଟେ ଜେନେରିକ ଆନ୍ସର ଆପଣଙ୍କର ଟିକେ ମାନେ ଟିକେ ଭଲ ହବା ଦରକାର ଆଉ ଡାଇଗ୍ରାମ ଯୋଉ ଗୋଟେ ଓଭର ରେଟେଡ ଯେ ଡାଇଗ୍ରାମ ମେଚା ମେଚା ଦବା ଦରକାର ଅନନେସେସରି ଡାଇଗ୍ରାମ ଦବା ଦରକାର ନାହିଁ ସେଠି ଦରକାର ଯୋଉଠି ଆପ୍ଲିକେବୁଲ ଦରକାର ଆମେ ଅନନେସେସରି ଡାଇଗ୍ରାମ ବହୁତ କଣ କରନ୍ତି ମାନେ ସେଠି ଦରକାର ଥିବ ବୋଲି ଡାଇଗ୍ରାମ ଦିଅନ୍ତି ମୁଁ ତ ବହୁତ ଜିନିଷ ଲେଖିଥିଲି ମାନେ ଲେଖିଥିଲି ମୁଁ ଏନ୍ସାର ଲେଖିଥିଲି କିନ୍ତୁ ଆପଣଙ୍କୁ ଏଇ କଥା କହିଲି ଡାଟା ଦେବେ ଏକ୍ସାମ୍ପଲ୍ସ ଦେବେ କିଛି କିଛି କମିଟି ଦେବେ ରିପୋର୍ଟସ ଏଇଗୁଡାକ ବହୁତ ମ୍ୟାଟର କରେ ଆଉ ଯୋଉଠି ଚିତ୍ରର ଆବଶ୍ୟକତା ଅଛି ଯେମିତି ଗୋଟେ ଏ ବର୍ଷ ପଡିଥିଲା ଗୋଟେ ଆର୍ଥକ୍ୱେକର ପଡିଥିଲା କେମିତି ତାକୁ ଇଏ କରିବା ଆଉ ମୁଁ କରିଥିଲି ଗୋଟେ ଭାରତୀୟ ମାନଚିତ୍ର କାଟିଥିଲି ସବୁ ଜୋନ ଗୁଡାକ ଦେଖେଇ ଦେଇଥିଲି ଯେ ଏଇଠି ଏଇଠି ଅଛି ଯାହାଦ୍ୱାରା କି ଟିଚର ଟା ଜାଣିପାରିବ ହଁ ଛୁଆର ଆଇଡିଆ ଅଛି ତାପରେ ପାଠ ସେ ଯାହା ପଢୁଛି ନାହିଁ ତାପରେ ମୁଁ କରିଥିଲି ଗୋଟେ ପଡିଥିଲା ଅର୍ଗାନାଇଜ କ୍ରାଇମ ଟେରୋରିଜିମ ସାରଙ୍କର ଡାଇରେକ୍ଟ ଟେଷ୍ଟ ବୋଧେ ଥିଲା ଏଇଟା କ୍ୱେଶ୍ଚନ ଟା ବୋଧେ କେମିତି ଲିକ୍ ହେଇଛି ଏଇଟା ପଡିଥିଲା ପରୀକ୍ଷାରେ ମୁଁ କଣ କରୁଥିଲି ଭାରତ ମାନଚିତ୍ର କାଟିଲି କାଟିକି ଗୋଟେ ଏଇଠି ଜନ୍ମ ଆଉ ଗୋଟେ ଏପଟେ ତ୍ରିଭୁଜ ଚିତ୍ର କାଟିଥିଲି ଏଇଟା କୁହାଯାଏ ଗୋଲ୍ଡେନ ଗୋଟେ ଗୋଲ୍ଡେନ କ୍ରେସେଣ୍ଟ ଆଉ ଗୋଟେ କଣ ତାପରେ ତାକୁ ସାଇଡ କରି ରଖିଥିଲି ଏଇଗୁଡାକ ବହୁତ ମ୍ୟାଟର କରେ ସେଇ ଜାଗାରେ ଏଇଗୁଡା କିଛି ଡାଇରେକ୍ଟ ସାର କ୍ୱେଶ୍ଚନ ପଡିଥିଲା ଇଲେକ୍ସନ କମିଶନ ସେ ପଡିଥିଲା ଷ୍ଟେଟ ଇଲେକ୍ସନ କମିଶନ ଆପଣ ପଢିଛନ୍ତି ଇଲେକ୍ସନ କମିଶନ ଲେଖିବେ ସେଠି ଏମତି ସିଏଜି ଡାଇରେକ୍ଟ କ୍ୱେଶ୍ଚନ ସାରଙ୍କର ପଡିଥିଲା କିଛି କିଛି ମୁଁ କଣ କରୁଥିଲି ସେଇ ସମୟରେ ଏଇଗୁଡା କହିଲି ଏଇ ସିଏଜି ଲେଖିଲା ବେଳେ ସମସ୍ତେ ଆମେ ଲେଖିଦଉ ମୋର ବୋଧେ ଆର୍ଟିକଲ ଟା ମନେ ପଡୁନି ଯେତିକି ଆର୍ଟିକଲ 60 ମୋର ମନେ ପଡି ଯାଇଥିଲା ଭୁଲିଗଲି ବହୁତ ଆର୍ଟିକଲ 84 ନା କେତେ ଗୋଟେ ଭୁଲି ପଡୁ ମନେ ପଡିନା କେତେବେଳେ ଆଡଭୋକେଟ ଜେନେରାଲ 166 ଆର୍ଟିକଲ ସିଏ ବୋଧେ ଆଉ ସାର ଟଚ୍ ନାହିଁ କୋଉଠି ହେଲା ତ ମୁଁ ଟିକେ ଭୁଲି ଯାଉଛି ଆମେ ସବୁ ଲେଖିଦଉ କିନ୍ତୁ ସିଏଜି ର ମନେ ରଖିଥିବେ କିଛି କିଛି ସାର ଡାଟା ଦେଇଥାନ୍ତି କୋଉ ଜାଗାରେ କଣଟା ହେଇଥିଲା ସିଏଜି ର ରିପୋର୍ଟ କଣ ଆସିଥିଲା ଏଇ ଜାଗାଟା ଲେଖିବାର ଅଛି ସମସ୍ତେ ଲେଖିବେ ତାର ଫଙ୍କସନ ଏଇଆ କିନ୍ତୁ ଆପଣ ସେଇଟା ଲେଖିବେ ଏଠି ଯୋଉ ବାଦ୍ରା କେସ୍ ଯୋଉ କିଛିଟା କେସ୍ ହେଇଥିଲା 2G ସ୍ପେକ୍ଟ୍ରମ କେସ୍ ବା ରିସେଣ୍ଟଲି କୋଉଠି କୋଉଠି ସବୁ ହେଇଥିଲା ସେଗୁଡା ଲେଖିଲେ ଭାବନ୍ତୁ ସେ ଲେଖିଛି ନର୍ମାଲ ଆପଣ କିଛିଟା ଏକ୍ସାମ୍ପଲ ଦେଇଛନ୍ତି ଏଇ ଜାଗାରେ ମ୍ୟାଡାମ ଡିଫରେନ୍ସିଏଟ କରିଦିଏ ଆମକୁ ମତେ ଲାଗେ କୋଉଠି ଆବଶ୍ୟକତା ଥିବ ମ୍ୟାଡାମ ଡାଟା ଦେବେ କିନ୍ତୁ ଆଉ ଗୋଟେ ପଡିଥିଲା ମ୍ୟାଡାମ ଓଡିଶାର ଫରେଷ୍ଟ ବିଷୟରେ ପଡିଥିଲା
ମୁଁ ମ୍ୟାଡାମ ସତ କହୁଛି ଏଇ କ୍ୱେଶ୍ଚନ ଟା ମୁଁ ମେନ୍ ଟାଇମରେ ପଢିନି, କିନ୍ତୁ ମୁଁ କଣ କରୁଥିଲି ପ୍ରିଲିମ୍ସ ଟାଇମରେ ପଢିଥିଲି। କିନ୍ତୁ ମୋର କଣ ଥିଲା, ଡାଟା ବନେଇଥିଲା ଇଣ୍ଡିଆନ୍ ଷ୍ଟେଟ୍ ଫରେଷ୍ଟ ରିପୋର୍ଟ 2023 ଅନୁଯାୟୀ ଓଡିଶାରେ 33.33। ମୁଁ ପ୍ରଥମେ ସେଇଠୁ ହିଁ ଷ୍ଟାର୍ଟ କରିଥିଲି। ସେଇଠୁ ଷ୍ଟାର୍ଟ କରିକି ପ୍ରିଲିମ୍ସ ଟାଇମରେ ଯେତେ ସବୁ ଫରେଷ୍ଟ ଥିଲା, ମୁଁ ସବୁ ଗୋଟେ ଗୋଟେ ଓଡିଶା ଚିତ୍ର କାଟିଦେଲି। ଗୋଟେ କମନ ଆଇଡିଆ ଥିଲା ଯେ କୋଉଠି କୋଉ ଫରେଷ୍ଟ ଅଛି, ଗୋଟେ ଗାରବାର ଲେଖିଦେଲି, କାରଣ ସେମାନେ ବି ଜାଣନ୍ତି ଯେ ଏ ପିଲା ପାଖରେ ସମୟ ନାହିଁ। ସେମିତି ଚିତ୍ର ମ୍ୟାଟର ସେଠି ବେଶୀ କିଛି ମ୍ୟାଟର କରେନି, ଆପଣ ଯଦି ଟିକେ ଇଏ କରିଦଉଛନ୍ତି। ସେମିତି ଲେଖିଥିଲେ ତାପରେ ଡାଟା ଦେବେ ଟିକେ ସେ ଜାଗାରେ ଏକ୍ସାମ୍ପଲ ଦେଇକି, ଆଉ ସେମିତି ଭିତରେ ପଡିଥିଲା ମିନେରାଲ ହାର୍ଟ ନଦୀ ବିଷୟରେ ପଡିଥିଲା, ସେ ଡାଟା ଦେବେ। ମୁଁ ଲେଖିଥିଲି ଓଡିଶା ଏଇ ଯୋଉ ଏଇ ବର୍ଷ ମିନେରାଲ ପ୍ରଡକ୍ସନ ଅନୁଯାୟୀ ଓଡିଶାକୁ ଆମେ ମିନେରାଲ ହାର୍ଟ କୁହାଯାଏ। ତାପରେ ଏଇ ବର୍ଷ ଓଡିଶା କୋଉଥିରେ କୋଉଥିରେ ଫାଷ୍ଟ। ଏଇ ଅନୁଯାୟୀ ଆମ କତର ତ କିଛି ତାର ଇଣ୍ଟ୍ରୋଡକ୍ସନ ନଥାଏ ଅଲଗା ଭଳିଆ, ତେଣୁ ମୁଁ କଣ କରିବି, ଯୋଉଠି ଇଣ୍ଟ୍ରୋଡକ୍ସନ ନାହିଁ ମୁଁ ଡାଟାରୁ ଷ୍ଟାର୍ଟ କଲି। ଆଉ ମୋର ଗୋଟେ ବଡ କଥା ହେଲା, ମୋର ଫିଜିକ୍ସ ପାଇଁ ସିଲେକ୍ଟ ହେଇଛି, ଏଇଟା ମୁଁ ବି ଜାଣିଛି। ଫିଜିକ୍ସ ପାଇଁ କି ର୍ୟାଙ୍କ କମିଛି, କାରଣ ମୁଁ ଫିଜିକ୍ସ ଯଦି ସେଟିଂ ମାରି ଦେଇଥାନ୍ତି ଆଜି ର୍ୟାଙ୍କ ନିଶ୍ଚିତ ମୋର ଭଲ ଥାନ୍ତା। ଏଇଟା ମୁଁ ସାରଙ୍କୁ ବି କହିଥିଲି। ସାର୍ ମତେ କୁହନ୍ତି ରବୀନ୍ଦ୍ର ଫିଜିକ୍ସ ପାଇଁ ସିଲେକ୍ଟ ହେଇଛ ତମେ। ଆଜ୍ଞା ମ୍ୟାଡାମ, ଆଜ୍ଞା ସାର୍, এইগুলা ଟିକେ ମ୍ୟାଡାମ ଥ୍ୟାଙ୍କ ୟୁ ଲକ୍ଷ୍ୟ କରିବେ, ଡାଟା ରିପୋର୍ଟ এইଗୁলা ଟିକେ ଭଲସେ ମ୍ୟାଡାମ ଟିକେ ଲକ୍ଷ୍ୟ କରିବେ। ଆଜ୍ଞା ଆଜ୍ଞା ସାର୍। ଆଜ୍ଞା ମ୍ୟାଡାମ, ଧନ୍ୟବାଦ। ଠିକ ଅଛି ତାହେଲେ ୱାଇଣ୍ଡ ଅପ୍ କରିବା। ଏମିତି ନୁହଁ କି ଏଇଟା ଲାଷ୍ଟ ଟାଇମ୍, ତମେ ତାଙ୍କୁ ଆହୁରି ବହୁତ ଥର ଦେଖିବ ଏଠି, ଆହୁରି ବହୁତ ଥର ତମକୁ ଅପରଚ୍ୟୁନିଟି ମିଳିବ କ୍ୱେଶ୍ଚିନ୍ ପଚାରିବା ପାଇଁ। ମେନ୍ସ ଟାଇମ୍ରେ ବି ସେ ତମକୁ ଗାଇଡ୍ କରିବେ। ସୋ ଏମିତି କିଛି ଭାବିବାର ନାହିଁ କି ଦିସ୍ ଇଜ୍ ଦ ଲାଷ୍ଟ ଟାଇମ୍ ଆଉ ତମେ ପଚାରି ପାରିବନି। ହି ୱିଲ୍ ହେଲ୍ପ ୟୁ, ଡୋଣ୍ଟ ୱରି। କୋଉ ଜାଗାରେ ଆଉ ଫିଜିକ୍ସ ଯଦି ମ୍ୟାଡାମ ମ୍ୟାଡାମ ସାର୍ ମାନେ ମୁଁ ଆପଣଙ୍କୁ କହୁଛି, ମୁଁ ଆପଣ ମାନେ ଯଦି ମତେ ପର୍ସନାଲି ମେସେଜ କରିବେ, ମ୍ୟାଡାମ କେବେ ଭାବିବନି ଇଏ ପାଇଯାଇଛି ବାବୁ ଦେଖେଇବ। ମ୍ୟାଡାମ ମୁଁ ଯୋଉ ଜାଗାରୁ ମୁଁ ଯୋଉ ଜିନିଷଟାକୁ ଏବେ ମାନେ ଟାର୍ଗେଟ ରଖିଥିଲେ କାଟିବି ବୋଲି, ମୋର ସେଇଟା କେବେ ନାହିଁ। ଆଇ ଏମ୍ ଏ ଲୋକାଲ ବୟ, ଗୋଟେ ଗରିବ ପରିବାରରୁ ମ୍ୟାଡାମ ମୁଁ ଯାଇଛି। ମତେ ମେସେଜ କରିବେ, ମୁଁ ନିଶ୍ଚିତ ମ୍ୟାଡାମ ରିପ୍ଲାଏ ଦେବି। କେବେ ମୁଁ ପାଇଯାଇଛି ବୋଲି ସେ ଗର୍ବ ମୋର ନାହିଁ। ମତେ ନିଶ୍ଚିତ ମେସେଜ କରିବେ ସାର୍ ମାନେ, ମତେ ମେସେଜ କରିବେ ସାର୍ କହିବେ। ନିଶ୍ଚିତ ମୁଁ ସାର୍ଙ୍କ ପ୍ରତି ଅଲଗା କୋଚିଂ ସେଣ୍ଟର ଛୁଆଙ୍କ ଭଳିଆ ମୁଁ ନୁହେଁ ଯେ ପଇସା ନେଇକି ଅନ୍ୟ ନାଁରେ କହିବି। ମୁଁ ଯୋଉଠି ଯାହା ନେଇଛି ସାର୍ଙ୍କୁ କହିଛି, ସାର୍ ମୁଁ ଆପଣଙ୍କ ପ୍ରତି ସବୁବେଳେ ଲୟାଲ। ମୋ ଉପରେ ଏତିକି ବିଶ୍ୱାସ ରଖିଥିବେ ସାର୍, ରବୀନ୍ଦ୍ର ଅଲଗା ଭଳି ଜଣେ ସେଦିନ ଗ୍ରୁପରେ ଲେଖିଥିଲେ ଯେ ଇଏ ଆପଣଙ୍କ କୋଚିଂ ସେଣ୍ଟରରୁ ପାଇଛି କି, ସାର୍ଙ୍କ ଇଏରୁ ଲେଖିଥିଲେ, ସାର୍ ମୋ ଫଟୋ ଛାଡିଥିଲେ। ସେଇଠି ମୁଁ ତଳେ ଲେଖିଥିଲି ହଁ ମୁଁ ପାଇଛି, ମୁଁ ଏଇ ମେନ୍ ଇଏ ଲେଖିଥିଲି। କାରଣ କିଛି କିଛି ପିଲାଙ୍କର ଏମିତି ମନୋଭାବ ଥାଏ, ଯୋଉଟା କି ଆମ ଭଳିଆ ଯୋଉମାନେ ସିଲେକ୍ଟ ହେଇଛନ୍ତି, ଯଦି ଆମେ ମାନେ ଏନ୍ସର ନଦେବୁ ସାର୍ଙ୍କୁ, ଆମ ପ୍ରତି ସାର୍ଙ୍କ ପ୍ରତି ଏଇଟା ଅପମାନ। ତାମାନେ କଣ, ମୁଁ ତ ଏଇ ଦିନରୁ ଗୋଟେ ଟାଇପ ଷ୍ଟାର୍ଟ କଲି ଯେ ଯୋଉ ଲୋକକୁ ମୁଁ ସାହାଯ୍ୟ ପାଇଛି, ସେଇ ଲୋକକୁ ଯଦି ମୁଁ ମାନେ ତା ସପୋର୍ଟରେ ଯଦି ନ ବାହାରିବି, ତାହେଲେ ୱାନ୍ ଟାଇପ ଅଫ ଏଥିକାଲ କରପସନ ଟା ମୁଁ ସେତିକି ଭାବେ। ତେଣୁ କେବେ ଭାବିବେନି ଯେ ମୁଁ ପାଇଯାଇଛି ନା ବହୁତ କିଛି କରିଦେଇଛି। ସେଟା ଭଗବାନଙ୍କ ଆଶୀର୍ବାଦ, ସମସ୍ତଙ୍କ ଆଶୀର୍ବାଦ ମୁଁ ପାଇଛି। ମ୍ୟାମ ଫ୍ରି ଟୁ ଆସ୍କ, ସାର୍ଙ୍କୁ କହିବେ। ମୁଁ ଯଦି ଫ୍ରି ଥିବି, ଏବେ ତ ପୁରା ଫ୍ରି ଅଛି, ମତେ କହିବେ, ମୁଁ ନିଶ୍ଚିତ ମ୍ୟାଡାମ ଗାଇଡ କରିବି। ମୁଁ ଗାଇଡ କରିବି ମ୍ୟାଡାମ। କୋଉ ସାର୍ ଅଛନ୍ତି, ମୁଁ କହିଲି ସାର୍ ମୋ ପାଇଁ ଗୋଟେ କ୍ରିଷ୍ଣା ସାଜି ଯାଇଥିଲେ, ସିଲେକ୍ଟ ହେଇଛି ସାର୍ଙ୍କ ପାଇଁ। କଣ ପାଇଁ, ମୁଁ ପ୍ରିଲିମ୍ସ ନ ପାଇଥିଲେ ଇଣ୍ଟରଭ୍ୟୁ ଯାଇ ଆସିପାରିନଥାନ୍ତି। ଇଣ୍ଟରଭ୍ୟୁ ଟାଇମରେ ଆପଣ ବିଶ୍ୱାସ କରିବେ, ଯେତେବେଳେ ସରିତା ସପକା ମୁଁ ଭାବି ଦେଇଥିଲି ମୋର ଏ ବର୍ଷ ଆଉ ହବନି। ମୁଁ ଡରି, କାରଣ ମୁଁ ଶୁଣିଛି ସିଏ ଭଗବାନଙ୍କ ନୀତି ମତେ ବହୁତ ସହଜ କ୍ୱେଶ୍ଚନ ପଚାରିଥିଲେ, ଯାହା ହଉ ସିଏ ବି ପାରେଇ ଯାଇଥିଲେ। ସେଇ କୁହନ୍ତି ନା ଗୋଟେ ଗଡ ଗଡଙ୍କର ଗୋଟେ ବ୍ଲେସିଂ ଯୋଉ ଲାଷ୍ଟ ଟାଇମରେ ଭଗବାନଙ୍କର ପରିଶ୍ରମ। ଯେତେବେଳେ ମୋ ସାଙ୍ଗମାନେ ବି ସାର୍ କୁହନ୍ତି ଯେ ରବି ଏଇଟା ତୋର ଏବେକା ପରିଶ୍ରମ ନୁହଁ, ତୁ ଯୋଉ ଛୋଟ ବେଳୁ ଯୋଉ ପରିଶ୍ରମଟା କରି କରି ଆସିଛୁ ନା, ଭଗବାନ ଏଇଟା ତାର ପରିଶ୍ରମ। କାରଣ ଜାଣିକି ଖୁସି ଥିବେ ଯେ ସାରଙ୍କ ଥ୍ରୁରେ ମ୍ୟାଡାମ ମୁଁ ଦୀର୍ଘ ମୋର ମୁଁ ପ୍ରଥମେ ଦେଇଥିଲି ଯେ ଏମିତି ଖୁସିରେ ଦେଇଥିଲି। ଦ୍ୱିତୀୟ attempt ମାନେ ଏଇଟା ଗୋଟେ ଖାଲି ମୁଁ ପଢିବା ନ ପଢିବା ସହିତ ସମାନ, ଖାଲି ବସିଥିଲି। ତୃତୀୟ ଆଟେମ୍ପ୍ଟରେ ମୁଁ ପ୍ରିଲିମ୍ସ କ୍ଲିୟର କରିପାରିନଥିଲି। ଏଇଟା ମୋର ଥାର୍ଡ ଆଟେମ୍ପ୍ଟର ସାରଙ୍କ ପାଇଁ ମୋର ପ୍ରିଲିମ୍ସ କ୍ଲିୟର ହେଲା, ମେନ୍ସ ବି କ୍ଲିୟର ହେଲା। ଯୋଉ ଦିନ ମେନ୍ସ କ୍ଲିୟର ହେଲା, ସାର୍ କହିଲେ ରବୀନ୍ଦ୍ର ଆଉ ଗୋଟେ ଷ୍ଟେପ, ମୋର ଇଣ୍ଟରଭ୍ୟୁ କ୍ଲିୟର ହେଇଛି। ମୁଁ ଯାହା ଭଗବାନଙ୍କୁ ଏତିକି ଭାବେ ଯେ ପ୍ରଭୁ ଯାହା ହଉ ମୁଁ ସେଇ ଷ୍ଟ୍ରଗଲ ଭିତରେ ଫସି ନାହିଁ। ଗୋଟେରେ ପ୍ରିଲିମ୍ସ କ୍ଲିୟର ହେଇଛି, ମେନ୍ସ କ୍ଲିୟର ହେଇଛି, ଇଣ୍ଟରଭ୍ୟୁ କ୍ଲିୟର ହେଇଛି, ପଳେଇ ଆସିଛି। ଏଥିପାଇଁ ମୁଁ ସାରଙ୍କ ପାଖରେ ସବୁବେଳେ ମୋର ଚିର କୃତଜ୍ଞ ସାର୍, ଏଥିପାଇଁ।
ओके ठीक अच्छे रविंद्र रियली आई एम ग्रेटफुल आई एम रियली ग्रेटफुल सो लेट्स वाइंड अप ଆଜ୍ଞା ओके आमे पुणी कथा हवा ओके एबे तमर खुशी Yes. हबार समय तमे बहुत दुख करछ तम जीवन सारा तमे बहुत दुखर सम्मुखीन करछ बहुत जिनस तमे तम लाइफ रे फेस करछ एबे खुशी हबार समय भलो की खुशी हो काहा कथा भाबिबार नहीं कि किए अधिक खुशी हवा कथा न ना हवा कथा आमे आज एस्पिरेंट 5 वर्ष आमे ग्राइंड करूछु ସାରା ଏଇ ଯୋଉ ସାର୍ ମୁଁ ଆଜ୍ଞା 5 वर्ष आमे ଆଜ୍ଞା स्ट्रगल ସାର୍ ମୋ करूछु ବାପା ମାଙ୍କର ସାର୍ ପରିଶ୍ରମ ଏବେ ସାରା ଓଡିଶାରୁ ମତେ ମେସେଜ ଆସୁଛି ସାର୍ ଯେ ଏଇ ଯୋଉ ଟିଭି ରେ ମୋର ଭାଇରାଲ ହେଇଯାଇଛି हम କୁଆଡୁ କୁଆଡୁ ସାର୍ ମୋ ଜୀବନରେ ମେସେଜ ଆସୁଛି ମୁଁ କେବେ ଯୋଉମାନେ କଥା ନ ହୋଇଥାନ୍ତି ମୋ ସହ ମେସେଜ କରେ ଏମିତି କଥା ठीक अच्छी रविंद्र एबे तमर खुशी हबार समय तमे भलो ही खुशी हो तमर पूरा अधिकार अछि खुशी हबा पई एमिति भाबिबानी कि खुशी हबारे भी संकोच करिवार नहीं पूरा मन खोली कि खुशी हबार समय तमे मेहनत करिछ तमे पाइछ यू ସାର୍ डिजर्व इट ଆପଣଙ୍କ କଥା ଆପଣଙ୍କୁ ମୁଁ କଥା ଦେଇଛି ସାର୍ ମୁଁ ସାର୍ ଆପଣ ମତେ କହିଥିଲେ ରବୀନ୍ଦ୍ର ମୁଁ ତମକୁ ଚାହୁଁଛି ପୁରା ରାଙ୍କ ୟୁଏସ୍ ପରେ ମୁଁ ଏ ବର୍ଷ ସାର୍ ସ୍କିପ୍ କରୁଛି ମୁଁ ନିଜେ ଡିସାଇଡ୍ କରିଦେଇଛି ଏ ବର୍ଷ ସାର୍ ରାଙ୍କ 3-4ଟା ଅଛି ସାର୍ ଓଏସ୍ କାରଣ ମୁଁ UPS କୁ ଚାହେଁନି ମୁଁ ସାର୍ ପୁଣି ନେକ୍ସଟ ଇୟର ପୁଣି ଦେବି ସାର୍ ଓଏସ୍ ମୁଁ ନିଶ୍ଚିତ ସାର୍ ବଜେଇକି ଆପଣଙ୍କୁ କଥା ଦଉଛି ସାର୍ ଏତେ ଦିନ ଯାଏ ନ ହେଇଛି ମୁଁ ସାର୍ ଓଏସ୍ ଆପଣଙ୍କ କଥା ଦେଇକି କଥା ରଖିବି ସାର୍ ठीक अच्छी मते आहरी खुशी लागिव तमे तुमको एमती भल रैंक रे देखी कि जदि तमे जतले ओएस हे जीव ठीक अच्छी ओके सो टिल देन ऑल द बेस्ट ଆଜ୍ଞା एमिति ଆଜ୍ଞା एमिति काम करूथा ଆଉ ଏମିତି ହାର୍ଡୱାର୍କ କର ସୋ ଦ୍ୟାଟ୍ ପୁଣି ଆମେ ଦେଖିବୁ ତମକୁ ଆଉ ପୁଣି ମୋତେ ଖୁସି ଲାଗିବ କି ତମେ ତମର କଥା ରଖିଲ ଆଜି ଯାଏଁ ତ କଥା ରଖି ରଖି ଆସିଛ ଆଗକୁ ବି ରଖିବ ଯେମିତି ଆଉ ମୋତେ ପୁଣି ସେମିତି ଖୁସି ଲାଗିବ ଠିକ୍ ଅଛି ସୋ ତାହେଲେ ଠିକ୍ ଅଛି ଆଜି ଆଜ୍ଞା ସାର୍ ଆଜ୍ଞା ଲେଟ୍ସ ଏଣ୍ଡ ଇଟ୍ ଓକେ ଠିକ୍ ଅଛି ଆଜ୍ଞା ସାର୍ ଧନ୍ୟବାଦ ସାର୍ ଓକେ ଥ୍ୟାଙ୍କ ୟୁ ଅଲ୍